ଯାଉ ସାନୁଜିତ ବାବୁ ଯାହା କରିଛନ୍ତି ଏବଂ ସୃଜନିକା ନିଖିଲ ପଟ୍ଟନାୟକ ଯାହା କରୁଛନ୍ତି ସେମାନଙ୍କୁ ଆମେ କୃତଜ୍ଞତା ଜଣାଇ ଧନ୍ୟବାଦ ଜଣାଇବା। ସେ ଅନ୍ତତଃ ଦେଖିପାରୁଛନ୍ତି ଗୋଟେ ଏତେ ବଡ ଆମ ପାଖରେ ଗୋଟେ ଭାଷାକୋଷ ଅଛି ବୋଲି ତ ଲୋକ ଦେଖିପାରୁଛନ୍ତି। ଏବଂ ଜଣେ ଚାହିଁଲେ ସାତଟା ଯାକ ଭଲ୍ୟୁମ ଆପଣ ଡାଉନଲୋଡ କରିପାରିବେ। ଦ୍ୱିତୀୟ ହଉଛି ଯେମିତି ସାନୁଜିତ ଭାଇ ଦେଖେଇଲେ ପେଜ ବାଇ ପେଜ ଆପଣ ଦେଖେଇ ପାରିବେ। ଆଜି ସାନୁଜିତ ବାବୁଙ୍କର ଉପସ୍ଥାପନା ବହୁତ ଉପଯୋଗୀ ଥିଲା। ବହୁତ ଭଲ ଲାଗିଲା ଯେ ଆପଣ ଏମିତି କାମ ବର୍ତ୍ତମାନ କରୁଛନ୍ତି। ମୁଁ ମାନେ एकदम ଉଲ୍ଲସିତ ଯାହାକୁ କୁହାଯାଏ। ଆଇ ଏମ୍ ଏକ୍ସାଇଟେଡ୍। ସାର୍ ଯୋଉ ସାଧନା କରିଛନ୍ତି ଯେ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଭାଷାକୋଷକୁ, ସେଟା ତ ଯେତେ ଧନ୍ୟବାଦ ଦେଲେ କମ ହବ। କଳିଙ୍ଗ ଇତିହାସର ୱିକଲି ୱେବିନାରକୁ ସ୍ୱାଗତ ଜଣାଉଛି। ମୋ ନାଁ ସୁନୀଲ ବିଶ୍ୱାଳ। ଆପଣମାନେ ଜାଣିଥିବେ ଯେ କଳିଙ୍ଗ ଇତିହାସରେ ଆମେ ପ୍ରତ୍ୟେକ ରବିବାର ଜଣେ ନୂଆ ବକ୍ତା ଆଉ ନୂଆ ବିଷୟବସ୍ତୁକୁ ନେଇ ଗୋଟେ ଆଲୋଚନା ରଖିଥାଉ। ସେହି କ୍ରମରେ ଆଜି ଆମେ ଯେଉଁ ବିଷୟବସ୍ତୁଟି ଆଜିର ଆଲୋଚ୍ୟ ହେବା ପାଇଁ ଯାଉଛି ସେଇଟା ହେଲା ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିମର୍ଶ ଓ ଆଲେଖ୍ୟ, ଏବଂ ଆଜିର ବକ୍ତା ହେଉଛନ୍ତି ଶ୍ରୀଯୁକ୍ତ ସାନୁଜିତ ପୋହାଣ। Sri Sanujit Pohan is actively involved with various digital preservation initiatives for languages and lexicons. He lives in Sweden. He lends expertise in computational linguistics and digital humanities areas. ଆଜିର ଯେଉଁ ବିଷୟବସ୍ତୁ ଅଛି ମୁଁ ନିଶ୍ଚିତ ଯେ ଆମେ ସମସ୍ତେ ସେଟାକୁ ଉପଭୋଗ କରିବା। ପଣ ସାର୍, ଆପଣଙ୍କୁ ନମସ୍କାର ଜଣାଉଛି, ସ୍ୱାଗତ ଜଣାଉଛି କଳିଙ୍ଗ ଇତିହାସକୁ। ଆପଣଙ୍କର ବକ୍ତବ୍ୟ ଉପସ୍ଥାପନ କରନ୍ତୁ। ଧନ୍ୟବାଦ ସୁନୀଲ ବାବୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏବଂ ଶ୍ରୋତାମାନେ ଯୋଉମାନେ ଆଜି ସନ୍ଧ୍ୟାରେ ସମୟ ଦେଇଛନ୍ତି ସେମାନଙ୍କୁ ମଧ୍ୟ। ଏଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଇ ଜିନିଷଟି ଆପଣମାନେ ସମସ୍ତେ ଜାଣିଥିବେ। ତା ବିଷୟରେ ମୁଁ ବିଶେଷ କିଛି କହିବା ହୁଏତ ସମୀଚୀନ ହବ ନାହିଁ, କିନ୍ତୁ ମୋର ପରିପ୍ରେକ୍ଷୀରେ ଏତିକି କହିବି ଯେ ଗୋଟିଏ ଭାଷାକୋଷ, ମୁଁ ଯେହେତୁ ସ୍ୱିଡେନରେ ରହୁଛି, ତ ଅନେକ ଦିନ ତଳେ ମୁଁ ଖୋଜୁଥିଲି ଯେ କୋଉଠି ମତେ ଖଣ୍ଡେ ଡିକ୍ସନାରୀ ଭଳି ଓଡିଆ ଡିକ୍ସନାରୀ ମିଳିପାରିବ, ଇଣ୍ଟରନେଟରେ ଆଭେଲେବୁଲ ଥିବ। ତ ସେଇଠି ପାଇଲି ନାହିଁ। ଯାହା କହନ୍ତି ଆବଶ୍ୟକତାରୁ ଉଦ୍ଭାବନର ଜନ୍ମ ହୁଏ। ସେଇଥିରେ ମୁଁ ଖୋଜାଖୋଜି କରି ତାପରେ ଜାଣିବାକୁ ପାଇଲି ଜଣେ ସୃଜନିକାର ମଧୁବ୍ୟକ୍ତି ଶ୍ରୀ ନିଖିଲ ମୋହନ ପଟ୍ଟନାୟକ, ସେ ଖଣ୍ଡେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସିଡି ଟି କରିଛନ୍ତି। ସୋ ସିଡି ଗୋଟେ ପାଇଲି। ତାର କିଛି ଦିନ ପରେ ଶୁଣିଲି ଯେ ସିଡିରେ ଯାହା ଥିଲା, ସେତେବେଳେ ଆମେ ସିଡିଟିକୁ ନେଇକି ନିଜ କମ୍ପ୍ୟୁଟରରେ ତାକୁ ଲଗେଇକି ଆମେ ଖୋଜାଖୋଜି କରୁଥିଲୁ। ସେଗୁଡିକ ଥିଲା ପିଡିଏଫ। ସୋ ପିଡିଏଫ ରେ ଯାହା ଆପଣମାନଙ୍କର ଅନୁଭବ ଥିବ ଯେ ପିଡିଏଫ ରେ ଖୋଜିବାଟି ଖୁବ କଷ୍ଟ। ତାପରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଯୋଉ ପ୍ରିଣ୍ଟ ଗୁଡିକ ଥିଲା, ସେ ପ୍ରିଣ୍ଟ ଗୁଡିକ ଆପଣମାନେ ଯଦି ଦେଖିଥିବେ, ହୁଏତ ସମସ୍ତେ ଦେଖିଛନ୍ତି ନା କିଏ ଦେଖିନାହାନ୍ତି ମତେ ଜଷ୍ଟ ହାତ କରିକି ଦେଖାନ୍ତୁ। କିଏ ଦେଖିନାହାନ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରିଣ୍ଟ କେମିତି ଦେଖାଯାଏ ଏବଂ କୋଉ ପ୍ରକାରର ଫଣ୍ଟ ଅଛି, କେତେ କଷ୍ଟ ହୁଏ ଶବ୍ଦ ଖୋଜିବା ପାଇଁ। ଦୁଇଟି କଲମରେ ଦିଆହେଇଛି, ସେଥିରେ ପୁଣି ବହୁ ଇନଷ୍ଟ୍ରକ୍ସନ୍ସ ଅଛି। ତ ଆପଣମାନେ ଯଦି ଦେଖିନାହାନ୍ତି, ମୁଁ ସ୍କ୍ରିନ ସେୟାର କରୁଛି, ଆପଣମାନେ ଦେଖନ୍ତୁ କେମିତି ଅଛି ଜିନିଷଟି। Sir, any issue?
ନାଇଁ ଦେଖିବାକୁ ପାଇଲେ ମୁଁ ସେୟାର କରୁଛି। ଦେଖାଯାଉନି ତ ସାର୍ ହଁ ଏବେ ଆସିଲା? ନାଇଁ ଆସିନି ମାନେ ହଁ ୟେସ୍ ସାର୍ ୟେସ୍ ଆସିଲା? ଆସିଲା ଆସିଲା ସାର୍ ଦେଖାଗଲା ଏବେ ଦେଖାଗଲା? ହଁ ସାର୍ ଇଏ ହଉଛି ପ୍ରିଣ୍ଟେଡ ପେଜ। ଇଏ ହଉଛି ପ୍ରିଣ୍ଟେଡ ପେଜ। ଦେଖନ୍ତୁ କେମିତି ଅକ୍ଷର ଲେଖା ହେଇଛି। ତାପରେ ୟା ଭିତରେ ବହୁ ୟା ଭିତରେ ଅଛି ଛୋଟେ ଛୋଟେ ଜିନିଷ ଅଛି ଯୋଉଗୁଡିକ କି ଆପଣମାନଙ୍କୁ ଜାଣିବା ଅତ୍ୟନ୍ତ ଦରକାର। ସାଧାରଣତଃ ଲୋକେ ଅପର ପୃଷ୍ଠରେ ଏକ ଚିହ୍ନିତ ବା ଦୁଇ ଚିହ୍ନିତ ମାତ୍ରା ଭିତରେ ପ୍ରଭେଦ ରକ୍ଷା କରନ୍ତି ନାହିଁ ଏବଂ ତାକୁ କେମିତି ଆପଣ ଡିଫରେନ୍ସିଏଟ କରିବେ, କେମିତି ଖୋଜିବେ, ଏଇଠି ଖୋଜିବା ଗୋଟେ ବଡ କାଠିକର ପାଠ। ତେଣୁ ଇଲେକ୍ଟ୍ରୋନିକ ହେଲେ ଯେ ଏହାର ଉପାଦେୟତା ଖୁବ ବଢିବ ସେ ବିଷୟରେ କୌଣସି ସନ୍ଦେହ କାହାର ନଥିଲା। ଆମେ କେବଳ ଲାଗିଥିଲୁ ଯେ କେମିତି ଏଇଟା ଗୋଟେ ସୁଯୋଗ ପାଇକି ଆମେ କରିପାରିବୁ। ଟେକ୍ନୋଲୋଜି ବହୁତ ତଳ ଷ୍ଟେଜରେ ଥିଲା, ଅନେକ ଜିନିଷ କରି ହଉନଥିଲା, କିନ୍ତୁ ଧୀରେ ଧୀରେ ଯେତେବେଳେ ଆସିଲା ଏଇ ପେଜ ଗୁଡ଼ିକର ଟାଇପିଂ ପାଇଁ ଗୋଟେ ସଂସ୍ଥା ଅଛି, ୟୁନିଭର୍ସିଟି ଅଫ ଶିକାଗୋ, ଡିପାର୍ଟମେଣ୍ଟ ଅଫ ସାଉଥ ଏସିଆନ ଲାଙ୍ଗୁଏଜେସ୍। ସୋ ଡିପାର୍ଟମେଣ୍ଟ ଅଫ ସାଉଥ ଏସିଆନ ଲାଙ୍ଗୁଏଜେସ୍ ଏଇଥିପାଇଁ ଫଣ୍ଡିଂ କଲେ ଯେ ସମ୍ପୂର୍ଣ୍ଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷଟି ଟାଇପ ହେବ ଏବଂ ଟାଇପ କଲା ପରେ ସେମାନେ ଟାଇପଟିକୁ ନିଜର ୱେବସାଇଟରେ ସେମାନେ ହୋଷ୍ଟ କଲେ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଦେଖେଇବି ଯୋଉଥିରେ କି ଟାଇପିଂ ରେ ଆମେ ଦେଖିପାରିବା ଯେ ଅନେକ ଗୁଡିଏ ଭୁଲ ଭଟକା ରହିଲା। DSL ଡିପାର୍ଟମେଣ୍ଟ ଅଫ ସାଉଥ ଏସିଆନ ଲାଙ୍ଗୁଏଜେସ୍ ସେମାନେ ଖାଲି ଓଡ଼ିଆ ଡିକ୍ସନାରୀ ହୋଷ୍ଟ କରନ୍ତି ନାହିଁ, ସେମାନେ ସାଉଥ ଇଷ୍ଟ ଏସିଆର ବୋଧେ 17ଟି ଡିଫରେଣ୍ଟ ଅଲଗା ଅଲଗା ଭାଷାର ଡିକ୍ସନାରୀ ସେମାନେ ରଖିଛନ୍ତି, ତା ଭିତରୁ ଓଡ଼ିଆ ଭାଷା ଗୋଟିଏ। ଏବଂ ଓଡ଼ିଆ ଭାଷା ଭିତରେ ଯୋଉ ଡିକ୍ସନାରୀଟି ସ୍ଥାନ ପାଇଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତା ଭିତରେ କିପରି ଭାବରେ ରହିଛି ଏବଂ କାହିଁକି ରହିଛି, କାରଣ ଅନ୍ୟାନ୍ୟ ଭାଷାକୋଷ ମଧ୍ୟ ଓଡ଼ିଶାରେ ଅଛି। ହୁଏତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଗୁରୁତ୍ୱ ଏତେ ବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପରିଚୟ ଏତେ ଯେ ଏଇ ଭାଷାକୋଷଟି ସେଥିରେ ସ୍ଥାନ ପାଇଛି। ଆପଣମାନଙ୍କୁ ହୁଏତ ଅଜଣା ନଥିବ, କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ହଉଛି ଗୋଟେ ବିରାଟ ବଡ ଜିନିଷ। 7 ଖଣ୍ଡ ଭଲ୍ୟୁମରେ ପ୍ରିଣ୍ଟ ହେଇଥିଲା ଏବଂ ସେ ପ୍ରିଣ୍ଟ ଗୁଡିକ ବହୁତ ଦିନ ଧରି ଆଉ ପ୍ରିଣ୍ଟରେ ନାହିଁ। ଏଇ 7 ଖଣ୍ଡ ଭଲ୍ୟୁମକୁ ପ୍ରିଣ୍ଟ କରିବା ପାଇଁ ଯାହା ଟାଇପିଂ ହେଲା, ସେ ଟାଇପିଂ ରେ ଅନେକ ଭୁଲ ଭଟକା ରହିଲା। ତାର ଗୋଟିଏ ଦ୍ୱିତୀୟ କରେକ୍ସନ ହେଲା, ସେଇ କରେକ୍ସନଟି ଶିକାଗୋ ୟୁନିଭର୍ସିଟିରେ ପୁଣି ଆଉ ଥରେ ହୋଷ୍ଟିଂ କରାଗଲା। ସୋ ଏଇ ହଉଛି ଷ୍ଟୋରି। ଏଇ ଜିନିଷଟି ହେଲା ହୁଏତ 2016ରେ DSL ତାଙ୍କର ୱେବସାଇଟରେ ଏଇ ଜିନିଷଟି ପୋଷ୍ଟ କଲେ। ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖେଇବି। ଗୋଟେ ମିନିଟ। ଇଏ ହଉଛି ଆମର ଟାଇମ ଲାଇନ, ଯୋଉଟାକୁ ଆପଣ ଦେଖିପାରୁଛନ୍ତି ବର୍ତ୍ତମାନ। ଆଶା ମୋ ସ୍କ୍ରିନ ସମସ୍ତେ ହଁ ଦେଖିପାରୁଛନ୍ତି? ସାର୍ ଦେଖାଉଛି ସାର୍ ଦେଖାଉଛି, ୟା। ଇଏ ହଉଛି ଆମର 2016ରେ ସେମାନେ ଡିପାର୍ଟମେଣ୍ଟ ଅଫ ସାଉଥ ଇଷ୍ଟ ଏସିଆନ ଲାଙ୍ଗୁଏଜେସ୍ ହୋଷ୍ଟ କଲେ। 2018ରେ ମୁଁ ତାଙ୍କ ସହିତ ଯୋଗାଯୋଗ କଲି ଏବଂ ଯୋଗାଯୋଗ କରି କହିଲି ଯେ ୟା ଉପରେ ଆପଣଙ୍କର ତ ଡାଟାବେସ୍ ରହିଲା, ଆପଣଙ୍କ ପାଖରେ ଗୋଟେ ହୋଷ୍ଟ ରହିଲା, ହୋଷ୍ଟିଂଟେ ରହିଲା, ଆମକୁ ଟିକେ କନେକ୍ସନ ଦିଅନ୍ତୁ, ଆମେ ଗୋଟେ ମୋବାଇଲ ଜରିଆରେ ଆମେ ଗୋଟେ ଆପ୍ କରିକି ସେଗୁଡିକୁ ଲୋକଙ୍କ ପାଖକୁ ନବୁ। ସେତେବେଳେ ମୋବାଇଲ ଆପ୍ ନଥିଲା। ସୋ 2018 ମସିହାରେ ମୁଁ ଗୋଟେ ମୋବାଇଲ ଆପ୍ କଲି, ଯାହାର ବ୍ୟାକଏଣ୍ଡ ବା ଯାହାର ଡାଟା ଆସୁଥିଲା ୟୁନିଭର୍ସିଟି ଅଫ ଶିକାଗୋରୁ। ତ
କିଛି ଦିନ ପରେ ୟୁନିଭର୍ସିଟି ଅଫ୍ ଶିକାଗୋ କହିଲା ଯେ ଆମେ ବର୍ତ୍ତମାନ ଚେଞ୍ଜ କରିବୁ, ଆଉ ଆପଣଙ୍କ ଆକ୍ସେସ୍ ଯୋଉଟା ଥିଲା ସେ ଆକ୍ସେସ୍ ଟି ଆମେ କାଟିଦେବୁ। ବାଧ୍ୟ ହଉଛୁ କାଟିବା ପାଇଁ, କାରଣ ଆମର ଅନେକ ପରିବର୍ତ୍ତନ ହେବ ଏବଂ ସେ ପରିବର୍ତ୍ତନ ଭିତରେ ଆପଣ କରିପାରିବେ କି ନ କରିପାରିବେ ଆପଣ ବ୍ୟକ୍ତିଗତ ଉଦ୍ୟମରେ କରୁଛନ୍ତି, ତେଣୁ ଆମେ କାଟି ଦଉଛୁ। ତ ସେମାନେ କାଟିଦେଲା ପରେ 2024ରେ ଆମେ ପୁଣି ସୃଜନିକା ଗ୍ରୁପରୁ ଆମେ ନିଷ୍ପତ୍ତି ନେଲୁ ଯେ ହଁ, ସେଇ ଯୋଉ ଆପ୍ଟି ଥିଲା ସେଇ ଆପ୍ ପାଇଁ ଯାହା ଯାହା ଦରକାର ଆମେ ଆଉଥରେ ସେଗୁଡିକୁ ତିଆରି କରିବା। ସୋ ସେଇ ସଂକଳ୍ପ ନେଇ ଆମେ ଆରମ୍ଭ କଲୁ ଏବଂ 2023ରେ ଆରମ୍ଭ ହେଲା କାମ। 2024ରେ ଆମେ ଗୁଗଲ ପ୍ଲେରେ ଗୋଟେ ମୋବାଇଲ ଆପ୍ ତିଆରି କଲୁ। ଆଉ ଏଇ ଆପ୍ଟି ସମ୍ପୂର୍ଣ୍ଣ ଭାବେ ଗୁଗଲ ପ୍ଲେ ଷ୍ଟୋରରେ ଆଭେଲେବୁଲ ଥିଲା ଏବଂ ତାର ନିଜସ୍ୱ ବ୍ୟାକଏଣ୍ଡ ମଧ୍ୟ ଆମେ ତିଆରି କରିଥିଲୁ। 2024 ଗୋଟେ ବର୍ଷ ପରେ ଆମେ ଜାଣିଲୁ ଯେ ଏଗୁଡିକ ଆମେ ସବୁ ଆମେ ଆ ଭିତରେ କୌଣସି ଏକ୍ସଟର୍ନାଲ ଫଣ୍ଡିଂ ର ସାହାଯ୍ୟ ନେଇନଥିଲୁ, ଆଉ କୌଣସି ଡିପେଣ୍ଡେନ୍ସି ମଧ୍ୟ କାହା ସହିତ ରଖିନଥିଲୁ। ସୋ 2024 ସେପ୍ଟେମ୍ବରରେ ଆମେ ଜାଣିବାକୁ ପାଇଲୁ ଯେ 2000 ଯୋଉ ଫ୍ରି ସର୍ଭିସରେ ଆମେ ଚାଲିଥିଲୁ। ଫ୍ରି ସର୍ଭିସ ହଉଛି କଣ, ଇଣ୍ଟରନେଟ ସର୍ଭିସରେ ଆପଣ ମାନଙ୍କର ଦେଖିଥିବେ ଯେ ଆମକୁ କିଛି ଖର୍ଚ୍ଚ ପଡେ ନାହିଁ। ସୋ ସେଇ ଭଳି ସର୍ଭିସ ଗୁଡିକ ଆମେ ଯେହେତୁ ନେଇଥାଉ ଏବଂ ତା ଉପରେ ଆମର ଡିପେଣ୍ଡେନ୍ସି ଥିଲା, ସେମାନେ ଯେକୌଣସି ମୁହୂର୍ତ୍ତରେ ସର୍ଭିସଟିକୁ ଡିସରପ୍ଟ କରିପାରନ୍ତି ଏବଂ ସେଇଟା ହେଲା 2025 ସେପ୍ଟେମ୍ବରରେ ସେଇ ସର୍ଭିସଟି ଆମକୁ ନୋଟିସ ଦିଆଗଲା ଯେ ଆପଣଙ୍କର ସେ ସର୍ଭିସଟି ଆଉଟେଜ ହବ, ଆପଣ ଦୟାକରି ଆଉ କୋଉଠି ହୋଷ୍ଟ କରନ୍ତୁ। ସୋ ସେତେବେଳେ ଆମକୁ ଆଉ ଗୋଟେ ଧକ୍କା ଲାଗିଲା ଏବଂ 2025ରେ ଆମେ ସମ୍ପୂର୍ଣ୍ଣ ଭାବରେ ଆଉ କିଛି ନିଜ ହାତରୁ ପଇସା ଖର୍ଚ୍ଚ କରି ଗୋଟେ ପେଡ୍ ସର୍ଭିସ ନେଇ ତା ଉପରେ ପୁଣି ଆଉଥରେ ସବୁ ଜିନିଷ ପୋଷ୍ଟ କଲୁ। ଏବଂ ବର୍ତ୍ତମାନ ଆମେ ଯୋଉଠି କରିଛୁ ସେଇଠି ଗୋଟେ ୱେବ ଆପ୍, ବା ଆପଣମାନେ ଯୋଉମାନେ କମ୍ପ୍ୟୁଟର ବଡ ସ୍କ୍ରିନରେ ଦେଖିବାକୁ ପସନ୍ଦ କରନ୍ତି ସେମାନେ ସେଠି ମଧ୍ୟ ଦେଖିପାରିବେ, ଏବଂ ଯୋଉମାନେ ବିଶେଷ କରି ଆମର ଯୋଉ ୟୁଥ ମାନେ ଯୋଉମାନେ ପ୍ରାୟତଃ ସ୍ମାର୍ଟଫୋନରେ ବସିଥାନ୍ତି, ତ ସେମାନେ ପସନ୍ଦ କରନ୍ତି ସବୁ ଜିନିଷ ସ୍ମାର୍ଟଫୋନରେ ଦେଖିବା ପାଇଁ। ତ ସେମାନେ 2025 ଯୋଉ ୱେବସାଇଟରେ ତାର ଗୋଟେ ଆମେ ସ୍ମାର୍ଟଫୋନ ଭର୍ସନ ଗୋଟେ କରିଛୁ ଏବଂ ସେଇ ସ୍ମାର୍ଟଫୋନ ଭର୍ସନଟି ଆପଣଙ୍କର ଆଣ୍ଡ୍ରଏଡ ଆପ୍ ହିସାବରେ ଅଛି। ସମ୍ପୂର୍ଣ୍ଣ ଭାବେ ଏକା ଲୁକ୍ ଆଣ୍ଡ ଫିଲ୍, ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଆଉ ଆପଣ ଏଇଟା ବା ସେଇଟା ଯେକୌଣସି ଗୋଟେ ଜିନିଷ ୟୁଜ କରିପାରିବେ ବା ଦୁଇଟାକୁ ବି ୟୁଜ କରିପାରିବେ। ଆପଣ ଯଦି ଦେଖିବେ ଏଇଟି ହଉଛି ଗୁଗଲ ପ୍ଲେ ଷ୍ଟୋରରେ ଆପଣଙ୍କୁ ଏଇ ଆପ୍ ଟି ଦେଖାଯିବ। ଆପଣ ଦେଖିପାରୁଥିବେ ବର୍ତ୍ତମାନ ଏ ଆଜିର ଷ୍ଟାଟିଷ୍ଟିକ୍ସ 5000 ଡାଉନଲୋଡ ହେଇଛି ଏବଂ ତା ଭିତରେ କିଛି ରିଭ୍ୟୁ ଆସିଛି। କିଛି ଲୋକ କହିଛନ୍ତି ଆପ୍ଟି ଖରାପ, ଆପ୍ଟିର ଇଏ ନାହିଁ, କିନ୍ତୁ ସେଗୁଡିକ ଆମକୁ କେବେ ବାଧା ହିସାବରେ ଆମେ ଧରିନୁ ବା କହିବାକୁ ଗଲେ ୱି ଡୋଣ୍ଟ କେୟାର। ଯେ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଥିଲା, ଶ୍ରୀଯୁକ୍ତ ପ୍ରହରାଜ ଯେତେବେଳେ ପଛରେ ଲାଗିଥିଲେ, ସୋ ଅନେକ ଲୋକ ଆପଣମାନେ ଜାଣିଥିବେ ଯେ ଭାଷାକୋଷକୁ ମଧ୍ୟ ପାଳକୋଷ ବୋଲି କୁହାଯାଉଥିଲା, କାରଣ ପ୍ରହରାଜଙ୍କର ବ୍ୟକ୍ତିଗତ ଇମେଜ ଏତେ ଭଲ ନଥିଲା। ତେଣୁ ସେଇ ହିସାବରେ ଦେଖିଲେ ଯଦି ବା କୌଣସି ରିଭ୍ୟୁ ଏବେ ଆସୁଛି, ସୋ ଆସୁ, କିଛି ଅସୁବିଧା ନାହିଁ। ତେଣୁ ସେଇ ହିସାବରେ ଆମେ ଚାଲିଛୁ। ଆଉ ଆପଣମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ .online ଯଦି ୱେବରେ ଯିବେ, http ଭାଷାକୋଷ.online ଉପରେ ଦିଆହେଇଛି, ସୋ ଆପଣ ସେଇଟାକୁ ୟୁଜ କଲେ ସିଧା ଆପଣ ଦେଖିପାରିବେ କମ୍ପ୍ୟୁଟର ସ୍କ୍ରିନରେ। ୟାର ଆପଣ ଯଦି ପଚାରିବେ ବର୍ତ୍ତମାନ ମତେ ଯେ ଆପ୍ଟି ତ ତିଆରି ହେଲା, ୟାର ସ୍ପେଶାଲିଟି କଣ? ସ୍ପେଶାଲିଟି ଆମେ ପ୍ରଥମେ ଆରମ୍ଭ କରିଥିଲୁ ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯୋଉ ବିରାଟ ଶବ୍ଦ ସମ୍ଭାର, ସେଇ ଶବ୍ଦ ସମ୍ଭାରଟିକୁ ସମସ୍ତଙ୍କ ପାଖରେ ପହଞ୍ଚେଇବା ପାଇଁ।
ଏବଂ ସୁବିଧାରେ ପହଞ୍ଚିବା ପାଇଁ। ସୁବିଧା କହିଲେ ଆମକୁ ସର୍ଚ୍ଚ ଫ୍ୟାସିଲିଟି ରହିବ, ସର୍ଚ୍ଚ ଫ୍ୟାସିଲିଟି ଭଲ ହବା ଦରକାର। ଆଉ ତାପରେ ଆମକୁ ୟୁଜେବଲ ହବା ଦରକାର, ଯୋଉମାନେ କି ସହଜରେ ହେଇପାରିବ। ଏଇ ଦୁଇଟି ଗାଇଡଲାଇନ ନେଇକି ଆମେ କରିଛୁ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯାହା ଅଛି, ମୁଁ ଆପଣଙ୍କୁ ଦୁଇଟି ଉଦାହରଣ ଦଉଛି। ଉଦାହରଣ ଦେଖିଲେ ଆପଣ ବୁଝିପାରିବେ ଯେ କଣ ହେଇଛି। ଗୋଟେ ସେକେଣ୍ଡ। ଆଚ୍ଛା, ମୁଁ ଆଉ ଥରେ ସେୟାର କରୁଛି। ଏଠି ଦେଖନ୍ତୁ, ଏଇଠି ହଉଛି ଆପଣ ଦେଖିପାରୁଥିବେ ନିଶ୍ଚୟ। ଏଇଠି ହଉଛି ଡିଜିଟାଲ ହଁ ସାର୍ ଡିକ୍ସନାରିଜ ଦେଖା ହଉଛି ଅଫ ସାଉଥ ଇଷ୍ଟ। ଦେଖା ହଉଛି। ହଁ, ସାର୍। ଧନ୍ୟବାଦ। ଏଠି ଆପଣ ମାନେ ଆଗରୁ କେବେ ୟୁଜ କରିଛନ୍ତି? ଏ ହଉଛି ପ୍ୟାରେଣ୍ଟ, ଯୋଉମାନେ ଫଣ୍ଡିଂ ଦେଇଥିଲେ ଏବଂ ସେମାନେ ନିଜ ୱେବସାଇଟରେ ରଖିଛନ୍ତି। ଏବଂ ସେଇ ଯିଏ ଭଦ୍ରଲୋକ ୟା ପଛରେ ଥିଲେ, ଡକ୍ଟର ଜେମ୍ସ ନାଏ, ସେ ଏବେ ରିଟାୟାରମେଣ୍ଟ କଲେଣି। ତେଣୁ ଇଏ ବର୍ତ୍ତମାନ ଆପଣଙ୍କ କହିପାରିବେ ଯେ ଅନାଥ ଅବସ୍ଥାରେ ଅଛି। ଧରନ୍ତୁ ଆପଣ, କିନ୍ତୁ ମୁଁ ଷ୍ଟିଲ୍ ଦେଖୁଛି ଫଙ୍କସନାଲ। ଏଇଠି, ଆଜ୍ଞା ଫଙ୍କସନାଲ, ହଁ ଆଚ୍ଛା। ଫଙ୍କସନାଲ। କିନ୍ତୁ ଧରନ୍ତୁ ଆମେ ଦେଖିବା ଯେ ଲେଖିବା ଓଡିଆ, ସର୍ଚ୍ଚ କରିବା, ଓଡିଆ ନାହିଁ, ଦେଖିପାରିଲେ? ଆଚ୍ଛା। ସୋ ଏ ହଉଛି ଜିନିଷ। ଅଥଚ ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯିବା, ଏ ହଉଛି ଆମର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଯୋଉଟା ଆମେ ଏଇ ସବୁ ଅସୁବିଧା ଦେଖି ଆମେ ବାରମ୍ବାର ତାଙ୍କୁ ସଜେସନ ଦେଲୁ ଯେ ଆପଣ ମାନେ ତାକୁ ନୂଆ ଚେଞ୍ଜ କରନ୍ତୁ, ତାର କିଛି କରେକ୍ସନ ଯୋଉଗୁଡିକ ଅତ୍ୟନ୍ତ ଦରକାର କରେକ୍ସନ କରନ୍ତୁ। ଏବଂ ସେଗୁଡିକ ହେଲା ପରେ ସୁବିଧା ହବ ଏବଂ ଉପାଦେୟତା ବଢିବ। କିନ୍ତୁ ଅନେକ ଜିନିଷ ଅଛି ଯୋଉମାନେ କି ବଡ ଇନଷ୍ଟିଟ୍ୟୁସନ, ସେମାନେ ନିଜ ଶୈଳୀରେ କାମ କରନ୍ତି। ସେମାନେ ଆପଣଙ୍କ ସଜେସନ ସବୁବେଳେ ନେବେ ବୋଲି ସେମିତି କିଛି ମାନେ ନାହିଁ। ସୋ କିନ୍ତୁ ଆମେ ଯେତେବେଳେ ନିଜ ହାତରେ ଜିନିଷ ଗୁଡିକ ରଖିଲୁ, ଆମେ ଗୋଟେ ସଂକଳ୍ପ ନେଲୁ, ନାହିଁ ଯାହା କରିବା ନିଜ ଗୋଡରେ ଛିଡା ହବା ଏବଂ ସବୁ ଜିନିଷ ଆମ କଣ୍ଟ୍ରୋଲରେ ରହିବ। ତେଣୁ କାଲି ଯଦି ଆମେ ଦେଖିଲେ ଯେ ଏଇଠି ଗୋଟେ ତ୍ରୁଟି ଅଛି, ଆମେ ତାକୁ ସଂସ୍କରଣ ନିଜେ କରିପାରିବା, କାହା ଉପରେ ଡିପେଣ୍ଡେନ୍ସି ରହିବ ନାହିଁ। ତ ସେଇ ଇଏରେ ଆମେ କରିଛୁ ଜିନିଷଟି। ଆପଣ ଏଇ ଇଣ୍ଟରଫେସରେ ଆପଣ କରିପାରିବେ। ଓଡିଆ ଆପଣଙ୍କୁ ସଜେସନ ଦେଖେଇବ, ଆପଣ ଏଥିରେ ଓଡିଆରେ ଟାଇପ କରିପାରିବେ ବା ଇଂରାଜୀରେ ଟାଇପ କରିପାରିବେ। ଏବଂ ଆପଣ ଗଲେ ଓଡିଆ ଆସିଲା। ଆପଣ ଯଦି ଦେଖିଥିବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ ଇନଫର୍ମେସନ ଅଛି, ଯୋଉଗୁଡିକ ସାଧାରଣତଃ ଗୋଟେ କ୍ରିପ୍ଟିକ ଫର୍ମରେ ଥାଏ, ଯେମିତି ଦେ, ବି, ସମ୍ ଓ ଉଡ୍ର, ତାମିଲ, ବିଷୟ। ଏଇଗୁଡିକ ଆପଣ ମାନେ ଯଦି କେବେ ବ୍ୟବହାର କରିଥିବେ, ଜାଣିବେ ଯେ ଏଇ ଶବ୍ଦର ଗୋଟେ କ୍ରିପ୍ଟିକ ମିନିଂ ଅଛି। ଦେ ହଉଛି ଦେଶଜ, ଦେଶଜ ଶବ୍ଦ ବିଶେଷ୍ୟ ସଂସ୍କୃତ ଭାଷାରୁ ଆସିଛି। ଏବଂ ଉଡ୍ର, ତାମିଲ, ଉଡ୍ ଧାତୁ, ଚାଷ କରିବା। ଏଇଗୁଡିକୁ ଆମେ, ଏଇଠି ହଉଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଓରିଜିନାଲ ଫର୍ମ। କାରଣ ସେତେବେଳେ ପ୍ରିଣ୍ଟିଂ କଷ୍ଟ ଆପଣ ମାନେ ଜାଣିଥିବେ, ଖୁବ ଅଧିକ ପ୍ରିଣ୍ଟିଂ କଷ୍ଟ ଥିଲା। ଆଉ ସେଇ ପ୍ରିଣ୍ଟିଂ କଷ୍ଟରୁ ମୁକ୍ତି ପାଇବା ପାଇଁ ଯେତେ ସଂକ୍ଷିପ୍ତରେ ଲେଖା ଯାଇପାରେ ସେତେ ସେମିତି ଲେଖା ଯାଇଥିଲା। ପେଜ ସଂଖ୍ୟା କମ ହବାର ଥିଲା। ଆପଣମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଇତିହାସ ଖୁବ ସୁନ୍ଦର। ପ୍ରହରାଜଙ୍କର ନିଜସ୍ୱ ବ୍ୟକ୍ତିଗତ ଜୀବନ ଯେମିତି ଖୁବ ଚାଞ୍ଚଲ୍ୟକର ତାଙ୍କର ଜୀବନଟି ଥିଲା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବି ଇତିହାସ କହିଲେ କୌଣସି ଗୁଣରେ କମ ହବନି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯେତେବେଳେ କନସେପ୍ଟରେ ଥିଲା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 2ଟି ଭଲ୍ୟୁମରେ ବାହାରିବାର ଥିଲା। ସେଇ 2ଟି ଭଲ୍ୟୁମ ଧୀରେ 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 ପ୍ରହରାଜଙ୍କର ଏତେ
passion ବଢିଲା ସୋ ଶବ୍ଦ କଲେକ୍ସନ ହେଲା ଏବଂ ସେଇଠି ହେଲା 7 ଖଣ୍ଡ ଭଲ୍ୟୁମରେ ସେଠି ପହଞ୍ଚିଲା ଏବଂ ସେଇ 7 ଖଣ୍ଡ ଭଲ୍ୟୁମର ସେତେବେଳର କଷ୍ଟ ଆପଣଙ୍କର ଖର୍ଚ୍ଚ ପ୍ରାୟ 1940 ବେଳେ ସେ 2 ଲକ୍ଷ ଟଙ୍କାରେ ପହଞ୍ଚିଲା। 2 ଲକ୍ଷ ଟଙ୍କା ହଉଛି ଆଜିକାର ଭ୍ୟାଲୁଏସନରେ ଅନେକ ଟଙ୍କା, ମାନେ 2 କୋଟି ପାଖାପାଖି ହବ। ତ ଏଇ ଯୋଉ ବିଶାଳ ଶବ୍ଦ ସମ୍ଭାର ଯୋଉଠି ତାକୁ ଆମେ ଆଉ କେମିତି ଡିଜିଟାଇଜେସନର ଅନ୍ୟ କେମିତି ଆମେ ୟୁଜ କରିପାରିବା, ସୋ ସେଇଟା ହଉଛି ଆମର ଫୋକସ୍ ବର୍ତ୍ତମାନ। ତ ଆମେ ଏଥିରେ ବର୍ତ୍ତମାନ ଆହୁରି ଆଗକୁ ଯିବାକୁ ଚେଷ୍ଟା କରୁଛୁ। ଏଠି ଧରନ୍ତୁ ଏବେ ଦେଖିବା ଆମେ ଆପଣମାନେ ଦେଖିବେ ଆମେ ତାର ଗୋଟେ ଟାକ୍ସୋନମି କରିଛୁ ଯୋଉଥିରେ କି ଆମେ ଜିନିଷ ଗୁଡିକୁ ସେପାରେଟ କରୁଛୁ। ଏଠି ହଉଛି ଦେଶ ଶବ୍ଦ, ସଂସ୍କୃତରୁ ଆସିଛି, ସଂସ୍କୃତ ଲିଙ୍କ ଅଛି ଆଉ ଏବଂ ଦେଶ ଶବ୍ଦ କଣ ଏବଂ ସଂସ୍କୃତ ଶବ୍ଦ କଣ, ଯୋଉମାନେ ଜାଣିନଥିବେ ସେମାନେ ମଧ୍ୟ ଦେଖିପାରିବେ। ତାପରେ ଆମେ ପାର୍ଟସ ଅଫ ସ୍ପିଚ ରଖିଛୁ, ଓରିଜିନାଲ ଲାଙ୍ଗୁଏଜ, ଏଇ ଯୋଉ ଗୁଡିକ ହେଇଛି ଏଗୁଡିକ, ତଥାପି ଏଗୁଡିକ କାରଣ ଏଗୁଡିକ ସବୁ ଭୁଲ ଭଟକା ଅଛି। ସେଇ ଭୁଲ ଭଟକା ବର୍ତ୍ତମାନ ଆମର ଗୋଟେ ଦ୍ୱିତୀୟ ପଦକ୍ଷେପ ହଉଛି ଏଇ ଭୁଲ ଭଟକା ଗୁଡିକ ଆମେ ଧୀରେ ଧୀରେ ବାହାର କରିବୁ। ଏଇ ଭୁଲ ଭଟକା ଗୁଡିକ ପୂର୍ଣ୍ଣଚନ୍ଦ ଭାଷାକୋଷରୁ ନାହିଁ, ଏଗୁଡିକ ଆମେ ଯେତେବେଳେ ତାକୁ ଇନଫର୍ମେସନରୁ ତାକୁ ଏକ୍ସଟ୍ରାକ୍ଟ କରୁଛୁ ସେଇ ଭୁଲ ଭଟକା ଗୁଡିକ ଆସିଛି। ଏଗୁଡିକ ସବୁ ଆମେ ଏଆଇ ଲଗେଇ ଏକ୍ସଟ୍ରାକ୍ଟ କରିଛୁ, କାରଣ ଆମ ପାଖରେ ଲୋକ ଗୁଡା ଏତେ ନାହିଁ ଯେ ଲୋକ ଆସୁନାହାନ୍ତି ଆଜ୍ଞା ୟା ପଛରେ ସମୟ ଖର୍ଚ୍ଚ କରିବାକୁ। ତେଣୁ ଆମେ କଣ କଲୁ ନା ଗୋଟେ ସଫ୍ଟୱେର ଜରିଆରେ ଆମେ ଏଇଟିକୁ ଆମେ କ୍ରିପ୍ଟିକ ଫର୍ମରୁ ଆମେ ଡିସାଇଫର କରୁଛୁ। ଡିସାଇଫର କଲା ବେଳେ ଅନେକ ଭୁଲ ଭଟକା ରହୁଛି, କାରଣ ଏଇଗୁଡିକ ଖୁବ କଷ୍ଟ ତାକୁ ସବୁବେଳେ କରେକ୍ଟଲି ଡିସାଇଫର କରିବା। ଏଇ ଡିକ୍ସନାରୀରେ 1,50,000 ଶବ୍ଦ ପାଖାପାଖି ଅଛି। ସବୁଗୁଡିକ କିଛି ହେଇଛି, କିଛି ହେଇନାହିଁ, ଠିକ ହେଇଛି, କିଛି ଠିକ ହେଇନାହିଁ। ତେଣୁ ସେଇ ଭୁଲ ଭଟକା ଗୁଡିକ ଆମେ ବର୍ତ୍ତମାନ କରେକ୍ଟ କରୁଛୁ। କିନ୍ତୁ ଏଇ ଯୋଉ ପୃଷ୍ଠାଟି ବର୍ତ୍ତମାନ ଆପଣଙ୍କୁ ମିଳିବ, ଏଥିରେ କୌଣସି ମତେ ଭୁଲ ଭଟକା ପାଇବେନି। ଏଇଟା ହଉଛି ଓରିଜିନାଲ ଯାହା ପେଜ ଥିଲା, ସେଇ ପେଜର ସବୁ ଇନଫର୍ମେସନ ଆପଣ ଏଇଠି ପାଇବେ। ଏଇ ଯୋଉ ପଛକୁ ଆମେ ଯାଉଛୁ, ସେ ପଛକୁ ଯିବାର ଗୋଟେ ବିଶେଷତ୍ୱ ଅଛି। କାହିଁକି ନା ଆମେ ତାକୁ ନୂଆ ନୂଆ ଆପ୍ଲିକେସନ ପାଇଁ ପୂର୍ଣ୍ଣଚନ୍ଦ ଭାଷାକୋଷକୁ ୟୁଜ କରିବାକୁ ଚେଷ୍ଟା କରୁଛୁ। ଏଇଠି ହଉଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆଉ ଗୋଟେ, ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ 3-4 ପ୍ରକାର ଚାତୁର୍ଭାଷିକ ବୋଲି କୁହାଯାଏ। ଚାତୁର୍ଭାଷିକ ଏଥିପାଇଁ କୁହାଯାଏ ଯେ ଇଂରାଜୀରେ ଥିଲା, ଓଡ଼ିଆରେ ଥିଲା, ପ୍ଲସ୍ ବେଙ୍ଗଲୀରେ ଥିଲା ଏବଂ ହିନ୍ଦୀରେ ଶବ୍ଦ ଗୁଡିକ ଥିଲା। ଏ ଯୋଉ 4ଟି ଭାଷା, ଏଇ 4ଟି ଭାଷାର ଇନଫର୍ମେସନ ଗୁଡିକ ଆପଣ ଭିତରେ ପାଇବେ। ଓଡ଼ିଆ ଏବଂ ଇଂଲିଶ 2ଟି ମେନ୍ ଭାଷା ଆପଣ ପ୍ରତି ଏଣ୍ଟ୍ରିରେ ପାଇବେ। ଆଉ ଯଦି ଯୋଉ ଇଏରେ ବଙ୍ଗାଳୀ ଏବଂ ହିନ୍ଦୀ ଶବ୍ଦର ପ୍ରତିଶବ୍ଦ ଅଛି, ସେ ପ୍ରତିଶବ୍ଦ ଗୁଡିକ ଆପଣ ଏଠି ଦେଖିପାରିବେ। ତା ଛଡା ଆମେ ଆଉ ଗୋଟେ କଣ ଆଡ୍ କରୁଛୁ, ଯେ ଆପଣ ଗୋଟେ ପ୍ରାସଙ୍ଗିକ ଶବ୍ଦ ଦେଖିପାରିବେ। ପ୍ରାସଙ୍ଗିକ ଶବ୍ଦ କଣ ନା, ଏଇ ଯେମିତି ଓଡ଼ିଆ ହେଲା, ଓଡ଼ିଆ ପ୍ରସଙ୍ଗରେ ଆଉ କିଛି ଶବ୍ଦ ଅଛି କି ନାହିଁ। ଓଡ଼ିଆ ପ୍ରସଙ୍ଗରେ ଆମେ ଯଦି ଦେଖିବା, ଗୋଟେ ଅଛି ଉଡିଆ। ଇଏ ହଉଛି ପ୍ରାଦେଶିକ ଶବ୍ଦ, ମେଦିନପୁର ବାଲେଶ୍ୱରରେ ବ୍ୟବହାର ହୁଏ, ବିଶେଷ ଏବଂ ବିଶେଷଣ ଭାବରେ ବ୍ୟବହୃତ ହୁଏ ଏବଂ ତାର ପାଖାପାଖି ଏକା ଶବ୍ଦାର୍ଥ ଓଡ଼ିଆର ପ୍ରତିଶବ୍ଦ କହିପାରିବା ଆମେ ଓଡ଼ିଆ। ଏଇ ଯୋଉ ଜିନିଷଟି ଦେଖିଲେ ଓଡ଼ିଆ ଏବଂ ଓଡ଼ିଆ ଦୁଇଟି, ଦେଖନ୍ତୁ ଶବ୍ଦାର୍ଥ ଦୁଇଟି ଏକା, କିନ୍ତୁ ଶବ୍ଦର ଗୋଟେ ମୋର୍ଫୋଲୋଜି ବୋଲି ଗୋଟେ ଜିନିଷ ଅଛି, ଯୋଉଟା କି ଶବ୍ଦର ଫର୍ମ ଦେଖାଏ। ମୋର୍ଫୋଲୋଜି ଅନେକ ସମୟରେ ଆମର ଆପ୍ଲିକେସନ କନଫ୍ୟୁଜ କରେ। କନଫ୍ୟୁଜ କାହିଁକି ନା, ଆମେ ଯଦି ଓଡ଼ିଆ ଲେଖିବା ଏବଂ ଓଡ଼ିଆ ଲେଖିବା, ଓଡ଼ିଆଟି ହୁଏତ ଭାବିପାରେ, କମ୍ପ୍ୟୁଟର ଭାବିପାରିବ ଓଡ଼ିଆଟି ଗୋଟେ ଅନ୍ୟ ଶବ୍ଦ, କିନ୍ତୁ ଓଡ଼ିଆ ଅନ୍ୟ ଶବ୍ଦ ନୁହେଁ। ଯଦିଓ ମୋର୍ଫୋଲୋଜିକାଲି ଡିଫରେଣ୍ଟ, ଇଟ୍ସ ଦ ସେମ୍ ୱାର୍ଡ। ଏଇଭଳି ଜିନିଷ ଗୁଡିକୁ ଆମେ ଯଦି କଣ୍ଟେକ୍ସଟ ହିସାବରେ ଯିବା, ଯେ ଏଇ ଦୁଇଟିର ଶବ୍ଦାର୍ଥ ଗୋଟିଏ, ଶବ୍ଦର ଫର୍ମ ଡିଫରେଣ୍ଟ ହେଇପାରେ କିନ୍ତୁ ଶବ୍ଦାର୍ଥ ଗୋଟିଏ। ତେଣୁ ଏଇ ଜିନିଷ ଆମକୁ ଅନ୍ୟ ଡିଜିଟାଲ ଆପ୍ଲିକେସନ ଗୁଡିକ ତିଆରି କରିବାରେ ସୁବିଧା ହବ। ଯେମିତି ଆମେ କୌଣସି ଜାଗାରେ ଦେଖୁଛୁ ଗୋଟିଏ ଶବ୍ଦର ମିନିଂ, ଧରନ୍ତୁ ଆମେ ଦେଖିବା ଯେ ଗୋଟେ ଶବ୍ଦ ଦେଖନ୍ତୁ, କୋଷ ବା
କୋଶ ଶବ୍ଦଟିର ଅନେକ ରକମର ମିନିଂ ଅଛି। କୋଶ ଶବ୍ଦଟି ଆମେ ଯଦି ଦେଖିବା ଏଠି, ଦେଖୁଛନ୍ତି କୋଶ ଶବ୍ଦଟିର ପ୍ରାୟ 32ଟି ମିନିଂ ଅଛି ଏଥିରେ। 32ଟି ମିନିଂ ଆମେ ଯଦି କୋଶ ବାୟୋଲୋଜିରେ କହିବା, ଯୋଉ ପିଲା ଏବେ ବାୟୋଲୋଜି ପାଠ ପଢୁଛନ୍ତି ଆମର, ସେମାନେ ଗୋଟେ କଣ୍ଟେକ୍ସଟ ନେବେ ଯେ ଏଠି ବାୟୋଲୋଜି କଣ୍ଟେକ୍ସଟ, କୋଶର ମାନେ ହଉଛି ଆ, ଗୋଟେ ବାୟୋଲୋଜି ଉପରେ ଗୋଟେ କୋଶ। ଆଉ ଯଦି ଆମେ ଇଏ କରିବା, ଧରନ୍ତୁ ଫିଲୋସଫିରେ ନବା, ଫିଲୋସଫିରେ କୋଶର ମାନେ ହେଇଯିବ ଯେମିତି ଆମର ଆତ୍ମାକୁ ଘୋଡେଇଥିବା ଗୋଟେ ଲେୟର ବା ଗୋଟେ ସ୍ତର, ସେ ହଉଛି କୋଶ। ଅନେକ ଜିନିଷ ଅଛି। ତେଣୁ ଯଦି ଆମେ କଣ୍ଟେକ୍ସଟ ଜାଣିପାରିବା, କଣ୍ଟେକ୍ସଟ ନେଇକି ଏଇ ଯେମିତି ଡିକ୍ସନାରୀ ଦେଖୁଛନ୍ତି, ଏଥିରୁ ଆମେ ଇନଫର୍ମେସନ ନେଇକି ଆମେ ଆଉ ଗୋଟେ ଜିନିଷ, ଭଲ ଜିନିଷ କରିପାରିବା, which is based on context. ସୋ ଏଇଠି ହଉଛି ବର୍ତ୍ତମାନ ଏଇଠି ଆସିଲା ଲିଙ୍ଗୁଇଷ୍ଟିକ ର ଡୋମେନ୍। ଏଇଠି ଆମେ ଏଇ ଇନଫର୍ମେସନଟି ଯୋଉ ଦିଆହେଇଛି, ଏଇ ଇନଫର୍ମେସନଟି ଗୋଟେ ମାସିଭ ଇନଫର୍ମେସନ ହିସାବରେ ଅଛି। ସେ ଇନଫର୍ମେସନଟିକୁ ଆମେ କେମିତି ବ୍ୟବହାର କରିପାରିବା ଏବଂ ବିଭିନ୍ନ ରକମର ଆପ୍ଲିକେସନରେ ଆମେ ତାକୁ କେମିତି ବ୍ୟବହାର କରିପାରିବା, ସେଇ ହଉଛି ବର୍ତ୍ତମାନ ଦ୍ୱିତୀୟ ପଦକ୍ଷେପ। ଆଉ ଆପଣମାନେ ଯଦି ଦେଖିବେ, ମୁଁ ଆଉ ଗୋଟେ ଜିନିଷ କରିଥିଲି, ନାଇଁ ଆଉ କିଛି ନାହିଁ, ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖେଇ ଦିଆଯାଇପାରେ। ଏଇ ଜିନିଷ ଉପରେ ଆମେ ଧରନ୍ତୁ ଖୋଜିବା ଅନ୍ୟ ଶବ୍ଦ। ଏ ଧରନ୍ତୁ ଆମେ କହିବା ଗୋଟେ ଶବ୍ଦ ହଉଛି, ଧରନ୍ତୁ ଗୋଟେ ନା, ବାଉରୀ ବନ୍ଧୁ। এই শব্দটি অনেক ସାଧାରଣ ଶବ୍ଦ, ଆପଣମାନେ ସମସ୍ତେ ଶୁଣିଥିବେ ବାଉରୀ ବନ୍ଧୁ। ଆମେ ଯଦି ଏଠି ଖୋଜିବା, ବାଉରୀ ବନ୍ଧୁ ଶବ୍ଦଟି ଆମେ ପାଇବା ନାହିଁ। ଏଠି ଆସିବ ନାହିଁ ବାଉରୀ ବନ୍ଧୁ ଶବ୍ଦଟି। କାହିଁକି ଆସୁନାହିଁ? ବାଉରୀ ବନ୍ଧୁ ହଉଛି ଦୁଇଟି ଶବ୍ଦର ସମଷ୍ଟି, ବାଉରୀ ଏବଂ ବନ୍ଧୁ। ତେଣୁ ଆମେ ଯଦି ବାଉରୀ ଖୋଜିବା ଏବଂ ବନ୍ଧୁ ଖୋଜିବା, ଆମେ ହୁଏତ ସେଇ ଦୁଇଟି ଶବ୍ଦରୁ କିଛି ଗୋଟେ ତାର ଶବ୍ଦାର୍ଥ ଗୋଟେ କାଢିପାରିବା। କିନ୍ତୁ ଆମେ ଯଦି ସିଧା ଖୋଜିବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାଉରୀ ବନ୍ଧୁ ଆପଣ କହିବା ନାହିଁ। ତ ଏଭଳି ଆମେ କାଲି ଗୋଟେ ଆପ୍ କରିପାରିବା କି, ଯିଏ ଆମେ ଯୋଉଠି ବାଉରୀ ବନ୍ଧୁ ଲେଖିଲେ, ସେ ଆମକୁ ତାର ଗୋଟେ ଶବ୍ଦାର୍ଥ ତିଆରି କରିକି ଦେଇପାରିବ। ସେଇଠି ହଉଛି ଆଗାମୀ ପଦକ୍ଷେପ। ସେଇଠି ହଉଛି ଡିଜିଟାଇଜେସନ ଆମେ ଯୋଉଠିକି ଯିବାକୁ ଚାହୁଁଛୁ। ବର୍ତ୍ତମାନ ଆମେ ଅଛୁ ଏଇ ଷ୍ଟେଜରେ। ଆମ ପାଖରେ ଅନେକ ଶବ୍ଦ ସମାହାର ଅଛି, ଆମ ଶବ୍ଦ ଗୁଡିକ ଅଛି ଯୋଉଗୁଡିକ ବେସିକ ଫର୍ମରେ ଅଛି। ଆମେ ବର୍ତ୍ତମାନ ତାର ନେକ୍ସଟ ଲେଭଲକୁ ଯାଉଛୁ। ଆମେ ତାକୁ କଣ୍ଟେକ୍ସଟ ରିଲେଟେଡ କରିବୁ ଏବଂ ସେଇ ଶବ୍ଦର ସମଷ୍ଟି ନେଇକି, ସେଇ ତାର ମର୍ଫୋଲୋଜିକାଲ ଭ୍ୟାରିଏସନ, ତାର କନଜଙ୍କସନ୍ସ, ସବୁ ଗୁଡିକ ନେଇକି ଏଟିମୋଲୋଜିକାଲ ଆନାଲିସିସ୍, এই ସବୁ ଗୁଡିକ ଆମେ କିପରି ଭାବରେ ୟୁଜ କରିପାରିବା ଏବଂ କେମିତି ଅନ୍ୟାନ୍ୟ ଡିଜିଟାଲ ଆପ୍ଲିକେସନ ତାକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ବ୍ୟବହାର କରିପାରିବେ, ସେ ହଉଛି ଆମର ଲକ୍ଷ୍ୟ। ସେଇ ହିସାବରେ କାମ କରିବା ପାଇଁ ଆଗକୁ ଭାବିଛୁ। ସୋ ଏଇଠି ମୁଁ ରହୁଛି। ଆପଣମାନେ 30 ମିନିଟ୍ କହିଥିଲେ, ସୋ ଏଇଠି ରହୁଛି ଏବଂ ବର୍ତ୍ତମାନ ଯଦି କିଛି କ୍ୱେଶ୍ଚନ୍ସ ଅଛି ମୁଁ ଚେଷ୍ଟା କରିବି ଆନ୍ସର ଦେବା ପାଇଁ। ଧନ୍ୟବାଦ ସାର୍, ବହୁତ ସୁନ୍ଦର ଲାଗିଲା ଆପଣଙ୍କର ଯେଉଁ ପ୍ରେଜେଣ୍ଟେସନଟା। ତେବେ ମୁଁ ପ୍ରୀତାଙ୍କୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପାଇଁ କଣ୍ଟ୍ରୋଲ ଦେବା ପୂର୍ବରୁ ମୁଁ ଦୁଇଟି ତିନୋଟି କଥା କହିବା ପାଇଁ ଚାହୁଁଛି ଯେ ଆମ ଗହଣରେ ବର୍ତ୍ତମାନ ଅଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ ମହାନ୍ତି। ମୁଁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହିଁବି। ତାଙ୍କ ଯୋଗୁଁ ହିଁ ଆଜିର ଏଇ ଯେଉଁ କାର୍ଯ୍ୟକ୍ରମଟି ସମ୍ଭବ ହୋଇପାରିଛି। ବୈଷ୍ଣବ ମହାନ୍ତି ସାର୍ ନମସ୍କାର। ଆପଣଙ୍କର ଭିଡ଼ିଓ ଟିକେ ଅନ୍ କରନ୍ତୁ ଏବଂ ଆପଣ ମତାମତ ଦିଅନ୍ତୁ। ଆପଣଙ୍କ ଯୋଗୁଁ ଆଜି ହିଁ ଆଜିର କାର୍ଯ୍ୟକ୍ରମଟା ହେଇପାରିଲା। ତେବେ ବୈଷ୍ଣବ ସାର୍ କହିବା ପୂର୍ବରୁ ଆଉ ଦୁଇଟି କଥା ମୁଁ କହିବା ପାଇଁ ଚାହୁଁଛି। ମୁଁ ମଝିରେ ମଝିରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବ୍ୟବହାର କରେ, କିନ୍ତୁ ଶେଷ ଥର ପାଇଁ ମୁଁ ଗୋଟେ ଏମିତି ସାର୍ ଏଇ ଯେଉଁ ପ୍ରେଜେଣ୍ଟେସନଟା ବନ୍ଦ କରିଦେଇ ପାରିବେ କି? ହେଲେ ଆମେ ସମସ୍ତଙ୍କୁ ହଁ, ଦେଖିପାରିବା ସ୍କ୍ରିନରେ। sure.
ହଁ ସାର୍ ନିଶ୍ଚୟ ଓକେ ଥ୍ୟାଙ୍କ ୟୁ। ମୁଁ ଅନୁରୋଧ କରିବି ସମସ୍ତେ ନିଜ ନିଜ ଭିଡ଼ିଓ କ୍ୟାମେରା ଅନ୍ କରନ୍ତୁ ତାହେଲେ ଆମେ ହ୍ୟାଣ୍ଡ ରେଜ୍ କଲେ ଆମେ ଜାଣିପାରିବା ଯେ କିଏ କହିବା ପାଇଁ ଚାହୁଁଛନ୍ତି ଆଇଦର ଆପଣ ସଫ୍ଟୱେରରେ ହ୍ୟାଣ୍ଡ ରେଜ୍ ବଟନ୍ ପ୍ରେସ୍ କରିପାରିବେ ବା ନିଜେ ଏମିତି ହାତ ଟେକି ପାରିବେ ତାହେଲେ ଆମେ ଆଲୋଚନାଟାକୁ ଆଗକୁ ନେବା ଆମ ଗହଣରେ ବହୁ ବିଶିଷ୍ଟ ଭାଷାବିତ୍ ଅଛନ୍ତି ସମସ୍ତଙ୍କୁ ମୁଁ ଆଶା କରୁଛି ସମସ୍ତେ ଇଏ କରିବେ ସାର୍ ବୈଷ୍ଣବ ମହାନ୍ତି ସାର୍ ଆପଣ ମାନେ ଟିକେ ଆଜ୍ଞା ନମସ୍କାର। ସାର୍ ନମସ୍କାର ଆପଣଙ୍କୁ ଧନ୍ୟବାଦ ସାର୍ ନମସ୍କାର। ଆପଣଙ୍କ ଯୋଗୁଁ ଆଜିର ନମସ୍କାର। କାର୍ଯ୍ୟକ୍ରମଟା ହେଇପାରିଲା। ନାଇଁ 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 ସେମିତି କଥା ନୁହେଁ। ସାନୁଜିତ ବାବୁଙ୍କ ସକାଶେ ହେଇଛି ଆଉ ଆପଣଙ୍କର ସେ ଆଗ୍ରହ ହେଲା ବଡ କଥା କାରଣ ଆମେ ତାଙ୍କଠାରୁ ବହୁତ କଥା ସେ ଅସଲ ମୂଳ ଲୋକ ସିଏ। ଆମେ ଆପଣ ଭାବିବେ ମୁଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କିଣିବା ପାଇଁ 40,000 45,000 ଟଙ୍କା ଯାଇଥିଲି ଜଣ ପାଖରୁ କିଣିବା ପାଇଁ କିଣି ପାରିନଥିଲି ଯାହାକୁ ସରକାର କରିପାରୁନଥିଲେ ଜଣେ ବ୍ୟକ୍ତିଗତ ଉଦ୍ୟମରେ କଲେ ଏବଂ ସେଥିପାଇଁ ମଧ୍ୟ ମୁଁ କେମିତି କୋଉଠୁ ସେ ପାଇବେ ତାକୁ ସଂଗ୍ରହ କରିକି ଆଣି ମୂଳ ଇଏ ବି ଯୋଗେଇଥିଲି ଯାହା ହଉଛି ନା କାହିଁକି ଏବେ ବର୍ତ୍ତମାନ ସମସ୍ତଙ୍କ ହାତରେ ପହଞ୍ଚାଇଛି ଗୋଟେ କମ ବଡ କଥା ନୁହେଁ। ଯେତେବେଳେ ଭାଷାଟାକୁ ବଞ୍ଚେଇବା ପାଇଁ ଯାହା କରିଛନ୍ତି ପ୍ରହରାଜ କେହି କରିବେ ନାହିଁ କେହି କରିପାରିବେ ନାହିଁ ମଧ୍ୟ ଏବେ ସାଧାରଣ ଗୋଟେ ଡିକ୍ସନାରୀ କରିବା ପାଇଁ ମଧ୍ୟ ହେଇପାରୁନି ସେ ଏଡେ ବଡ ଗୋଟେ କରି ଥୋଇ ଦେଇ ଯାଇଛନ୍ତି ଆମେ ତାଙ୍କ ପାଖରେ କୃତଜ୍ଞତା କଣ କି କୃତଜ୍ଞତାର ଭାଷା ନାହିଁ ଆମ ପାଖରେ ଯାହା ସାନୁଜିତ ବାବୁ ଯାହା କରିଛନ୍ତି ଏବଂ ସୃଜନିକା ନିଖିଲ ପଟ୍ଟନାୟକ ଯାହା କରୁଛନ୍ତି ସେମାନଙ୍କୁ ଆମେ କୃତଜ୍ଞତା ଜଣାଇ ଧନ୍ୟବାଦ ଜଣାଇବା ସେ ଅନ୍ତତଃ ଦେଖିପାରୁଛନ୍ତି ଗୋଟେ ଏତେ ବଡ ଆମ ପାଖରେ ଗୋଟେ ଭାଷାକୋଷ ଅଛି ବୋଲି ତ ଲୋକ ଦେଖିପାରୁଛନ୍ତି ଏବଂ ବର୍ତ୍ତମାନ ସାନୁଜିତ ବାବୁ ଯାହା କରିଛନ୍ତି ପକେଟରେ ଧରିକି ବୁଲିବେ ଆପଣ ମୋବାଇଲ ଧରିକି ବୁଲିବେ ଯେତେବେଳେ ଚାହିଁଲେ ଗୋଟେ କଣ ଶବ୍ଦ ଦେଖିବାକୁ ଦେଖିପାରୁଛନ୍ତି ତେଣୁ ସେମାନଙ୍କୁ କୃତଜ୍ଞତା ଜଣାଇବା କଥା ଆମେ କଣ କିଛି ନାହିଁ। ଧନ୍ୟବାଦ ଆଜ୍ଞା ଧନ୍ୟବାଦ। ଧନ୍ୟବାଦ ସାର୍ ସାର୍ ପୁଷ୍ପଶ୍ରୀ ଅପା ନମସ୍କାର ସୁନୀଲ କହୁଛି ମୁଁ ସୁନାବେଡାରୁ ପୁଷ୍ପଶ୍ରୀ ଅପାଙ୍କଠୁ ଆମେ ଶୁଣିବା। ଆଚ୍ଛା ତା ପୂର୍ବରୁ ମୁଁ ଆଉ ଗୋଟେ କଥା କହିବା ପାଇଁ ଚାହୁଁଛି ମୁଁ ଶେଷ ଥର ପାଇଁ ଯେତେବେଳେ ବ୍ୟବହାର କରିଥିଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମାଲେସିଆରେ ଯୋଉ ଆଜିକୁ 150 ବର୍ଷ ପୂର୍ବେ ଯୋଉ ଓଡ଼ିଆ ମାନେ ଯାଇଥିଲେ ସେମାନଙ୍କ ଭିତରୁ ମୁଁ ଅଲରେଡି ଦେଖୁଛି କିଛି ଜଣ ଆମ ସହିତ ଏବେ ବି ଅଛନ୍ତି ସେମାନଙ୍କ ସହିତ କଥା ହେଲା ବେଳେ ସେମାନେ ଗୋଟେ ଶବ୍ଦ ବ୍ୟବହାର କଲେ ନିବାଡ଼ ଏମିତି ଗୁଡ଼ାଏ ଶବ୍ଦ ସେମାନେ ବ୍ୟବହାର କଲେ ଗୋଟେ ଶବ୍ଦ ବ୍ୟବହାର କଲେ ନିବାଡ଼ ସେମାନେ ଯୋଉ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିଛନ୍ତି ମାଲେସିଆରେ ଆଜି ପର୍ଯ୍ୟନ୍ତ 150 ବର୍ଷ ପରେ ମୁଖ୍ୟ ଓଡ଼ିଶା ସହିତ କୌଣସି ଯୋଗସୂତ୍ର ନଥାଉଣୁ ବି ଆଜି ପର୍ଯ୍ୟନ୍ତ ସେମାନେ ଯୋଉ ଓଡ଼ିଆ ଭାଷାକୁ ସେଠି ବଞ୍ଚେଇ ରଖିଛନ୍ତି ତାଙ୍କ କଥାବାର୍ତ୍ତା ଭିତରେ ମୁଁ ଶୁଣିଲି ଗୋଟେ ଶବ୍ଦ ନିବାଡ଼ ମତେ ପ୍ରଥମେ ଲାଗିଲା ଯେ ଏଇଟା ବୋଧେ କୌଣସି ଗୋଟେ ଅପଭ୍ରଂଶ ଭାଷା ବା ଅନ୍ୟ କୌଣସି ଭାଷାରୁ ଆଣିକି ସେମାନେ ବ୍ୟବହାର କରୁଛନ୍ତି। ମୁଁ ଯେତେବେଳେ ଫେରି ଆସିଲି ଆସିକି ମୁଁ ଖୋଜିଲି ଯେ ନିବାଡ଼ ଶବ୍ଦର ମାନେଟା କ'ଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୁଁ ଖୋଜିଲି ମୁଁ ଦେଖିଲି ଯେ ନିବାଡ଼ ଶବ୍ଦର ହେଉଛି ପ୍ରବଳ ବା ବହୁତ ଅଧିକା କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଯୋଉ ପଏଣ୍ଟଟା କହିବା ପାଇଁ ଚାହୁଁଛି ଯେ ଓଡ଼ିଆ ଭାଷା ବିଷୟରେ ଯେତେବେଳେ ଆମେ ଆଲୋଚନା ମାନେ କରିବା ପାଇଁ ବସିଛନ୍ତି ସେତେବେଳେ ଆମେ ଏ ଦିଗ ପ୍ରତି ମଧ୍ୟ ସଚେତନ ହେବା ଦରକାର ଯେ ଓଡ଼ିଆ ଭାଷାର ଗୋଟେ ମୌଳିକ ରୂପ ମାଲେସିଆରେ ଏବେ ବି ବଞ୍ଚି ରହିଛି ଏବଂ ଆମ ସହିତ ଅଲରେଡି କିଛି ମାଲେସିଆନ ଓଡ଼ିଆ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଛନ୍ତି ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ବି କହିବା ସେମାନେ ତାଙ୍କର ମନ୍ତବ୍ୟ ରଖିବା ପାଇଁ ଆଉ ସେଇ ମାଲେସିଆ ଓଡ଼ିଆ ମାନଙ୍କର ଗୋଟେ ବହୁତ ବଡ଼ ଦାବି ଯେ ଧରନ୍ତୁ କେଶବ କୋଲି ଚୌତିଶା ହେଲା ବା ଯେକୌଣସି ଗୋଟେ ଓଡ଼ିଆ ପଦ୍ୟ ହେଲା ଯଦି ସେମାନେ ଓଡ଼ିଆ କଥାବାର୍ତ୍ତା ହେଉଛନ୍ତି କିନ୍ତୁ ଏତେ ବି ସେମାନଙ୍କର ଦକ୍ଷତା ନାହିଁ ଯେ ଓଡ଼ିଆର ଗୋଟେ ଜିନିଷଟା ସେମାନେ ସମ୍ପୂର୍ଣ୍ଣ ରୂପେ ବୁଝେଇ ପାରିବେ ବୋଲି ତ ସେମାନେ ଚାହାନ୍ତି ଏମିତି କିଛି ଗୋଟେ ବ୍ୟବସ୍ଥା ଯୋଉଥିରେ କି ସେମାନେ ସର୍ଚ୍ଚ କରିକି ଗୋଟେ ଇଂରାଜୀରେ ତାର ଗୋଟେ ମାନେଟା ସେମାନେ ବୁଝିପାରିବେ ବା ଆଉ ଟିକେ ସରଳ ଭାଷାରେ ସେଟା ବୁଝିପାରିବେ ତେଣୁ ସାର୍ ଆଶା କରୁଛି ସାର୍ ଆସନ୍ତା ଦିନରେ ଆପଣଙ୍କର କାର୍ଯ୍ୟ ଭିତରେ ଏଇଟା ବି ଗୋଟେ ରହିବ ଆଉ ଓଡ଼ିଆ ଭାଷା ଏଇଠି ଶିଖିବା ପାଇଁ ଆଜ୍ଞା ସାର୍ ଆମେ ଗଲା ପ୍ରାୟ ବର୍ଷେ ହେଇଗଲା ବୋଧେ ଆମେ ଅନଲାଇନରେ ଆଭାସୀ ମାଧ୍ୟମରେ ତାଙ୍କୁ ଓଡ଼ିଆ ଶିଖେଇବାର ବନ୍ଦୋବସ୍ତ କରିକି ବେଶ କିଛି ଲୋକ ସେଠି ବର୍ତ୍ତମାନ ଓଡ଼ିଆ ଭାଷାରେ ମାନେ ଲେଖି ପାରୁଛନ୍ତି ପଢ଼ି ପାରୁଛନ୍ତି ଏବଂ ତାଙ୍କର ଯୋଉ ପରୀକ୍ଷା ହେଲା ସେମାନେ ଲେଖିଲେ ଯେ ମୁଁ ଓଡ଼ିଆ ଆଉ ରସଗୋଲା ହଉଛି ଓଡ଼ିଶାର ଏଇଟା ହଉଛି ତାଙ୍କର ପରୀକ୍ଷା ହଁ ସେମାନେ ସେଥିରେ ପାସ୍ ବି ହେଲେ। ମୁଁ ଅନୁରୋଧ କରିବି ଆଜିର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଟା ପ୍ରୀତା ପରିଚାଳନା କରିବେ ପ୍ରୀତା ଆଜ୍ଞା ବହୁତ ପ୍ରୀତା ଧନ୍ୟବାଦ ଆପଣ ପୁଷ୍ପଶ୍ରୀ ମ୍ୟାଡାମକୁ କ'ଣ କହିବାକୁ ହଁ ପୁଷ୍ପଶ୍ରୀ ଅପା ଯାଉଥିଲେ ମୁଁ ନମସ୍କାର ଆପଣଙ୍କର ମତାମତ ନିହାତି ଆବଶ୍ୟକ। ଆକ୍ଚୁଆଲି 2004 ମସିହାରେ ଆମର ଡିଜିଟାଇଜେସନ କାମ ଆରମ୍ଭ କରିଥିଲୁ ଆମେ ସେତେବେଳେ ମାନେ ଯୋଉ ପ୍ରକାର ଯନ୍ତ୍ରପାତି ଡିଜିଟାଇଜେସନ ପାଇଁ ଦରକାର ଥିଲା ସେ ତ ଆମ ପହଞ୍ଚର ବହୁତ ବାହାରେ ଥିଲା ତ ଆମେ ଗୋଟେ ହାତ ତିଆରି ଯନ୍ତ୍ରରେ କରିଥିଲୁ ପ୍ରଥମେ 3ଟି ଭଲ୍ୟୁମ ବାହାର କରିଥିଲୁ ତାପରେ 2006 ନଭେମ୍ବର ମାସରେ ପୁରା 7ଟା ଯାକ ଭଲ୍ୟୁମ ଗୋଟେ ସିଡିରେ ଆମେ କରିଥିଲୁ
ସେଇ ସମୟରେ ମହେନ୍ଦ୍ର ମିଶ୍ର ଲାର୍କ ବୁକ୍ସ ସେମାନେ ବି ଭାଷାକୋଷ ଛପେଇବା ଆରମ୍ଭ କରିଥିଲେ। ତେବେ ପ୍ରହରାଜଙ୍କ ପରିବାରରୁ ଓକିଲ ନୋଟିସ ଆସିଥିଲା, ତ ତାଙ୍କୁ ବି ଆସିଥିଲା, ଆମକୁ ବି ଆସିଥିଲା। ଆମେ ସେଟାକୁ ଖାତିର କଲୁନି ହେଇକି ତାପରେ ସେଇଟା ସିଡିରେ ମିଳୁଥିଲା। ତାପରେ ଆମର ଧୀରେ ଧୀରେ ଡିଜିଟାଇଜେସନ କାମଟା ବଢିଲା ପରେ ବର୍ତ୍ତମାନ ଆମେ 4ଟା ରୂପରେ ମାନେ ଆମ ୱେବସାଇଟ ହେଲା 2017 ମସିହାରେ ଆମେ ଓଡିଆ ବିଭାଗ ୱେବସାଇଟ ଆରମ୍ଭ କଲୁ। ସେଥିରେ ଯୋଉ ରଖିଲୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସେଇଟା ଆମର 3ଟା ରୂପରେ ଆମେ ରଖିଥିଲୁ। ଗୋଟେ ହଉଛି ଜଣେ ଚାହିଁଲେ 7ଟା ଯାକ ଭଲ୍ୟୁମ ଆପଣ ଡାଉନଲୋଡ କରିପାରିବେ। ଦ୍ୱିତୀୟ ହଉଛି ଯେମିତି ସାନୁଜିତ ଭାଇ ଦେଖେଇଲେ ପେଜ ବାଇ ପେଜ ଆପଣ ଦେଖେଇ ପାରିବେ, କିନ୍ତୁ ଏଗୁଡା ହଉଛି ସବୁ ପିଡିଏଫ। ତୃତୀୟ ହଉଛି ଯୋଉ ଚିକାଗୋ ୟୁନିଭରସିଟି ଯୋଉ ଟାଇପ କରିଥିଲେ, ସେମାନେ ପ୍ରକୃତରେ ବମ୍ବେର ଗୋଟେ ଗ୍ରୁପକୁ ଦେଇଥିଲେ ଟାଇପିଂ କରିବା ପାଇଁ। ଅଜସ୍ର ଭୁଲ ତା ଦେହରେ ଥିଲା। ଆମେ ଯେତେବେଳେ ଦେଖିଲୁ ସେଟା ଅଲରେଡି ସାନୁଜିତ ଭାଇ କହିସାରିଛନ୍ତି ଯେ କେତେ ଭୁଲ ଥିଲା। ତାପରେ ଆମେ ଯେତେବେଳେ ନେକୁ ଜଣେଇଲୁ, ସିଏ କହିଲେ ଆମର ଏଠି ଓଡିଆ ପଢିଲା ବାଲା କେହି ନାହାନ୍ତି, ଆପଣ ଏଇଟା ନେଇଯାଆନ୍ତୁ, ଯାହା କରିପାରିବେ। ତ ସେମାନେ ଆମକୁ ର ମ୍ୟାଟେରିଆଲ ତକ ସବୁ ଦେଇଦେଇ ର ଡାଟା ତକ ପଠେଇ ଦେଇଥିଲେ। ଆମେ 4 ବର୍ଷ କାଳ ଲାଗି ତାକୁ ପୁରା ପୁରି ଆମେ ସେଇଟାକୁ କରେକ୍ସନ କଲୁ। ତଥାପି ବି ଆମେ ଭାବୁଛୁ ଯେ କିଛି ଭୁଲ ରହିଯାଇଛି ଏବଂ ରହିଯାଇଛି ମଧ୍ୟ। ଆମେ ଏଇନା ସେଇଟାକୁ ପୁନଃ ସଂଶୋଧନ ଆଉ ଥରେ କରୁଛୁ। ସେଇଟା ତ 2022 ମସିହାରେ ଆମର ପୁନଃ ସଂଶୋଧନ ସରିଲା। ତାପରେ ସାନୁଜିତ ଭାଇଙ୍କର ମୋବାଇଲରେ ଅଛି, ତେଣୁ ଆପଣ 4ଟା ରୂପରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡିଆ ବିଭବରେ ପାଇପାରିବେ। ଶୁଣାଯାଉନି ମୁଁ ବହୁତ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖେଇବି, ଯୋଉ ସୁନୀଲ ବାବୁ କହିଲେ ଏଇ ଡିସ୍କସନ ସରୁ, ତାପରେ ମୁଁ ଆଉ ଗୋଟେ ଜିନିଷ ଆପଣଙ୍କୁ ମଧ୍ୟ ଦେଖେଇବି, ଯୋଉଟା ଆମର ଆଗାମୀ ପଦକ୍ଷେପ ହବାକୁ ଯାଉଛି। ବହୁତ ଧନ୍ୟବାଦ ମ୍ୟାଡ଼ାମ। ନିହାର ଶତପଥୀ ସାର୍, ଆପଣ ପ୍ରଥମେ ଆପଣଙ୍କ କ୍ୱେଶ୍ଚିନ୍ଟା ରଖନ୍ତୁ, ତାପରେ ଆର୍ କେ ବିଶ୍ୱାଳ ସାର୍। ଆଜ୍ଞା। ନମସ୍କାର। ଆଜି ସାନୁଜିତ ବାବୁଙ୍କର ଉପସ୍ଥାପନା ବହୁତ ଉପଯୋଗୀ ଥିଲା। ସିଏ ବର୍ତ୍ତମାନ ଭେରି ରିସେଣ୍ଟଲି ମାନେ ବୋଧେ ମାସେ କି 1.5 ମାସ ଭିତରେ ପ୍ଲେ ଷ୍ଟୋରରେ ଗୋଟେ ନୂଆ ଆପ୍ ଲଞ୍ଚ କରିଛନ୍ତି, ଯୋଉଟା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଜି ପର୍ଯ୍ୟନ୍ତ ଆମେ ଯୋଉଟା ବ୍ୟବହାର କରୁଥିଲେ ଶିକାଗୋ ୟୁନିଭରସିଟିର ୱେବସାଇଟରୁ ସମସ୍ତେ କରି ଆସୁଛନ୍ତି, ସେଇ ତାକୁ ଆଉ ଗୋଟେ ନେକ୍ସଟ ଲେଭେଲକୁ ନେଇ ଯାଇଛନ୍ତି। ସେଇଟା ହଉଛି ମୂଳ କଥା। କିନ୍ତୁ ମୁଁ ଆଉ ଗୋଟେ କଥା କହିବାକୁ ଚାହୁଁଛି, ଯୋଉଟା ସିଏ ମଧ୍ୟ କହିବା ଉଚିତ ଥିଲା, ଯେ କେବଳ ଆପ୍ ନୁହେଁ, ଯୋଉମାନେ ଆପ୍ ଡାଉନଲୋଡ ନ କରି ପାରୁଛନ୍ତି ସେମାନେ ଡାଇରେକ୍ଟ ୱେବସାଇଟରୁ ମଧ୍ୟ ଯୋଉଟା ହଉଛି ଭାଷାକୋଷ.online, ସେଇ ସାନୁଜିତ ବାବୁଙ୍କର ସେମ୍ କଣ୍ଟେଣ୍ଟ ଦେଖିପାରିବେ। ଏଇଟା କାହିଁକି ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ସମସ୍ତେ ଏଇ ସାଇଟକୁ ଯାଇକିରି ନିଜର ଶବ୍ଦ ଖୋଜନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ, ଯେ ଏଇଟା ଯଦି ଆମେ ସମସ୍ତେ କରିବା ତାହେଲେ ଗୁଗୁଲରେ ସର୍ଚ୍ଚରେ ସେଟା ଆସିଯିବ। ମୁଁ ଦେଖୁଥିଲି ଯେ ପ୍ରାୟ 10 ଦିନ ତଳେ ଏଇଟା ଗୁଗୁଲ ସର୍ଚ୍ଚରେ ଆସୁନଥିଲା। ଯଦି ଆମେ ସମସ୍ତେ ଏଇଟା ବାରମ୍ବାର ୟୁଜ କରିବା ଏ ଲିଙ୍କଟାକୁ, ଆମର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୱେବସାଇଟ ଆଉ ଆପ୍ କରିଛନ୍ତି ସାନୁଜିତ ବାବୁ, ଏଇଟା ଆମର ସର୍ଚ୍ଚରେ ଆସିଯିବ। ଏବଂ ଆଜି ମୁଁ ଟିକେ ଜାଣିବାକୁ ଚାହିଁବି ସାନୁଜିତ ବାବୁଙ୍କଠୁ, ଯେ ଆପଣ ଏ ଯୋଉ ଆପ୍ ବର୍ତ୍ତମାନ କରିଛନ୍ତି, ଏଇଟା ପୂର୍ଣ୍ଣାଙ୍ଗ ନା ବର୍ତ୍ତମାନ ଆହୁରି କିଛି ଏଥିରେ ୟାର ଲୁକରେ ପ୍ରେଜେଣ୍ଟେସନରେ ଆହୁରି କିଛି ଶବ୍ଦ ତ ଆପଣ କହିଲେ, ଶବ୍ଦ ଯୋଡ଼ିବେ କଣ ହଁ ସେଇଟା ଫଙ୍କସନାଲିଟି କଥା, ଆଉ କଣ ନୂଆ ଜିନିଷ ଯୋଡ଼ିବାକୁ ଯାଉଛନ୍ତି ଏବେ ଆପରେ? ଆଜ୍ଞା, ଧନ୍ୟବାଦ ନିହାର ବାବୁ, ଆପଣ ଗୋଟେ ଭଲ ସୁନ୍ଦର ପଏଣ୍ଟ ଗୋଟେ ଉପସ୍ଥାପନା କଲେ, ଯୋଉଟା ମୁଁ ଟୋଟାଲି ଭୁଲି ଯାଇଥିଲି। ଏଇଟା ହଉଛି ଯେ ଆଗରୁ ଆମେ ଯେତେବେଳେ ପ୍ରଥମ ଷ୍ଟେପ ଆମର ଥିଲା ଯେ ଏଇଟିକୁ ମୋବାଇଲ ଜରିଆରେ ଆମେ ଦେଖୁଛୁ, ଆମେ ଯେତେବେଳେ ମୋବାଇଲ ଜରିଆରେ ଗୋଟେ ଆପ୍ ୟୁଜ କରୁ, ଆମେ ବେସିକାଲି ଇଣ୍ଟରନେଟରେ ଯାଉନାହିଁ। ଆମର ଆପ୍ଟି ସିଧା ଡାଟାବେସରୁ ଡାଟାଟି ନିଏ, ତେଣୁ ଆମେ ଆଉ ଇଣ୍ଟରନେଟରେ ଜିନିଷ ଗୁଡ଼ିକ କିଛି ଯାଏ ନାହିଁ। ଯେହେତୁ ଆମେ ଇଣ୍ଟରନେଟରେ ଯାଉନା, ସେଥିପାଇଁ ଗୁଗୁଲର ଯେତେ ସର୍ଚ୍ଚ ଇଞ୍ଜିନ ଅଛି ବା ଯୋଉଥିରେ ଜିନିଷ ଗୁଡ଼ିକ ମୁଁ ଅନୁରୋଧ ଦେଖାଯାଏ। କରିବି ଯୋଉମାନେ କଥା କହୁନାହାନ୍ତି ଦୟାକରି ନିଜ ମାଇକ୍ରୋଫୋନଟି ବନ୍ଦ ରଖିବେ, ପ୍ରଶ୍ନ ପଚାରିଲା ବେଳକୁ ଅନ୍ କରିବେ, ତାପରେ ବନ୍ଦ କରିଦେବେ, ନହେଲେ ଟିକେ ଡିଷ୍ଟର୍ବାନ୍ସ ହବ। ସାର୍ କୁହନ୍ତୁ ସାର୍। ତ ସେଇ ଜିନିଷଟି ଆମେ ଅନୁଭବ କଲୁ ଯେ ଆମେ ଯେତେବେଳେ 2018-19ରେ ଯୋଉ ମୋବାଇଲ ଆପଟି କରିଥିଲୁ, ସେତେବେଳେ ଲୋକ ଡାଉନଲୋଡ କରୁଥିଲେ, କିନ୍ତୁ ତାପରେ ଆମେ ଦେଖିଲୁ ଯେ ତଥାପି ଆମର ଗୁଗୁଲ ସର୍ଚ୍ଚ ଇଫେକ୍ଟିଭ ହଉନାହିଁ। ସୋ ସେଇ ଜିନିଷଟାକୁ ଆମେ କେମିତି ଦୂର କରିବା, ସେଇ ଇଏରେ ଆମେ କଣ କରୁଛୁ ବର୍ତ୍ତମାନ, ଯେ ଆପଣ ଯେତେବେଳେ ଗୋଟେ ଶବ୍ଦ ସର୍ଚ୍ଚ କରିବେ, ସେଇ ଶବ୍ଦଟି କୌଣସି ଜାଗାରେ ଗୋଟେ ତାର ଗୋଟେ ଫୁଟପ୍ରିଣ୍ଟ, ଡିଜିଟାଲ
ଫୁଟପ୍ରିଣ୍ଟ କହନ୍ତି, ସେ ଗୋଟେ କୋଉଠି ଛାଡି ଯାଉଛି। ସେଇ ଫୁଟପ୍ରିଣ୍ଟ ଗୁଡିକ ଯେତେବେଳେ ଗୁଗଲ ତାର ନିଜସ୍ୱ ସର୍ଚ୍ଚ ଇଞ୍ଜିନ ଯେତେବେଳେ ଚାଲିଛି, ସେ ସର୍ଚ୍ଚ ଇଞ୍ଜିନ ଏଗୁଡିକ ଟେକ୍ନିକାଲ ଜିନିଷ ମୁଁ ସରଳ ଭାବରେ କହିବାକୁ ଚେଷ୍ଟା କରୁଛି, ତେଣୁ ସାମାନ୍ୟ ଓଭର ସିମ୍ପ୍ଲିଫିକେସନ ହେଇଥାଇପାରେ। ତ ଏବେ ଆମେ ଯୋଉଠି କରିଛୁ ଏଥିରେ ଆମେ ଡେଲିବରେଟଲି ବା ଆପଣ କହିପାରନ୍ତି ଜାଣି ଶୁଣି ଆମେ ସେଇ ଶବ୍ଦ ଗୁଡିକୁ ଗୁଗୁଲ ସାମ୍ନାକୁ ନଉଛୁ। ତେଣୁ ଯେତେ ଅଧିକ ଲୋକ ଆପ୍ ଟିକୁ ୟୁଜ କରିବେ, ସେଇ ଜିନିଷ ଗୁଡିକ ସେତେ ଧୀରେ 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 ସମସ୍ତଙ୍କ ଆଖି ଆଗକୁ ଆସିବ। କିଛି ଦିନ ପରେ ଏପରି ଜିନିଷ ଏପରି ହବ ଯେ ଆପଣ ସିଧା ଯଦି ଗୋଟେ ଓଡିଆ ଶବ୍ଦ ଲେଖିବେ, ଯେ ଭାଷାକୋଷ ସିଧା ଆପଣ ଗୁଗୁଲ ସର୍ଚ୍ଚ ରେ ଲେଖିବେ, ସୋ ସିଏ କଣ କରିବ ନା, ସିଏ ସିଧା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସେଠିକୁ ଫେଚ୍ କରିବ, ଆଣିକି ଆପଣଙ୍କୁ ଦେଖେଇବ। ସୋ ଦ୍ୟାଟ ସେଇ ଲକ୍ଷ୍ୟରେ ଆମେ ଅଛୁ। ଏଇଟା ହଉଛି ଗୋଟେ ଜିନିଷ। ଏଇଟା ସେଇଥିପାଇଁ ଆମେ ଚାହୁଁଛୁ ଯେ ଲୋକ ଜାଣନ୍ତୁ ଏବଂ ଲୋକ ଅଧିକରୁ ଅଧିକ ୟୁଜ କରନ୍ତୁ। ବର୍ତ୍ତମାନ ଆପଣ ଆପ୍ ଥ୍ରୁରେ ୟୁଜ କରନ୍ତୁ ବା କମ୍ପ୍ୟୁଟର ଥ୍ରୁରେ ୟୁଜ କରନ୍ତୁ, ସବୁବେଳେ ତାର ଗୋଟେ ଡିଜିଟାଲ ଫୁଟପ୍ରିଣ୍ଟ ଯାଉଛି ଗୁଗୁଲ ପାଖକୁ। ଦ୍ୟାଟ୍ ଇଜ କଣ୍ଟିନ୍ୟୁଅସ୍। ତେଣୁ ଆଜି 5,000 ଡାଉନଲୋଡ ଲୋକ କରିଛନ୍ତି, 5,000 ଲୋକ ୟୁଜ କରୁଛନ୍ତି, କିନ୍ତୁ କାଲି ଯଦି 10,000 ଲୋକ ୟୁଜ କରିବେ ବା 20,000 ଲୋକ ୟୁଜ କରିବେ, ତେବେ ଆମର ଜିନିଷଟି ଯାହାକୁ କହନ୍ତି ଆମେ ଜିନିଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପ୍ରକୃତରେ ଆମେ ବିଶ୍ୱ ଦରବାରକୁ ଆଣିପାରିବା। ଏଇ ହଉଛି ଗୋଟେ ଆଭିମୁଖ୍ୟ। ଆଉ ଅନ୍ୟ ଜିନିଷଟି ହଉଛି ଯେ ମୁଁ ଯାହା କହିଲି, ବର୍ତ୍ତମାନ ଆମେ ଅନେକ ଜିନିଷ ଅଛି ଯୋଉଗୁଡିକ ଶବ୍ଦର ମର୍ଫୋଲୋଜିକାଲ ଚେଞ୍ଜେସ୍ ଅଛି ବା ଶବ୍ଦର ଗୋଟେ କମ୍ପାଉଣ୍ଡ ଶବ୍ଦ ଗୋଟେ ଅଛି। ସେଇ ଶବ୍ଦ ଗୁଡିକ ଆମକୁ କୌଣସି ଡିକ୍ସନାରୀ ଦେଇପାରିବ ନାହିଁ। ମୁଁ ଆପଣଙ୍କୁ ଦେଖଉଛି, ସେଇଟା ହେଲେ ଆପଣ କହିପାରିବେ। ଏଇଟା ପ୍ରୋବାବ୍ଲି ନିୟର ବାବୁ ଆପଣଙ୍କ କ୍ୱେଶ୍ଚିନ୍ ର ଆନ୍ସର ଏଇଟା ଦବ। ଦେଖିବା, ମୁଁ ସେୟାର କରୁଛି, ସ୍କ୍ରିନ୍ ସେୟାର କରୁଛି, ଦେଖିବେ। ତ କୋଉଟା ଆମର ଯୋଉ ଆପଣଙ୍କ ଏଇଠିକୁ ମୁଁ ଏଇଠି ସମ୍ପୂର୍ଣ୍ଣ ମୋର ପରିକଳ୍ପନା, ଏପର୍ଯ୍ୟନ୍ତ ଏଇଠି ମୋ ପରିକଳ୍ପନାରେ ଏହି ଅଛି। ଏଇଠି ହଉଛି ୟାର ନାଁ ମୁଁ ଜାଣି ଶୁଣିକି ଦେଇଛି ଅର୍ଦ୍ଧଚନ୍ଦ୍ର। ଅର୍ଦ୍ଧଚନ୍ଦ୍ର କାହିଁକି ନା, ଏ ଆପଣଙ୍କୁ ସମ୍ପୂର୍ଣ୍ଣ ଇନଫର୍ମେସନ ଦବ ନାହିଁ, କିନ୍ତୁ ଆପଣଙ୍କୁ ଏମିତି ଇନଫର୍ମେସନ ଦବ ଯୋଉଗୁଡିକ ଆପଣଙ୍କୁ ଆକର୍ଷିତ କରିବ ପୂର୍ଣ୍ଣଚନ୍ଦ୍ର ଆଡକୁ। ଯଥା ଆମେ ଦେଖିବା ବାଉରୀ ବନ୍ଧୁ, ଆମେ ଦେଖିଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାଉରୀ ବନ୍ଧୁ ଲେଖିଲେ ଶବ୍ଦଟି ଆସୁନାହିଁ। ଆମେ ଏଥିରେ ଦେଖିବା ପୂର୍ଣ୍ଣଚନ୍ଦ୍ର, ଏତେ ଦେଖିବା ବାଉରୀ ବନ୍ଧୁ। ମୁଁ ଓଡିଆରେ ଟାଇପ କରୁଛି, ଏତେ ସୁବିଧା ହବ। ବାଉରୀ ବନ୍ଧୁ ଯୋଉ ଶବ୍ଦଟି ଦେଖିଥିଲେ, ଇଏ ହଉଛି ଆମର ବାଉରୀ ବନ୍ଧୁ। ଆଉ ଏଥିରେ ଆପଣ ଆଉ ଗୋଟେ ପ୍ରସଙ୍ଗ ଯୋଉଟା ଉଠେଇଲା ସୁନିଲ ବାବୁ, ଯେ ଆମେ ଓଡିଆ ଯୋଉମାନେ ଓଡିଆ କହୁନାହାନ୍ତି, ମାଲେସିଆର ଓଡିଆ ଯୋଉମାନେ ଅଛନ୍ତି, ସେମାନେ ଦକ୍ଷ ନୁହନ୍ତି, ସେମାନେ କେମିତି ପଢିପାରିବେ ଗୋଟେ ଓଡିଆ ଶବ୍ଦର ମିନିଂ, ସେମାନେ କେମିତି ଦେଖିପାରିବେ? ସୋ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏଠିକୁ ରଖିଛୁ ଯେ ଇଂରାଜୀରେ ଇନଫର୍ମେସନଟି ଆସିବ। ତେଣୁ ନନ୍ ଓଡିଆ ହେଲେ ମଧ୍ୟ, ଧରନ୍ତୁ ମାଲେସିଆ ଓଡିଆ, ସେମାନେ ଇଂରାଜୀରେ ପଢିପାରିବେ ଏବଂ ସେମାନେ ଇଏ କରିପାରିବେ। ବର୍ତ୍ତମାନ ଦେଖନ୍ତୁ, ବାଉରୀ ବନ୍ଧୁ ଜିନିଷଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନାହିଁ। କାହିଁକି ନାହିଁ ନା, ୟାର ଦୁଇଟି ଜିନିଷ ହଉଛି, ୟାର ହଉଛି ବାଉରୀ ଏବଂ ବନ୍ଧୁ। ବାଉରୀ ଗୋଟିଏ ଶବ୍ଦ ଆଉ ବନ୍ଧୁ ଗୋଟିଏ ଶବ୍ଦ, ଆଉ ତାର ଏଟିମୋଲୋଜିକାଲ ଆଉ ତାର ପୋଏଟିକ ଇଣ୍ଟରପ୍ରିଟେସନ ଅଛି। ତେଣୁ ଏଇ ଯୋଉ ଜିନିଷଟି ହଉଛି କେମିତି ନା, ୟା ପଛରେ ଗୋଟେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଗୋଟେ ଇଞ୍ଜିନ ଅଛି। ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯେତେବେଳେ ଦେଖୁଛି ଯେ ଆପଣ ଗୋଟେ ଶବ୍ଦ ଖୋଜିଲେ ବାଉରୀ ବନ୍ଧୁ ଶବ୍ଦଟି ମିଳିଲା ନାହିଁ, ସେଠୁ ତାକୁ ଭାଙ୍ଗିବାକୁ ଚେଷ୍ଟା କଲା। ସେଥିରେ ଗୋଟେ ଆମର ଲିଙ୍ଗୁଇଷ୍ଟିକ୍ସ ରେ ଗୋଟେ ଅଛି ଷ୍ଟେମିଂ ହୁଏ ଏବଂ ରୁଟ ଫର୍ମ ଗୋଟେ କ୍ୟାଲକୁଲେସନ ହୁଏ। ସେଇ ସବୁ ଟେକ୍ନିକ ୟୁଜ କରିକି ସେ ଫାଇନାଲି ଡିସାଇଡ କରୁଛି ଯେ ଆରେ ଶବ୍ଦଟି ହଉଛି ବାଉରୀ ଏବଂ ବନ୍ଧୁ, ଏବଂ ଦୁଇଟି ଶବ୍ଦର ମିଶ୍ରଣ କରି ସେ ଆପଣଙ୍କୁ ଗୋଟେ ତା ନିଜର ଇଣ୍ଟରପ୍ରିଟେସନ ଗୋଟେ ଦଉଛି, ବାଉରୀ ବନ୍ଧୁ। ଏଇ ଜିନିଷଟି ହଉଛି ବର୍ତ୍ତମାନ ନେକ୍ସଟ ଫ୍ରଣ୍ଟିୟର। ଏଇ ଜିନିଷଟି ଆମେ ହୁଏତ ଜଗନ୍ନାଥଙ୍କ କୃପାରୁ ଆଉ ବର୍ଷେ 1.5 ବର୍ଷ ଭିତରେ ଆମେ ଆପଣଙ୍କ ପାଖକୁ ଆଣିପାରିବୁ।
ଆଉ ସେଥିପାଇଁ ଉପରେ ଆପଣ ଦେଖିଛନ୍ତି ଯେହେତୁ ଏଥିରେ ଗୋଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାଗିଛି, ସୋ ଏଥିରେ ଗୋଟେ ଡିସକ୍ଲେମର ଗୋଟେ ଦିଅନ୍ତି। ଡିସକ୍ଲେମର କାହିଁକି ଦିଅନ୍ତି ନା ଅନେକ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭୁଲ କରେ। ସବୁବେଳେ ନୁହେଁ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପଣଙ୍କୁ ସତ କଥା କହିବ, କାରଣ ୟା ଭିତରେ ଗୋଟେ ଇମାଜିନେସନ ଆସେ, ଗୋଟେ କନକସନ ଆସେ। ତ ସେଥିପାଇଁ ଗୋଟେ ଟ୍ୟାଗ ଲାଇନ ଅଛି ଯୋଉଟା ଆପଣଙ୍କୁ କହୁଛି ଯେ ଏଇ ଜିନିଷଟି ଏଆଇ ଦ୍ୱାରା ତିଆରି ହେଇଛି, ତେଣୁ ବି ୱାଇ। କିନ୍ତୁ ଆପଣଙ୍କର ଯାହା ଅନୁଭବ ଥିବ ଏ ଉପରେ, ଅନେକ କେସରେ ଏଆଇ ଇଜ କ୍ୱାଇଟ ଡିପେଣ୍ଡେବଲ, ନିର୍ଭରଯୋଗ୍ୟ ଭାବେ ଦେଇପାରିବ, ତଥ୍ୟ ଦେଇପାରିବ। ଏବଂ ଆମେ ଆକୁ ଯଦି ଆଉ ପଲିସ କରିବା, ସାର୍ ଏଇଥିରେ ତେଣୁ ଯଦି ଆମେ ମୁଁ ଆଶା ଗୋଟେ କରୁଛି ଗୋଟେ ପ୍ୟାସେଜ ବର୍ଷ ଓଡିଆରେ ଭିତରେ ଗୋଟେ ପ୍ୟାସେଜ ଯଦି ଦବା, ଇଏ ତାକୁ ଇଣ୍ଟରପ୍ରେଟ କରିପାରିବ ମାନେ? ଏବେ ଏବେ ସୁନୀଲ ବାବୁ ଏଇ ଜିନିଷଟି ମୁଁ ଆପଣଙ୍କୁ ଦେଖିଲି ଟୋଟାଲି ମାନେ ମୋର ପରିକଳ୍ପନାରୁ ଏଇଠି ରିଏଲାଇଜେସନ ର ରୂପ ନଉଛି। ସାର୍ ଧୀରେ ଧୀରେ ଆ ଉପରେ କାମ ଚାଲିଛି ଏବଂ ୟା ପଛରେ ଯାହା ଯେତିକି ଆମକୁ ଡାଟା ଦରକାର ଏବଂ ଯାହା ଇଏ ହବ ସେଗୁଡିକ ଆମେ ଏଗୁଡିକ ଫୁଲ କମ୍ପ୍ଲିଟ ନୁହେଁ। ଦିସ୍ ନଟ୍ ଏ ଫିନିଶ ପ୍ରଡକ୍ଟ। ମୁଁ ଆପଣଙ୍କୁ ଗୋଟେ ଜଷ୍ଟ କାଲି ଗୋଟେ ଜଷ୍ଟ ଟୁ ଗିଭ୍ ୟୁ ଏ ଟେଷ୍ଟ ମୁଁ ଆପଣଙ୍କୁ ଦେଖେଇଲି। ସୋ ଏଇଠୁ ଆପଣ ଯଦି ଦେଖିବେ, ସୋ ଏଇଠୁ ଆପଣ ଦେଖିପାରିବେ ଏବଂ ଏଇଠି ପୂର୍ଣ୍ଣଚନ୍ଦ୍ର ତାପରେ ଆପଣଙ୍କୁ ନେଇପାରିବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଡକୁ। ଏଇଠି ହଉଛି ଇଏ। ଚମତ୍କାର ସାର୍, ବହୁତ ଧନ୍ୟବାଦ। ତାପରେ ମୁଁ ଏବେ ପଞ୍ଚାନନ ମହାନ୍ତି ସାର୍ଙ୍କର ହ୍ୟାଣ୍ଡ ରେସ୍ ଦେଖୁଛି, କିନ୍ତୁ ତାଙ୍କ ପୂର୍ବରୁ ଆର୍.କେ. ବିଶ୍ୱାଳ ସାର୍ଙ୍କର ହ୍ୟାଣ୍ଡ ରେସ୍ ଥିଲା। ତ ବିଶ୍ୱାଳ ସାର୍, ଆପଣ ଯଦି କହିବାକୁ ଚାହୁଁଛନ୍ତି ଆପଣ ପ୍ଲିଜ୍ ଗୋ ହେଡ୍, ତାପରେ ପଞ୍ଚାନନ ମହାନ୍ତି ସାର୍। ଆଜ୍ଞା। ନମସ୍କାର ସମସ୍ତଙ୍କୁ। ସାନୁଜିତ ସାର୍ ନମସ୍କାର। ବହୁତ ଭଲ ଲାଗିଲା ଯେ ଆପଣ ଏମିତି କାମ ବର୍ତ୍ତମାନ କରୁଛନ୍ତି। ମୁଁ ଗଲା ବର୍ଷ କିମ୍ବା 1.5 ବର୍ଷ ପୂର୍ବରୁ ଏ ବିଷୟରେ କଳିଙ୍ଗ ଇତିହାସରେ କହିଥିଲି ଯେ ଆମେ ଗୁଗୁଲରେ ଓଡ଼ିଆ କାହିଁକି ପାଉନୁ, ଆମେ ବିଭିନ୍ନ ଲାଙ୍ଗୁଏଜ ପାଉଛୁ କିନ୍ତୁ ଓଡ଼ିଆ ଭାଷାଟା ପାଉନୁ। ହୁଏତ ଆଉ କିଛି ଦିନ ପରେ ଆମେ ସେଇଟା ଦେଖିବାର ସୁଯୋଗ ମିଳିବ ଆମ ସମସ୍ତଙ୍କୁ। ଓଡ଼ିଆ ହିସାବରେ ନିଶ୍ଚିତ ଭାବେ ଆମେ ଗର୍ବ କରିବୁ ତାକୁ ଯେତେବେଳେ ଦେଖିବୁ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଓଡ଼ିଆ ଭାଷାରେ ଆସିବାଟା। ତା ସହିତ ଆମର କିଛି ଟେକ୍ନିକାଲ ଯୋଉ ଆମେ ବର୍ତ୍ତମାନ କହୁଛୁ ଯେ ନ୍ୟାସନାଲ ଏଜୁକେସନ ପଲିସି ହିସାବରେ ଆମେ ମାତୃଭାଷାରେ ବୈଷୟିକ ଶିକ୍ଷା ଦବୁ। ତେଣୁ ବୈଷୟିକ ଶିକ୍ଷା ପାଇଁ ମଧ୍ୟ ଆମର କିଛି ଦରକାର ଶବ୍ଦାର୍ଥ। ତ ସେଗୁଡିକ ଯଦି ଆମେ ଆଡ କରିପାରନ୍ତେ, ଯଦି ସ୍କୋପ ଅଛି ଆମେ ଆଡ କରିପାରନ୍ତେ, ତାହେଲେ ସେଇଟା ମଧ୍ୟ କିଛି ପରିମାଣରେ ଓଡ଼ିଆ ପ୍ରତି ପିଲାଙ୍କର ଆଗ୍ରହ ଆସିପାରିବ। ଆଉ ଗୋଟେ ହେଲା, ଆଜିକାଲି ସମସ୍ତେ ଇଂରାଜୀ ମିଡିୟମରେ ପଢୁଛନ୍ତି, ତେଣୁ ଯୋଉ ସର୍ଚ୍ଚଟା ଆମେ ଓଡ଼ିଆରେ କରୁଛେ, ଇଂରାଜୀରେ ସର୍ଚ୍ଚ କରିକି ଓଡ଼ିଆର ମିନିଂଟା ବାହାର କରିପାରିବେ ଯଦି ଆଜିକା ପିଲା, ତାହେଲେ ସେମାନଙ୍କ ପାଇଁ ମଧ୍ୟ ଟିକେ ସୁବିଧା ହବ ଓଡ଼ିଆଟା ବୁଝିବା। ଓଡ଼ିଆ ଘରେ ଜନ୍ମ ହେଇକି ଓଡ଼ିଆରେ ପାଠ ପଢି ନାହାନ୍ତି, ପିଲାଦିନୁ ଇଂଲିଶରେ ପଢିଛନ୍ତି, ତେଣୁ ସେମାନେ ଇଂଲିଶଟାକୁ ଚାହୁଁଛନ୍ତି ଓଡ଼ିଆରେ କଣ ତାର ମିନିଂ ହବ। ତା ସହିତ ଇଂଲିଶ ଓଡ଼ିଆ ମିକ୍ସ ଏଇ ଟାଇପର ଗୋଟେ, ଯେମିତି ଆପଣ ବର୍ତ୍ତମାନ ଦେଖେଇଲେ ଅର୍ଦ୍ଧଚନ୍ଦ୍ରରେ, ସେଇ ହିସାବରେ ଚାହୁଁଛନ୍ତି। ଆଉ ଗୋଟେ ହେଲା ପ୍ରଶ୍ନ ମୋର, ଆମର ଯେତେ ସବୁ ପୁରୁଣା ବହି ଅଛି, ଗୋଟେ ପ୍ରୋଜେକ୍ଟ ବିଷୟରେ ମୁଁ କଥାବାର୍ତ୍ତା କରୁଥିଲି ମୁମ୍ବାଇ ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କ ସାଙ୍ଗରେ। ତ ସେ କହିଲେ ଓଡ଼ିଆ ଭାଷାରେ କୌଣସି ଗୋଟେ ପର୍ଟିକୁଲାର ଶବ୍ଦ କେତେ ପୁରୁଣା ହେଇଛି ତାର ପ୍ରଚଳନଟା, ସେଟା କେମିତି ଜାଣିବା? ତ ସେମାନେ ମରାଠୀ ଲାଙ୍ଗୁଏଜରେ କରିଛନ୍ତି। ମତେ କହିଲେ ଆମେ ଗୋଟେ ସଫ୍ଟୱେର ତିଆରି କରିଛୁ, ଆପଣ ନିଅନ୍ତୁ, ସେଇଟାରେ ଆପଣ ସ୍କାନ କରିବେ ଆଉ ସେଇଟାରେ ସର୍ଚେବୁଲ ହବ। ମୁଁ ଯେତେବେଳେ PDF ଗୁଡାକ ସବୁ ସ୍କାନ କଲି, ସେ ସବୁ ଭୁଲ ଭଟକା ହେଇକି ବାହାରିଲା, ସିଏ ଆସିଲାନି, ଓଡ଼ିଆ ସ୍କ୍ରିପ୍ଟ ଆସିଲାନି ସାମ୍ନାକୁ। ମୁଁ କହିଲି ନା, ଏଇଟା ମୁଁ କରିପାରୁନି, କାହିଁକିନା ଏଥିରେ କିଛି ଦେଖୁ ହିଁ ନାହିଁ। କାହିଁକିନା ଆମ ପୁରୁଣା ବହି ଗୁଡାକରେ ଯୋଉ ଟାଇପର ସ୍କ୍ରିପ୍ଟ ସବୁ ଥିଲା ବର୍ତ୍ତମାନ ବଦଳି ଯାଇଛି, ତ କେତେଟାକୁ ସେ ପଢି ପାରିଲେନି। ବର୍ତ୍ତମାନର ଲେଖା ମଧ୍ୟ ସେ ଆଣିପାରିଲାନି, ତାକୁ ସର୍ଚେବୁଲ କରିକି ଆଣିପାରିଲାନି। ତ ଏଇ ବିଷୟରେ ଆମେ ଯଦି କାମ କରିପାରିବା, ଆଉ ଗୋଟେ ମୁଁ ଜାଣିପାରୁଛି ଆପଣଙ୍କ ପାଇଁ ପ୍ରଫେସନାଲ ମିଳିବା ମଧ୍ୟ ଅସୁବିଧା। ତେଣୁ ମୁଁ ମୋର ନିଜର ଗୋଟେ ଇଚ୍ଛା ଅଛି, ମୁଁ ମଧ୍ୟ କିଛି ଯୋଗଦାନ କରିବି। ଯଦି କେତେବେଳେ ଆପଣଙ୍କର ସାଙ୍ଗେ ମିଶି କାମ କରିବାର ସୁଯୋଗ ମିଳିଲା, ମୁଁ ନିଶ୍ଚିତ ଭାବେ ଯୋଗ ଦେବି ସେଥିରେ। ଆର୍.କେ. ଦେଖନ୍ତୁ ବିଶ୍ୱାଳ ସାର୍ ପଞ୍ଚାନନ NIT ବାବୁ, ରାଉରକେଲାରେ ଅଛନ୍ତି, ପ୍ରଫେସର ଅଛନ୍ତି, ସିଏ ବି ଏଇ ଲାଇନରେ କାମ ଆଜ୍ଞା, ଆଚ୍ଛା। ମୁଁ ଯେହେତୁ 30 ବର୍ଷ ମୋର ୟୁରୋପରେ କଟିଲା, ମୁଁ ଓଡିଶାରେ ବହୁ ଲୋକଙ୍କୁ ଚିହ୍ନି ନାହିଁ ବା ଜାଣି ନାହିଁ। ଏଥର ବୈଷ୍ଣବ ଭାଇଙ୍କ ଥ୍ରୁ ନିଖିଳ ଭାଇଙ୍କୁ ଜାଣିଥିଲି। ଏଥର ଆଉ ଜଣେ ବୈଷ୍ଣବ ଭାଇଙ୍କୁ ଏଥର ଭଲ ଭାବରେ ଟିକେ ଜାଣିଲି, ଜାଣିବାର ସୁଯୋଗ ମିଳିଲା।
ତେଣୁ ନିହାର ମୁଁ ଏଥର ଦେଖିବା ଜାଣିବାର ସୁଯୋଗ ମିଳିଲା, ସୁନିଲ ବାବୁ ଆପଣଙ୍କ ସହିତ ବି ଦେଖା ହେଲା। ତେଣୁ ଧୀରେ ଧୀରେ ବଢୁଛି। ମୋର 30 ବର୍ଷର ୟୁରୋପରେ ରହିଲା ପରେ ଅନେକ ସମ୍ପର୍କ କଟି ଯାଇଥିଲା, ସେଗୁଡିକ ପୁନର୍ଜୀବିତ ହଉଛି। ଭଲ ଜିନିଷ। ଆଉ ଯୋଉ ଜିନିଷ ଆପଣ କହିଲେ ପଞ୍ଚାନନ ବାବୁ, ଯେ ଆପଣଙ୍କର ଓଡିଆ ଇଂଲିଶ ଯୋଉ ବାଇଲିଙ୍ଗୁଆଲ ଜିନିଷଟି, ସେ ବାଇଲିଙ୍ଗୁଆଲ ଟା ସବୁବେଳେ ରହିବ। କାରଣ ପ୍ରହ୍ଲାଦ ନିଜେ ଯେତେବେଳେ ଡିକ୍ସନାରୀ କରିଥିଲେ, ସେ ଆପଣ ଦେଖିଲେ ତ, ମାନେ ଇଂରାଜୀରେ ଅଛି, ଓଡିଆରେ ଅଛି ଏବଂ ଇଂରାଜୀରେ ଅଛି। ସେଟା ସବୁବେଳେ ଉପାଦେୟ। ଆମେ ତାକୁ କାଟିଦେଲେ ସେଟା କିଛି ଠିକ ନୁହେଁ। ଆମେ ଆମର ବୈଷ୍ଣବ ମତେ ମଝିରେ ଥରେ କହିଲେ, ଆମର ମାନେ କାଟିଲେ ସେ ଭଲ ସୁନ୍ଦର ଭାବରେ ବୁଝେଇଛନ୍ତି ଯେ କୌଣସି କୌଣସି ଜାଗାରେ ଆକ୍ଚୁଆଲି ଇଂରାଜୀଟା ରହିଲେ ସହଜ ହୁଏ। ଆଉ ଆମର ଅଲ୍ଟିମେଟ ଏମ୍ ହଉଛି ଯେ ଆମେ କେମିତି ଭାଷାଟିକୁ ଆମେ ଭାଷାର ମେନ୍ ପର୍ପୋଜ ହଉଛି କମ୍ୟୁନିକେସନ। ଯଦି ଆମେ କମ୍ୟୁନିକେସନ କରିପାରୁନାହିଁ, ତାହେଲେ ସୁବିଧା କଣ? ଆମେ କଷ୍ଟ ଶବ୍ଦ ଖାଲି ପୁରେଇକି ଇଏ କଲେ ତ ଭାଷାର ମହତ୍ଵ ବଢିବ, ସେମିତି କିଛି ନାହିଁ। ତ ଡେଫିନେଟଲି ସେଇ ଜିନିଷଟି ରହିବ ଏବଂ ସେଇ ଭାବରେ ଆମେ ଇଏ କରୁଛୁ। ଆଉ ଆପଣ ଆଉ ଗୋଟେ ଜିନିଷ କହିଲେ, ଯୋଉଟା ଆପଣ କହିଲେ ସେଟା ହଉଛି ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନିସନ ବୋଲି ଗୋଟେ ଜିନିଷ ଅଛି। ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନିସନ ଓଡିଆରେ ନାହିଁ ବର୍ତ୍ତମାନ। ଆମେ ସର୍ଚ୍ଚ କରିଛୁ ଏବଂ ଦେଖିଛୁ, ବହୁ ଜିନିଷ ଟ୍ରାଏ କରିଛୁ, ଯୋଉଗୁଡିକ ଅଛି ସେଗୁଡିକ କିଛି ନାହିଁ। ନିଜସ୍ୱ ଉଦ୍ୟମରେ ବରଂ ଚେଷ୍ଟା କରିଛୁ ଓସିଆର ଗୋଟେ କରିବା ପାଇଁ। ଏଇ ଓସିଆର କରିବା ପାଇଁ ଓଡିଆର ଓସିଆର କାହିଁକି ହଉନାହିଁ, ଯେ ଆମର ଯୋଉ ଆମର ଗୋଟେ କହନ୍ତି କର୍ପସ ବୋଲି ଗୋଟେ ଜିନିଷ ଅଛି। ମୁଁ ଜାଣିନି ଭାରତ ସରକାର ଏତେ କାମ କରୁଛନ୍ତି, ଗୋଟେ ଏଆଇ ଫର ଭାରତର ଗୋଟେ ଫୋରମ ଅଛି, ତା ଭିତରେ ଜିନିଷ ଅଛି। କିନ୍ତୁ ମୋର ଯାହା ବ୍ୟକ୍ତିଗତ ଅନୁଭବ, ମୁଁ ଦେଖିଲି ତାଙ୍କର ମଡେଲ ୟୁଜ କରିକି, ସେ ମଡେଲ ଗୁଡିକରେ ଓଡିଶା ବା ଓଡିଆ ଶବ୍ଦ, ଆପଣ ଓଡିଆର ଯେତିକି ଆପ୍ଲିକେସନ ଅଛି, ଖୁବ ଦୁରାବସ୍ଥା। ଖୁବ ସର୍ଟରେ କହିଲେ ଦୁରାବସ୍ଥା। କେହି ତାକୁ ଗୋଟେ ଶବ୍ଦରେ କହିପାରିବେ, ଆମେ ଅନାଥ, କେହି ନାହାନ୍ତି ଦେଖିବା ପାଇଁ। ଆଉ ତାର ଅନେକ କାରଣ ଥାଇପାରେ, ମୁଁ ସବୁ କାରଣ ଜାଣି ନାହିଁ ଭାରତରେ କଣ ହଉଛି। କିନ୍ତୁ ଆମେ ନିଜସ୍ୱ ଇଏରେ ଗୋଟେ ଆରମ୍ଭ କରିଥିଲୁ। ସୃଜନିକା ଟିମ୍ ସେଥିରେ ମତେ ସପୋର୍ଟ କରିଥିଲା। ଆଉ ସେ ଜିନିଷଟି ତା ଆଗରୁ ମୁଁ ୟୁରୋପିଆନ ୟୁନିୟନ ଗୋଟେ ଫଣ୍ଡିଂ ଦଉଥିଲେ, ସେ ଫଣ୍ଡିଂରେ ଅନେକ ଦିନ ତଳେ ମୁଁ ସେଥିରେ ଗୋଟେ ଓଡିଆର ମଡେଲ ଗୋଟେ କରିଥିଲି। ସେ ହଉଛି, ମୁଁ କହିବା କଥା 2017 କି 18 ହବ। ସେ ଯୋଉ 18 ଯୋଉ କାମଟି ଥିଲା, ସେ ମଡେଲଟି ଯାହା ଥିଲା, ସେ ମଡେଲଟି ଯେତେବେଳେ ଫଣ୍ଡିଂ ଚାଲିଗଲା, ୟୁରୋପିଆନ ୟୁନିୟନର ଫଣ୍ଡିଂ ଚାଲିଗଲା, ସେଠି ୟୁନିଭର୍ସିଟି ଅଫ ଇନ୍ସପୁର୍ଗ ବୋଲି ଗୋଟେ ଜାଗା ଅଛି ଅଷ୍ଟ୍ରିଆରେ, ସେମାନେ ସେ ମଡେଲଟିକୁ ରଖିଛନ୍ତି ଏବଂ ସେଇଠି ବର୍ତ୍ତମାନ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ ତାଙ୍କର। ତେଣୁ ଜିନିଷଟି ଅଛି, କିନ୍ତୁ ତାର ଆମେ ଯଦି ବ୍ୟବହାର କରିବାକୁ ଚାହିଁବା, ତେଣୁ ଆପଣଙ୍କୁ ପଇସା ପଡିବ ଗୋଟେ ପେଜ ପାଇଁ। ସେଟା ହଉଛି ଅସୁବିଧା। ଆଉ ଏଇ ଯୋଉ ଓସିଆର ଜିନିଷଟି କରିବାଟା ଗୋଟେ, ଆମେ ସେଠି ଗୋଟେ ଫଣ୍ଡିଂ ଥିଲା, କାମ ହେଇଥିଲା ଏବଂ କରିଥିଲୁ। ତାକୁ ଆଉ ଗୋଟେ ସେକେଣ୍ଡ ରିଭିଜନରେ ଆମେ ନିଖିଳ ଭାଇ, ଅପା, ମୁଁ ବସିକି ତାର ଅନ୍ୟ ଗୋଟେ ରିଭାଇଜ କରିଛୁ। କିନ୍ତୁ ସେ ସବୁ ଜିନିଷ ଗୁଡିକ ଯେହେତୁ ପଛରେ ଅଛି, ସାଧାରଣ ଲୋକମାନେ, ସାଧାରଣ ଓଡିଆଙ୍କ ପାଇଁ ସେଠି ବ୍ୟବହାର ଯୋଗ୍ୟ ନୁହେଁ। ସେଠି ବର୍ତ୍ତମାନ ୟୁରୋପିଆନ ୟୁନିୟନର ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି। ତାକୁ ଯଦି ଆମେ ପୁଣି ଷ୍ଟାର୍ଟିଂ ଫ୍ରମ ସ୍କ୍ରାଚ୍ ଯୋଉ କହନ୍ତି ଯଦି କରିବା, ତ ସେଇଠି ସମୟ ସାପେକ୍ଷ ହବ, କଷ୍ଟ ସାପେକ୍ଷ, ସମୟ ସାପେକ୍ଷ, କିନ୍ତୁ କରିହବ। କାମ କରିବାକୁ ବହୁତ ଅଛି, ଲୋକ ମିଳୁନାହାନ୍ତି, ଆଉ ଫଣ୍ଡିଂ ନାହିଁ। ଯଦି ଏଇଗୁଡିକ, ଯଦି ଏଇ ସମସ୍ୟା ସୁବିଧା ଗୁଡିକ ହୁଏ, ବ୍ୟକ୍ତିଗତ ଭାବରେ, ଯଦି ଆଜ୍ଞା, ସୁବିଧା ହୁଏ ଏଇ ଆପଣ ଗାଇଡ କଲେ, ହୁଏତ ଆମେ କିଛି ପଦକ୍ଷେପ ଏପଟୁ ନେଇପାରିବା। ଯେହେତୁ ଆମେ ୟୁନିଭର୍ସିଟିରେ ଅଛୁ, ଆମେ ଆପ୍ଲାଏ କରିବୁ କିଛି ଫଣ୍ଡିଂ ପାଇଁ, ଯଦି ମିଳିଲା ଆମେ କାମ କରିପାରିବା ସେ ଦିଗରେ। ଆପଣ କୋଉଥିରେ ଅଛନ୍ତି? ମୁଁ ଏନ୍ଆଇଟିରେ ସାର୍ ଅଛନ୍ତି? ଏନ୍ଆଇଟି ରେ ଅଛି। ମୁଁ ହ୍ୟୁମାନିଟିଜ୍ ସୋଶାଲ ସାଇନ୍ସ ଡିପାର୍ଟମେଣ୍ଟରେ ଅଛି। ଆଚ୍ଛା, ବଟ୍ ଯେହେତୁ ଇଣ୍ଟରଡିସିପ୍ଲିନାରୀ କାମ କରେ, କମ୍ପ୍ୟୁଟର ସାଇନ୍ସ ର କିଛି ଫ୍ୟାକଲ୍ଟି ମାନଙ୍କ ସାଙ୍ଗେ ହଁ, ମଧ୍ୟ ମୋର ଜଣାଶୁଣା ଅଛି। ନିଶ୍ଚୟ। ହଁ। ଧନ୍ୟବାଦ। ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ଆଉ ଜଣେ ବୈଷ୍ଣବ ହାତ ଟେକିଛନ୍ତି ବୋଧେ। ଆଜ୍ଞା, ତାଙ୍କ ପୂର୍ବରୁ ପଞ୍ଚାନନ ମହାନ୍ତିଙ୍କର ହ୍ୟାଣ୍ଡ ରେଜ୍ ଦେଖିଥିଲି। ତେଣୁ ସାର୍, ଆପଣ ପଞ୍ଚାନନ ମହାନ୍ତି ସାର୍, ଆପଣ ଅନମ୍ୟୁଟ୍ ନାଇଁ ନାଇଁ, କରନ୍ତୁ। ବୈଷ୍ଣବ ବାବୁ ସମସ୍ତଙ୍କୁ ନମସ୍କାର, ବୈଷ୍ଣବ ନମସ୍କାର କରୁଛି ମୁଁ। ଯଦି ବୈଷ୍ଣବ ବାବୁ ଆଗ କହିବା ପାଇଁ ଚାହୁଁନ୍ତୁ, ସେ କୁହନ୍ତୁ, କିଛି ଅସୁବିଧା ନାହିଁ, ମୁଁ ଆଜ୍ଞା ପରେ ନାଇଁ କହିବି। ନାଇଁ, ମୋର ବିଶେଷ କିଛି କହିବାର ନାହିଁ। ଗୋଟେ ମଜା କଥା, ସାନୁଜିତ ବାବୁ ଯୋଉ ପୂର୍ଣ୍ଣଚନ୍ଦ୍ର କୁ ଅର୍ଦ୍ଧଚନ୍ଦ୍ର କରିଦେଲେ, ଅର୍ଦ୍ଧଚନ୍ଦ୍ର ଗୋଟେ ଅଲଗା ଅର୍ଥ ଅଛି। ଅର୍ଦ୍ଧଚନ୍ଦ୍ର ଅର୍ଥ ହଉଛି
ଅଣ୍ଟିଆ ମାରିବା ଗଳା ଧକ୍କା ଦବା, ତେଣୁ ତାକୁ ଅର୍ଥକୁ କେହି ଅନର୍ଥ ନ କରନ୍ତୁ ଯେମିତି। ସିଏ ବୈଷ୍ଣବ ଭାଇ ଆଉ ଗୋଟେ ଅର୍ଥରେ ଆପଣଙ୍କ ମାନେ ମୁଁ ସବୁବେଳେ ଆପଣଙ୍କର ସେନ୍ସ ଅଫ ହ୍ୟୁମର କୁ ବହୁତ ପସନ୍ଦ କରେ। ଆଉ ଗୋଟେ ଅର୍ଥରେ ଏମିତି ହେଇପାରେ ଯେ ଏ ଜାତିକୁ ଅର୍ଦ୍ଧଚନ୍ଦ୍ର, ଏଇଟା ହଉଛି ଉପହାର। ବଟ୍ ସେଇ ଜିନିଷଟା ସାର୍ ସରି ମୁଁ ଏଠି ଆଡ୍ କରିବାକୁ ଚାହିଁବି ସେଇ ଜିନିଷଟାର ବି ଆପଣଙ୍କର ସେଇ ଆପ୍ଲିକେସନରେ ବି ରହିପାରିବ କି ଗୋଟେ ସେମ୍ ଫ୍ରେଜ୍ କି ସେମ୍ ଶବ୍ଦ କେମିତି ବିଭିନ୍ନ ଅର୍ଥାର୍ଥ କହିଲେ ମାନେ କେଉଁ ସମୟରେ କେଉଁଟା ବ୍ୟବହାର ହେଲେ ତାର ଅର୍ଥ ଟୋଟାଲି ବଦଳିଯାଏ କି କେଉଁ କଣ୍ଟେକ୍ସଟରେ, ତ ସେଇଟା ବି ଆପଣଙ୍କର ତା ଦେହରେ ରହିପାରିବ। କାହିଁକି ଯେ ମାନେ ଆଜ୍ଞା। ଆଜ୍ଞା ତ ମୋର ମୋର କିଛିଟା ବ୍ୟକ୍ତିଗତ କଥା ବି ଥିଲା, ମୁଁ ଲାଷ୍ଟ ଶେଷରେ କରିବି। ପ୍ରଥମେ ଆପଣ ଆ, ବୈଷ୍ଣବ ସାର୍ଙ୍କର ବୋଧେ ନହେଲେ ପଞ୍ଚାନନ ଆଁ? କୁହନ୍ତୁ। ହଁ ଆଜ୍ଞା ପଞ୍ଚାନନ ସାର୍ ଆପଣ ହଁ ପ୍ଲିଜ୍ ଗୋ ହେଡ୍। ପ୍ରଥମ କଥା ହେଲା ଯେ ଆମେ ଏଇ ଯୋଉ ପୂର୍ଣ୍ଣଚନ୍ଦ୍ର ଭାଷା କୋଷ ଭଳିଆ ଗୋଟେ ଡିକ୍ସନାରୀ ଆଉ ଭାରତରେ ହେଇନାହିଁ। ହୁଁ, ଆପଣଙ୍କର ଏଇ ଯୋଉ ଚାରିଟା ଭାଷାକୁ ନେଇକି ସେ କରିଛନ୍ତି ସେ ସମୟରେ ପ୍ରାୟ 100 ବର୍ଷ ନହେଲେ ବି ଧରନ୍ତୁ 95 ବର୍ଷ ତଳେ ସେ ଆରମ୍ଭ କରିଛନ୍ତି ବା ସେଇ ପ୍ରକାର ଗୋଟେ ଜିନିଷ। ଓଡ଼ିଆ, ଇଂରେଜୀ, ହିନ୍ଦୀ, ବଙ୍ଗଳା ଚାରିଟା ଭାଷାରେ ଏ ପ୍ରକାର ଡିକ୍ସନାରୀ ଭାରତରେ ଆଉ ହେଇନାହିଁ। ଆଉ ମୁଁ ଭାରି ଖୁସି ହେଲି ଏଥିପାଇଁ, ମୁଁ ପ୍ରଥମେ ଅବଶ୍ୟ କହିଦିଏ ଯେ ନିହାର ବାବୁ ଏଇ ଜିନିଷଟା ବିଭିନ୍ନ ଜାଗାରେ ସବୁ ଆପଣଙ୍କର ଯୋଉ ସାନୁଜିତ ବାବୁ ଆପଣ ଯୋଉ କହିବେ ସେଟା ସେ ଚାରିଆଡେ କହିଛନ୍ତି, ମାନେ ସେଇ ଯୋଉ ପୋଷ୍ଟ କରିଛନ୍ତି। ମତେ ସେ ପୋଷ୍ଟ କରିନାହାନ୍ତି, ମୁଁ ତାଙ୍କ ସାଥିରେ ପରେ ଏ ବିଷୟରେ କଥାବାର୍ତ୍ତା କରିବି ଯେ କାହିଁକି ମତେ ପୋଷ୍ଟ କରିନା, ମତେ କାହିଁକି ମୁଁ ଦେଖେନି ଏଗୁଡାକ ନର୍ମାଲି। ଆଉ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହି ରଖେ ଯେ ମୁଁ ଭାଷା ବିଜ୍ଞାନ 45 ବର୍ଷ ପଢେଇଛି, ଲିଙ୍ଗୁଇଷ୍ଟିକ୍ସ, ଓଡ଼ିଆ ଇଂରେଜୀ ନୁହଁ, ଲିଙ୍ଗୁଇଷ୍ଟିକ୍ସ। 45 ବର୍ଷ ଆପଣ ଯୋଉ କଥା ସବୁ ଯୋଉ କହିଲେ ଓସିଆର, ଆଉ ମୁଁ ଏଇ ଯୋଉ କମ୍ପ୍ୟୁଟେସନାଲ ଲିଙ୍ଗୁଇଷ୍ଟିକ୍ସରେ 15 ବର୍ଷ ଖଣ୍ଡେ କାମ କରିଛି। ଶେଲୋ ପାର୍ସର ଟୁଲ୍ସ କରିଛି, ହୁଁ, ୱାର୍ଡନେଟ୍ କରିଛି, ଓଡ଼ିଆ ୱାର୍ଡନେଟ୍ ବହୁତ ଭଲ ୱାର୍ଡନେଟ୍, ହୁଁ, ପ୍ରାୟ 40,000 ଶବ୍ଦର ମାନେ କନସେପ୍ଟର ୱାର୍ଡନେଟ୍। ତାପରେ ILCI ସେଟା ହଉଛି ଏଇ ଯୋଉ କର୍ପସରେ କାମ କରିଛି। এই ଆଜ୍ଞା ପ୍ରକାର କିଛି କରିଛି ମୁଁ 3-4ଟା ଜିନିଷ। ଆଉ ମର୍ଫୋଲୋଜିକାଲ ଆନାଲାଇଜର କରିଛି। ଆପଣ ଆଜ୍ଞା ଯୋଉ ମର୍ଫୋଲୋଜି ବିଷୟରେ କଥା ହଉଛନ୍ତି, ଦେଖିଲେ ହଁ। ଆପଣଙ୍କର 2-3ଟା କଥା ମୁଁ ଏଠି କହିବି। ଗୋଟେ ହଉଛି ଯେ ଆମକୁ ଡିକ୍ସନାରୀଟାକୁ ଗ୍ରାମାର ବ୍ୟାକରଣ ଠାରୁ ଅଲଗା, ଅଭିଧାନଟାକୁ ବ୍ୟାକରଣ ଠାରୁ ଅଲଗା କରିବାକୁ ପଡ଼ିବ। ତାର କାରଣ ହଉଛି ଆପଣ କସିମ କାଳେ ଦେଖିବେନି କୌଣସି ଇଂରେଜୀ ଡିକ୍ସନାରୀରେ ୱେଣ୍ଟ ଗୋଟେ ଶବ୍ଦ ଅଛି। ତାର କାରଣ ଗୋର ପାଷ୍ଟ ଟେନ୍ସ ୱେଣ୍ଟ ଏଟା ବ୍ୟାକରଣରେ ଆସିବ, ଏଟା ଡିକ୍ସନାରୀରେ ରହିବ ନାହିଁ। ତେଣୁ ଆପଣ ଯୋଉ ମର୍ଫୋଲୋଜି ବିଷୟରେ କଥାବାର୍ତ୍ତା କରୁଛନ୍ତି ସେ ବିଷୟରେ ଆମେ ଚର୍ଚ୍ଚା କରିବା ଉଚିତ। ଆପଣ ଆଉ ଯେମିତି ଡକ୍ଟର ବିଶ୍ୱାଳ କହିଲେ, ଓହୋ ମୁଁ କହିଲେ ମୁଁ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦରେ ଚାକିରି କରୁଥିଲି, ରିଟାୟାର କରିଛି। ମୁଁ ଲିଙ୍ଗୁଇଷ୍ଟିକ୍ସରେ ଥିଲି, ଲିଙ୍ଗୁଇଷ୍ଟିକ୍ସ ଡିପାର୍ଟମେଣ୍ଟରେ। ତାପରେ ଏଇ ଯୋଉ ମର୍ଫୋଲୋଜିକାଲ ଚେଞ୍ଜେସ୍ ବିଷୟରେ କହୁଛନ୍ତି, ଏଗୁଡାକ ଡିକ୍ସନାରୀରେ କେତେ ରହିବ କି ରହିବ ନାହିଁ ସେ ବିଷୟରେ ବି ଚର୍ଚ୍ଚା କର, କି ପ୍ରକାର ଇନଫର୍ମେସନ ଆମେ ଦେଇପାରିବା, ଯେ ସେଇଟା ଗୋଟେ ଭାରି ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଆଉ ଗୋଟେ ଯୋଟେ କଥା ଆପଣଙ୍କୁ କହିଲେ, ଆପଣ ଯୋଉ ଓଡ଼ିଆ ଶବ୍ଦଟି ଦେଖେଇଲେ କହିଲେ ଏଟା ଦେଶଜ ଏବଂ ସଂସ୍କୃତ, ଏଇ ଜିନିଷ ଗୁଡାକ ଭୀଷଣ ଅସୁବିଧାଜନକ କଥା। ତାର କାରଣ ହଉଛି ଗୋଟେ ଶବ୍ଦ ଦେଶଜ ଆଉ ସଂସ୍କୃତ ଦିଟା ଯାକ ହେଇପାରିବ ନାହିଁ। ଆମକୁ ସେଟା ସ୍ଥିର କରିବାକୁ ପଡିବ, ସେଟା ଦେଶଜ ହବ ନହେଲେ ସଂସ୍କୃତ ହବ, ଦିଟା ଯାକ ଆଜ୍ଞା ହେଇପାରିବନି। ତେଣୁ ଏଇଗୁଡାକ ବିଷୟରେ ଆପଣ ଯଦି, ମୁଁ ଭାରି ଆପଣ ବିଶ୍ୱାସ କରନ୍ତୁ, ମୁଁ ମାନେ ଏକଦମ ଉଲ୍ଲସିତ ଯାହାକୁ କୁହାଯାଏ, ଆଇ ଏମ୍ ଏକ୍ସାଇଟେଡ that you have been ଥ୍ୟାଙ୍କ ୟୁ। doing this kind of thing because look ଆଉ ଗୋଟେ କଥା ମୁଁ ଏଠି କହିବି, ମୁଁ ଭାବୁଛି ଇଏ ଶୁଣୁଛନ୍ତି ବୋଲି କିଏ ନିହାର ବାବୁ, ସାହିତ୍ୟ ଚର୍ଚ୍ଚା, ନିହାର ବାବୁ ଯୋଉ ପତ୍ରିକାଟି ମାସିକ ପତ୍ରିକାଟି ସମ୍ପାଦନା କରନ୍ତି, ଏବଂ ପାଣିନି ଫାଉଣ୍ଡେସନ ବୋଧେ ଏଇ 2-3 ମାସ ତଳେ ଘୋଷଣା କଲେ ଯେ ଯିଏ ଗୋଟେ ନିରୁତା ଓଡ଼ିଆ ଭାଷାର ବ୍ୟାକରଣ ଲେଖିଦବ ତାକୁ 1,00,000 ଟଙ୍କା ଦେବେ।
ଏବଂ ସେ ତାରିଖ ପୁଣି ସେମାନେ ବଢେଇଲେ, କାରଣ ଜଣେ ଲୋକ ବି ଦେଲା ନାହିଁ ତା ନା। ଶହ ଶହ ବ୍ୟାକରଣ ଲେଖିଛନ୍ତି ଓଡ଼ିଆରେ, ଜଣେ ତାପରେ ବି ଗୋଟେ ଲୋକ ଆସିଲେନି। ତେଣୁ ଓଡ଼ିଶାରେ ଭାଷା ବିଜ୍ଞାନ ଭାଷା ଚର୍ଚ୍ଚାର ଯୋଉ ଦୁରବସ୍ଥା, ଏଇଥିରୁ ଆପଣ ଅନୁମାନ କରିପାରୁଥିବେ। ମୁଁ ଏତିକି ଆପଣଙ୍କୁ କହିବା ପାଇଁ ଚାହୁଁଛି। ଏବଂ ଆପଣ ମଲେସିଆନ ଓଡ଼ିଆ ବିଷୟରେ ବି କହିବେ। ଆପଣ ଜାଣିଛନ୍ତି ମୁଁ ଶ୍ରୀଲଙ୍କାନ ତାମିଲ ବିଷୟରେ ମୋର ବେଶ ଭଲ ଧାରଣା ଅଛି। ତାର କାରଣ ଯୋଉ ତାମିଲ ଭାଷୀ ମାନେ ସବୁ ଶ୍ରୀଲଙ୍କାରେ ରହିଛନ୍ତି, ସେମାନେ ସେଇ 300 ବର୍ଷ ତଳର ଯୋଉ ପୁରୁଣା ଭାଷା ସେଇ ପ୍ରକାର କିଛି ଜିନିଷ କହୁଛନ୍ତି। ତେଣୁ ଯୋଉଟା ସୁନୀଲ ବାବୁ କହିଲେ ଯେ ଏ ଯୋଉ ଆମର ସେଠି ଯୋଉ ହଉଛି ଆମର ଯୋଉ ମଲେସିଆରେ ଯୋଉମାନେ କହୁଛନ୍ତି ଯୋଉ ଓଡ଼ିଆ ଭାଷା କହୁଛନ୍ତି, ତା ଉପରେ ବି ଆମେ ଚାହାନ୍ତି କାମ କରିବା। ଏବଂ ମୁଁ ସବୁ ଏ ଜିନିଷ ସବୁ ଆପଣଙ୍କ ସାଥିରେ ବିନା ପାରିଶ୍ରମିକ ବିନା କିଛି ସବୁରେ କାମ କରିବା ପାଇଁ ଆପଣଙ୍କୁ ମୁଁ କହୁଛି। ଏବଂ ସୁନୀଲ ସାନୁଜିତ ବାବୁ, ଆପଣ ଯଦି ଚାହାନ୍ତି ଓଡ଼ିଆ ଭାଷା ସମ୍ପର୍କରେ ଯଦି କିଛି ମୋତେ ଯଦି ପଚାରିବେ, ଯୋଉ ମାନେ ଯଦି ଚାହାନ୍ତି କିଛି କରିବା ପାଇଁ, ଏବଂ ଲେକ୍ସିଓଗ୍ରାଫି ଇଜ ଏ ସାଇନ୍ସ, ତେଣୁ ଆଉ ସେଇ ଜିନିଷଟା ଯଦି ଚାହାନ୍ତି, ମୁଁ ଆପଣଙ୍କ ସାଥିରେ କାମ କରିବା ପାଇଁ ପ୍ରସ୍ତୁତ ଅଛି। ସୁନୀଲ ବାବୁ, ଆପଣଙ୍କୁ ମୁଁ ସେଇ ଯୋଉ ଆଉଥରେ ମୁଁ ଆପଣଙ୍କୁ କହି ରଖେ ଯେ ଏ ଯୋଉ ଆପଣ ଯୋଉ ମଲେସିଆନ ଓଡ଼ିଆ ବିଷୟରେ କଥାବାର୍ତ୍ତା କରିବା ପାଇଁ ଚାହୁଁଛନ୍ତି, ସେ ବିଷୟରେ ବି ଆମେ ଦରକାର ପଡ଼ିଲେ କଥାବାର୍ତ୍ତା କରିବା। ସାର୍ ମାଲେସିଆରେ ଓଡ଼ିଆ ଭାଷାର ସ୍ଥିତି ଉଦ୍ବେଗଜନକ ଏଇଥିପାଇଁ କହୁଛି ଯେ ମାଲେସିଆରେ ଏବେ ପ୍ରାୟ 5,000 ଓଡ଼ିଆ ସ୍ପିକିଂ ଲୋକ ଅଛନ୍ତି। ମାନେ ଏକ୍ସପାଟ୍ରିଏଟ୍ ଓଡ଼ିଆ ନୁହନ୍ତି, ଯୋଉମାନେ ଏବେ ଚାକିରି ପାଇଁ ଯାଇଛନ୍ତି ତାଙ୍କ କଥା ମୁଁ କହୁନି। ଯୋଉମାନେ 150 ବର୍ଷ ତଳେ ଛାଡ଼ିଥିଲେ, ସେଥିରୁ 3-4 ଜଣ ଆଚ୍ଛା। ବର୍ତ୍ତମାନ ଆମ କଥା ଶୁଣୁଛନ୍ତି। ତାଙ୍କ ସମୟ ବର୍ତ୍ତମାନ ହେଇଗଲାଣି ରାତି 2.5 ଘଣ୍ଟା, ମାନେ ତାଙ୍କର ସମୟ ହଁ ବହୁତ ଲେଟ୍ ନାଇଟ୍ ହେଇଗଲାଣି, ତଥାପି ସେମାନେ ଅପେକ୍ଷା କରିଛନ୍ତି। ତ କିନ୍ତୁ କ୍ରମଶଃ ଯଦି ଓଡ଼ିଶାର ଓଡ଼ିଆ ଭାଷାର ଏମିତି ଅବସ୍ଥା, ତାହେଲେ ଭାବନ୍ତୁ ସେଠି ଖୁବ୍ ଶୀଘ୍ର ଏଇ ଯୋଉ ଓଡ଼ିଆ ସ୍ପିକିଂ କମ୍ୟୁନିଟିଟା ସରିଯିବ। ତେଣୁ ସେମାନେ କିନ୍ତୁ ଆଗ୍ରହୀ, ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ ଆଗ୍ରହୀ। ତେଣୁ ତାଙ୍କୁ ଏନଗେଜ କରିବା ପାଇଁ ଆମକୁ କିଛି ଗୋଟେ ବ୍ୟବସ୍ଥା କରିବା ପାଇଁ ପଡ଼ିବ। ପ୍ରୀତା, ସରି ଆଉଟ୍ ଅଫ୍ ଟର୍ନ ମୁଁ କହିଲି। ନାଇଁ ନାଇଁ ସାର୍, ଆପଣଙ୍କର ଫୋରମ୍, ଆପଣ ଆଉଟ୍ ଅଫ୍ ଟର୍ନ କାହିଁ କହିବେ? ପଞ୍ଚାନନ ମହାନ୍ତି ସାର୍, ଆପଣଙ୍କର ଆଉ କିଛି କହିବାର ଥିଲା ନା? ନାଇଁ, ମୁଁ ଖାଲି ଏ ଯୋଉ ମୁଁ କହିଲି ଯେ ମୁଁ ଆପଣଙ୍କର ପ୍ରସ୍ତୁତ ଅଛି କାମ କରିବା ପାଇଁ, ଏବଂ ମୁଁ ରିଟାୟାର କରିସାରିଛି। ଏବେ କିଛି କାମ ଦାମ କରୁଛି ଏଣେ ତେଣେ, କାମ ଦାମ ମାନେ ଏଇ ଯୋଉ ଏକାଡେମିକ କାମ। ତେଣୁ ଏବଂ ଆପଣ ଯଦି ଚାହାନ୍ତି ଏଥିରେ ମୁଁ ସାହାଯ୍ୟ କରିବା ମାନେ ଏବଂ ଆଉ ଭୁଲିଗଲି ମୁଁ, ନିଖିଳ ବାବୁ ଏବଂ ତାଙ୍କ ଟିମକୁ ବହୁତ ବହୁତ ଧନ୍ୟବାଦ। ସେମାନେ ଯେମିତି କାମ କରିଛନ୍ତି, ସେଭଳିକା କାମ ଆଦୌ କେହି କରିନଥାନ୍ତେ। ସେ କାମ କରିଥିବାରୁ ଆମେ ବହୁତ ଜିନିଷ ପାଉଛୁ। ମୁଁ ପୁଷ୍ପା ମ୍ୟାଡମକୁ ଜାଣେ, ଆମେ ମାନେ କଥାବାର୍ତ୍ତା କରୁଛୁ ତାଙ୍କ ସାଥିରେ, ଦେଖିଛି, ମୁଁ ତାଙ୍କୁ କଥାବାର୍ତ୍ତା କରିଛି। ନିଖିଳଙ୍କ ସାଥିରେ କେବେ ଦେଖା ହେଇନି, କିନ୍ତୁ ଏଇ ସବୁ ଜିନିଷ ହବାରୁ ବହୁତ କାମ ହେଇପାରିଛି। ଆଉ ସାନୁଜିତ ବାବୁ, ଆପଣ ଯେହେତୁ ସବୁ ଟାଇପ୍ କରିଛନ୍ତି, ବର୍ତ୍ତମାନ ଆମେ ବହୁ ଜିନିଷ କରିପାରିବୁ ତାକୁ ନେଇକିନି। ଆପଣ ଧରନ୍ତୁ ଗୋଟେ ଓଡ଼ିଆ ଭାଷାର ଗୋଟେ ଯୋଉ ଟକିଂ ଡିକ୍ସନାରୀ ବି କରିହବ। ସେଟା ଆପଣଙ୍କର ମୋ ପାଖରେ ବହୁ ପୁରୁଣା କର୍ପସ୍ ଅଛି। ସେଟା ହଉଛି ମୁଁ ଏଇ ଯୋଉ ସୌମ୍ୟରଞ୍ଜନ ପଟ୍ଟନାୟକକୁ ଅନୁରୋଧ କରିଥିଲି, ସେ ମତେ 13 ମାସର ସମ୍ବାଦ ଦେଇଛନ୍ତି। ମତେ ପିଡିଏଫ୍ ଦେଇଛନ୍ତି। ଆଉ ତାକୁ ମୁଁ କନଭର୍ଟ କରିବା ପାଇଁ ମୁଁ ପ୍ରାୟ ମାନେ ଯୋଉ ପାଣି ପିଇଛି ପୁରାପୁରି। ତେଣୁ କରିଛି, ସେ ପ୍ରୋଜେକ୍ଟ କରୁଥିଲି ନା ସେତେବେଳେ, ମୋ ପାଖରେ 5-6 ଜଣ କାମ କରୁଥିଲେ, ତେଣୁ କରିଛି। ତେଣୁ ମୋ ପାଖରେ କର୍ପସ୍ ବି ଅଛି। ତେଣୁ ଆଉ ଆପଣ ଯଦି ସେ କର୍ପସକୁ ଆମେ ବ୍ୟବହାର କରିପାରିବା ଦରକାର ପଡ଼ିଲେ, ଏସବୁ କରିହବ। ତେଣୁ ଏଇଗୁଡାକ ନିଶ୍ଚୟ ସବୁ ଅଛି, ସେଗୁଡା ଦରକାର, ଭାରି ଆପଣଙ୍କ ସହଯୋଗ ଦରକାର, ଆପଣଙ୍କର ସ୍କିଲ୍ସ ଦରକାର, ଆଉ ଆପଣଙ୍କର ଯୋଉ ଉତ୍ସାହ ମାନେ ଉତ୍ସାହ ଦବା ଜିନିଷଟି ନିହାତି ଦରକାର। କାରଣ ଲୋକ ବହୁ ଲୋକ ଦେଖି ପଛାନ୍ତି, ତେଣୁ ଆପଣ ସପୋର୍ଟ କରୁଛନ୍ତି, ଖୁବ ଧନ୍ୟବାଦ। ଆଉ ଅନେକ ଜିନିଷ ଅଛି ତା ଭିତରେ କରିବାକୁ ଆମେ ଚାହୁଁଛୁ, ତା ଭାଷା ବି ଦରକାର। ସୋ ଆମେ ନିଶ୍ଚୟ ଭାବରେ କଣ୍ଟାକ୍ଟ କରିବୁ, ଏବଂ ଖୁବ ଖୁସିର କଥା। ଥ୍ୟାଙ୍କ ୟୁ। ଧନ୍ୟବାଦ, ବହୁତ ଆପଣଙ୍କୁ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବହୁତ ଧନ୍ୟବାଦ ସାର୍। ଏବେ ମୁଁ କାହାର ହ୍ୟାଣ୍ଡ ରେଜ୍ ଯଦିଓ ନ ଦେଖୁଛି, ମୁଁ ସଂଘମିତ୍ରା ନାୟକ ମ୍ୟାଡ଼ାମଙ୍କର ଭିଡ଼ିଓଟା ବହୁତ ସମୟରୁ ଅନ୍ ଦେଖୁଛି, ପ୍ରଭାତ ବେହୁରା ସାର୍ଙ୍କର ବି ଅନ୍ ଦେଖୁଛି, ଏବେ ସୁଧାକର ପତ୍ରୀ ମୋ ସାଙ୍ଗରେ ଦେଖୁଛି। ମ୍ୟାଡ଼ାମ ସଂଘମିତ୍ରା ନାୟକ, ଆପଣ କିଛି କହିବାକୁ ଚାହୁଁଛନ୍ତି କି? ଆପଣ ଦୟାକରି ଅନମ୍ୟୁଟ୍ କରନ୍ତୁ ଯଦି କିଛି କହିବାର ଥିଲା।
ବହୁତ ଉପାଦେୟ ବକ୍ତବ୍ୟ ଦେଲେ ସାନୁଜିତ ସାର୍। ଆପଣଙ୍କର ପ୍ରକୃତିରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପରେ ଯୋଉ ଗବେଷଣା ଆଉ ଯୋଉ ପ୍ରକାର ଆପଣ ୟାକୁ ଲୋକଲୋଚନକୁ ଆଣିବା ପାଇଁ ପୃଥିବୀ ସାରାର ଲୋକ ୟାକୁ ଯେମିତି ଓଡିଆ ଭାଷାକୁ ଗୋଟେ ଓଡିଆ ଭାଷା ନଏ ବୋଲିକିରି ଆମେ ଆଗରୁ ଶୁଣିଥିଲେ, କିନ୍ତୁ ତାକୁ ଆପଣ ଓଡିଆ ଭାଷାକୁ ବିଶ୍ଵ ଦରବାରରେ ଆଣିକି ଉପସ୍ଥାପିତ କରୁଛନ୍ତି, ସେଇଟା ପ୍ରକୃତରେ ଆମ ପାଇଁ ବଡ ଗୌରବର ବିଷୟ। କିନ୍ତୁ ଆମେ ଯୋଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଚାରିଟା ଭାଷାରେ ଯୋଉ ଲେଖା ହେଇଥିଲା, ଚାରିଟା ଭାଷାକୁ ନେଇକିରି ଲେଖା ହେଇଛି। ଆମେ ମଧ୍ୟ ଯୋଉ ଭାଷା ଆମର 6ଟା ଭାଷା ଯୋଉ ଶାସ୍ତ୍ରୀୟ ଭାଷା ଅଛି, ଆମେ ସେଥିରୁ ଅନ୍ୟ ଏକ ଭାଷାକୁ ମଧ୍ୟ ଆମେ ଇନକ୍ଲୁଡ କରିପାରିବା। କରିଲେ ତାହେଲେ ଆମ ଭାରତ ବର୍ଷରେ ଅତି କମରେ ସମସ୍ତେ ୟାକୁ ଜାଣିପାରିବେ। ଆମର ଓଡିଆ ଭାଷାକୁ ଦାକ୍ଷିଣାତ୍ୟର ଲୋକମାନେ ସହଜେ ବୁଝି ପାରୁନାହାନ୍ତି। ଆମେ ଇଂଲିଶରେ ଜାଣିପାରୁଛନ୍ତି, ହିନ୍ଦୀରେ ଜାଣିପାରିଲେ, ବେଙ୍ଗଲୀରେ ଜାଣିପାରୁଛନ୍ତି, କିନ୍ତୁ ଦକ୍ଷିଣ ଭାରତର ଲୋକମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପରେ କୌଣସି ତାଙ୍କର ଧାରଣା ରହୁନାହିଁ। ତେଣୁକରି ଆମେ ଯଦି ଇନକ୍ଲୁଡ କରିପାରନ୍ତେ କୌଣସି ଗୋଟିଏ ଭାଷା, ଅତି କମରେ ତାମିଲ, ତେଲୁଗୁ ବା ଯୋଉ ଗୁଡିକ ଶାସ୍ତ୍ରୀୟ ଭାଷା ଅଛି, ସଂସ୍କୃତ ଭାଷା ପରିକି ଯୋଉ 6ଟି ଭାଷା ଯୋଉ ଶାସ୍ତ୍ରୀୟ ଭାଷା ଅଛି, ଗୋଟିଏ ଭାଷା ଯଦି ଅତି କମରେ ତାକୁ ଇନକ୍ଲୁଡ କରିକିରି ଆମେ ଗୁଗୁଲରେ ଉପସ୍ଥାପିତ କରିପାରିବା, ତାହେଲେ ତାହା ଆମକୁ ବହୁତ ଉପାଦେୟ ହବ ଏବଂ ସମଗ୍ର ଭାରତ ବର୍ଷରେ ଆମର ଓଡିଆ ଭାଷାର ସମସ୍ତଙ୍କର ପରିଚିତ ହେଇପାରିବ ସମସ୍ତଙ୍କ ନିକଟରେ। ଆପଣ ତ ବହୁ ବିଜ୍ଞାନୀ ସବୁ ଏଇ ଫୋରମରେ ବହୁତ ବଡ ବଡ ବିଜ୍ଞାନୀ ସବୁ ବସିଛନ୍ତି, ତେଣୁକରି ମୁଁ ବିଶେଷ କିଛି କହିପାରୁନି। ତବେ ମୋର ବ୍ୟକ୍ତିଗତ ଯୋଉ କହିବାର ଥିଲା, ମୁଁ ସେତିକି କେବଳ ଅନୁରୋଧ କରିବି, ଆପଣ ଯଦି ଚେଷ୍ଟା କରିବେ ତାହେଲେ ବହୁତ ଭଲ ହେଇପାରନ୍ତା। ଆଜ୍ଞା, ନିଶ୍ଚୟ ମ୍ୟାଡାମ, ନିଶ୍ଚୟ। ଯେତିକି ଗୋଟେ ଜିନିଷ ହେଲା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୁଁ ଯେତେବେଳେ ପ୍ରହ୍ଲାଦଙ୍କ ଜୀବନୀ ପଢିଲି ଏବଂ ପରେ ପ୍ରଜାପତିଙ୍କ ତାଙ୍କର ସେ ଜିନିଷଟି ଗୋଟେ କେମିତି ଗୋଟେ ମାନେ ଗୋଟେ ଆସୋସିଏସନ କ୍ରିଏଟ କଲା। ଆଉ ଯାହାଫଳରେ ମୁଁ ଦେଖିଲି ମାନେ ଏତେ ସୁନ୍ଦର ଲୋକ କାମ କରିଛନ୍ତି ଏବଂ ଏତେ ତା ପଛରେ ଏଫର୍ଟ ଦେଇଛନ୍ତି, ନିଜ ଜୀବନ ବିତେଇ ଦେଇଛନ୍ତି। ମୁଁ ଗୋଟେ ତାପରେ ଜିନିଷ ଗୋଟେ ସ୍ଲାଇଡ ଗୋଟେ ପ୍ରିପେୟାର କରିଥିଲି, ତାପରେ ଯଦି ପ୍ୟୁର ଇନଫର୍ମେସନାଲ ଆପଣମାନେ ଯଦି ଦେଖିବାକୁ ଚାହିଁବେ ମୁଁ ଦେଖେଇ ଦଉଛି। ସେଇଠି ମତେ ଆକୃଷ୍ଟ କଲା ତାଙ୍କର ଜୀବନ ଶୈଳୀ କେମିତି ଥିଲା, କେମିତି କେତେ କାମ ସେ କରିଛନ୍ତି। ସେଗୁଡିକୁ ଆମେ ବର୍ତ୍ତମାନ ଛାଡି ଦେଇ ପାରିବା ନାହିଁ। ସେଇଟା ହଉଛି ମୋର କଥା। ଆମେ ଯେତିକି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା, ତାପରେ ଯାହା ହବ ନହବ ସେଇଟା ତ ଅଲଗା ଜିନିଷ। ସୋ ଆପଣ ବହୁତ କରିଛନ୍ତି, ବହୁତ ଲୋକ ବହୁତ ତ୍ୟାଗ କରିଛନ୍ତି। ତେଣୁ ଆମେ ତ କିଛି କରୁନେ, ଆମେ ତ ଦେଖିବାକୁ ଗଲେ ଆମେ କଣ ଛୋଟିଆ ମୋଟିଆ କାମ ସବୁ କରୁଛେ। ତ ଦିସ୍ ୱାଜ ଦ ଟାଇମ ଲାଇନ ଅଫ ପ୍ରହ୍ଲାଦ। ଏଠି ମୁଁ ଗୋଟେ କରିଥିଲି ଇଏରେ। ସୋ ଏଠି ଦେଖନ୍ତୁ, ଏଇ ଯୋଉ ୟେଲୋ ଆଉ ରେଡ ଜିନିଷ, ସେଥିରେ ତାଙ୍କର ଫାଇନାନ୍ସିଆଲ କଣ୍ଡିସନ ଖରାପ ହବାକୁ ଲାଗିଲା ଏବଂ ଜୀବନ ତାଙ୍କର ବହୁତ କଷ୍ଟରେ ଯାଇଛି। ସୋ ଜଣେ ଲୋକ ଏତେ ପରିଶ୍ରମ କରିଛନ୍ତି, ଆମେ ସେଇ ତୁଳନାରେ ଆମେ ଯଦି ଦେଖିବା, ଆମେ କିଛି କରୁନେ। ଧନ୍ୟବାଦ ମ୍ୟାଡ଼ାମ, ଧନ୍ୟବାଦ ବହୁତ। ଏବେ ମୁଁ ପ୍ରଭାତ ବେଉରା ସାର୍ଙ୍କ ପୂର୍ବରୁ, ଯଦି ଆପଣ ନ ମାଇଣ୍ଡ କରନ୍ତି, ଡକ୍ଟର ରିଙ୍ଗୋ ରେଙ୍ଗାଧର ହରିଆ ସାର୍ ଅଛନ୍ତି, ସେ ମାଲେସିଆରୁ ଅଛନ୍ତି। ତାଙ୍କର ସେଠି ବହୁତ ସମୟ ଅଧିକ ହେଇଗଲାଣି। ମୁଁ ରିଙ୍ଗୋ ସାର୍ଙ୍କୁ ପ୍ରଭାତ ବେଉରା ସାର୍ଙ୍କ ପୂର୍ବରୁ ସୁଯୋଗ ଦେବାକୁ ଚାହୁଁଛି। ଡକ୍ଟର ରିଙ୍ଗୋ ସାର୍, ପ୍ଲିଜ୍ go ahead if you have to say Namaskar, something. Ma. Namaskar. Thank you Sir, very much. Thank you very much. Ringo sir, you're upside down. Yeah. Of course, it's quite late now. It's already 10:45. Anyway, it's wonderful. As in the beginning, decades ago, we discussed about this, and it's materializing now. जो कनेक्शन अच्छी जो ब्रिज तो मलेशिया को आमर ओडिया देश को मलेशिया
US ए ब्रिज टा आसिक आउरी स्ट्रांग हला बे it's reinforced now. Okay, so thank you very much. I've been enjoying the whole thing, but I would like to say something here. ଆମର ଯୋଉ ପୂର୍ବ କାଳରେ ଆମର ଜେଜେ ଉପା ଜେଜେମା ଆମତିକି ଯୋଉ ଭାଷାଟା ଶିଖେଇଥିଲେ ସେ ଭାଷାଟା ଆସିକି it goes along with song, with rhythm. So that is the one that with us now. Yeah, we didn't become scholars in Odia language. Of course, in Malaysia we have our own language. We have a Malay language, we have a Tamil language, we have a Malay language. But the भाषा ଆମର ଯୋଉ ଓଡ଼ିଆ ଭାଷାଟା ଆସିକି ଆମର ନାତି ନାତୁଣୀ ମାନେ କହୁଛନ୍ତି ସେଇଟା ଆସିକି ପୂର୍ବ କାଳର ଭାଷା. That's how we call it. ନମସ୍କାର ଜୟ ଜଗନ୍ନାଥ। ମୁଁ ଏବାକା ଭୁବନେଶ୍ୱରରୁ ଆସିକି ଗୋଟେ ବାର ହଉଛି ଆମର ଏ ଓଡ଼ିଆ ଲାଙ୍ଗୁଏଜ ପ୍ରୋଗ୍ରାମ ଏବେ ଆମର ପୂର୍ବ ଭାଷା ପାଇଁ ମାଲେସିଆରେ ଆଉ ଟିକେ ଭେରି ଷ୍ଟ୍ରଙ୍ଗ ର କରିବା ବୋଇଲେ ମୁଁ କହିବାର ଭାଷା ହେଲେ ଇଟ୍ସ ନଟ୍ ଅ ଫ୍ଲୁଏଣ୍ଟ ବଟ୍ ପିପଲ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଆଇ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ। ମୋ ପିଲାମାନେ କହିଲେ ଆମର ଓଡ଼ିଆ ଭାଷା କହୁଛି ଯେ ମୁଁ ଅକ୍ଷର ଜାଣିପାରିବି ନାହିଁ ଆରେ ଏମିତିକି ଓଡ଼ିଆ ମାଷ୍ଟର ନାହିଁ ତ ଏବେ ଆଜିକାଲି ଅନଲାଇନରେ ସୁବିଧା ଥିବା ପାଇଁ ମୁଁ ଗୋଟେ ମାଗୁଛି ବଡ଼ ବଡ଼ ଲୋକମାନେ ଅଛ ମୋର ରିକ୍ୱେଷ୍ଟ ଏମିତିକି ପାରିଲେ ଗୋଟେ ଏମିତିକି ଗୋଟେ ଭାଷା ଅକ୍ଷର ମୋ ପିଲାମାନେ କଲେ ଗୋଟେ ସୁବିଧା ହବ ଏବେ ଟିକେ ମୁଁ ମାଗିବାରେ ଏତିକି ଏକା ସୋ ଗିଭ୍ ଦ ପିପଲ ଟୁ ଚାନ୍ସ। ଜୟ ଜଗନ୍ନାଥ ନମସ୍କାର ବେଶୀ ଖୁସି ମତେ we will meet in soon ନମସ୍କାର। ନାଓ ପ୍ରଭାତ ବେହୁରା ସାର୍ଙ୍କୁ ମୁଁ ଅନୁରୋଧ କରିବି ତାଙ୍କର ଯଦି କିଛି କହିବାର ଥିଲା ପ୍ଲିଜ୍ ଗୋ ହେଡ୍। ଜଷ୍ଟ ମାନେ ଆଇ ୱାଜ୍ ଇଣ୍ଟରେଷ୍ଟେଡ୍ ମାନେ ଓଡ଼ିଆ ଭାଷା କେମିତି ଡିଜାଇନ୍ ହେଲା କ'ଣ କଲା ସେ ସମ୍ପର୍କରେ ମୁଁ ଜାଣିନଥିଲି। ମୁଁ ୟୁଜ୍ କରୁଛି ଭାଷା ୟୁଜ୍ କରୁଛି କିନ୍ତୁ ଶୁଣିବା ପାଇଁ ଖାଲି ଯୋଗ ଦେଇଛି ଆଉ କିଛି ନାହିଁ। ବହୁତ ଧନ୍ୟବାଦ ସାର୍। ପଞ୍ଚାନନ ମହାନ୍ତି ସାର୍ ପ୍ଲିଜ୍ ଗୋ ହେଡ୍। ଆପଣମାନେ ସମସ୍ତଙ୍କୁ କହି ରଖେ ଯେ ଭାରତରେ ଦୁଇଟି ଭାରତୀୟ ଭାଷା ମଧ୍ୟରେ କୌଣସି ଅଭିଧାନ ଏପର୍ଯ୍ୟନ୍ତ ନାହିଁ। ଓଡ଼ିଆ ବଙ୍ଗଳାରେ ନାହିଁ, ମରାଠୀ ଗୁଜରାଟରେ ନାହିଁ, ମୈଥିଲି ଓଡ଼ିଆର ନାହିଁ, ତାମିଲ କନ୍ନଡ଼ର ନାହିଁ। ଏବେ ଏଇ ଯୋଉ ପ୍ରୋଜେକ୍ଟ ସବୁ ଆରମ୍ଭ ହବା ପରେ NLP ପ୍ରୋଜେକ୍ଟସ କିଛି କିଛି କାମ ହେଇଛି ଏବଂ ଆପଣମାନଙ୍କୁ କହିଲେ ମୋର ଯୋଉ ଓଡ଼ିଆ ତେଲୁଗୁ ଅଭିଧାନ ଯୋଉଟା ନାୟକ ମ୍ୟାଡାମ ଏବେ କହୁଥିଲେ ତେଲୁଗୁ ଓଡ଼ିଆ ଯୋଉ ଅଭିଧାନଟି ସେଟା ଅନେକ ଭାବରେ ମୁଁ କରିଦେଇଛି ସେ ଯେତେବେଳେ ପ୍ରୋଜେକ୍ଟ କରୁଥିଲି ମୋ ପାଖରେ ତେଲୁଗୁ ପିଲା ଜଣେ ଥିଲା ତେଣୁ ତାକୁ ନେଇକିନି ସେଇଟା କରିଛି ଏକ। ଦୁଇରେ ଏଇ ଯୋଉ ଅକ୍ଷର ଶିକ୍ଷା କଥା କହିଲେ ବର୍ତ୍ତମାନ ଓଡ଼ିଆ ଅକ୍ଷର ଶିକ୍ଷା କେମିତି କୋଉଠୁ ଆରମ୍ଭ ହବ କେମିତି ସାରିବ କେମିତି ବୁଲିବ ତାକୁ ନେଇକିନି ମୋର ମାନେ ମେନୁସ୍କ୍ରିପ୍ଟଟା ରେଡି। ଯିଏ ମୋ ସାଥିରେ ପ୍ରୋଗ୍ରାମ କାମ କରୁଥିଲା ତାର ଗୋଟେ ସିଏ ବି ଯୋଉ 2-3 ମାସ ତଳେ ତାର ଗୋଟେ ପିଲା ହେଇଛି ସେ ଝିଅ ପିଲାଟିଏ। ମୁଁ ତାକୁ କହିଛି ତୁ ଏଗୁଡା କିନ୍ତୁ ଆଙ୍କିକିନି କରିଦେ ତାହେଲେ ଆମେ ତାକୁ ଛାପି ଦେଇପାରିବା ଆଉ ଜଣକୁ ମାନେ କିଛି କରିବାକୁ ପଡିବନି। ସେ କେବଳ ଏମାନଙ୍କୁ ବସି କେବଳ ଦେଖିବ ଏଇଠୁ 1 2 3 ଏମିତି ସବୁ ଲେଖା ହେଇଛି କୋଉଠି ଆରମ୍ଭ କୁଆଡେ ଯିବ ତୀର ଫିର ମାରିକିନି ସେଗୁଡା କରିସାରିଛି। ଯଦି ସେଗୁଡାକ ଦେଖିବା ମୁଁ ସେକୁ ଛାପିଦେବି ଭାବୁଛି 6 ମାସ ଖଣ୍ଡେ ଭିତରେ ତାକୁ କରିଦେଲେ ସେଇଟା ଲୋକମାନଙ୍କ ବ୍ୟବହାରରେ ଆସିପାରିବ। ଏଇଆ ଖାଲି କହିବାକୁ ଚାହୁଁଥିଲି ବାକି କିଛି ବହୁତ ଧନ୍ୟବାଦ ସାର୍ ଥ୍ୟାଙ୍କ ୟୁ। ନାଇଁ ନାଇଁ ସମସ୍ତେ ମନେ ରଖିବାକୁ ଦିଟା ଭାରତୀୟ ଭାଷା ବିଷୟରେ ଯଦି ଅଭିଧାନ ଅଛି ଆପଣମାନେ ମତେ କୁହନ୍ତୁ ନାହିଁ ମାନେ ଭାବନ୍ତୁ କି ପ୍ରକାର ଦୁରବସ୍ଥା ଆମ ଦେଶର ମାନେ ମାଇନସ୍ ହିନ୍ଦୀ ଆଉ ଇଂଲିଶ ହିନ୍ଦୀ ବିଷୟକୁ ନା ନା ହିନ୍ଦୀ ଭିତରେ ଜମା ନୁହେଁ ଏଇ ଯୋଉ ଦିଟା ଅନ୍ୟ ହିନ୍ଦୀ ଏବଂ ଇଂରେଜୀ ବ୍ୟତୀତ ବା ଯୋଉ ଭାରତୀୟ ଭାଷା ଭାରି ଦୁଃଖର ପରିସ୍ଥିତି ଦୁଃଖଦାୟକ ପରିସ୍ଥିତି ଆମ ଦେଶରେ। ଥ୍ୟାଙ୍କ ୟୁ ଧନ୍ୟବାଦ। ସୁନୀଲ ସାର୍ ପ୍ଲିଜ୍ ଗୋ ହେଡ୍ ହ୍ୟାଣ୍ଡ ରେଜ୍ ଅଛି। ଡିସ୍କସନ୍ ଭିତରେ 2-3ଟି କଥା ମୋ ମନକୁ ଆସିଲା ମୁଁ ପୁହାଣ ସାର୍ଙ୍କ ଠାରୁ ଟିକେ ଜାଣିବା ପାଇଁ ଚାହିଁବି। ମାନେ ମୁଁ କୌଣସି ପଲିଟିକାଲ ପାର୍ଟିର ଇଏ ନୁହେଁ ଫଲୋଅର ନୁହେଁ କିନ୍ତୁ ଏବେ ଓଡ଼ିଶାରେ ଗୋଟେ ଶବ୍ଦ ଭାରି ଜୋରେ ଚାଲିଛି ସେଟା ହଉଛି ଅସ୍ମିତା। ମୋ ପାଖରେ 3-4ଟି ଓଡ଼ିଆ ଡିକ୍ସନାରୀ ଅଛି କୌଣସି ଡିକ୍ସନାରୀରେ ଅସ୍ମିତା ଶବ୍ଦ ନାହିଁ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷା କୋଷରେ ଅସ୍ମିତା ଶବ୍ଦଟି ଅଛି। ଆଚ୍ଛା ଅସ୍ମିତା ଶବ୍ଦ ଭଳି ଏତେ ଗୋଟେ ପ୍ରଚଳିତ ଭାଷା ଅନ୍ୟ ଡିକ୍ସନାରୀ ମାନେ କାହିଁକି ଇନକ୍ଲୁଡ କଲେନି ମୁଁ ଜାଣିପାରିଲିନି। ପ୍ରଥମ ମୁଁ ଭାବିଲି ବୋଧେ ଏଇଟା ଗୋଟେ ଓଡ଼ିଆ ଶବ୍ଦ ନୁହେଁ ବୋଲି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷା କୋଷରେ ଅସ୍ମିତା ଶବ୍ଦଟି ଅଛି ତେଣୁ ଏଇଟା ଗୋଟେ ମୋର ଗୋଟେ ଅବଜରଭେସନ। ଦୁଇରେ ସାର୍ ଆପଣ ଆଜିକାଲି ଧରନ୍ତୁ ଯେତେ ସବୁ ମେନ୍ ଷ୍ଟ୍ରିମ୍ AI ଅଛି ଧରନ୍ତୁ ଚାଟ୍ GPT
ଚାଟ୍ ଜିପିଟିରେ ଓଡ଼ିଆ ଅକ୍ଷର ଲେଖା ହେଇଥିବା ସଂସ୍କୃତ ଶ୍ଲୋକ ଯଦି ଗୋଟେ ପ୍ୟାସେଜ ମୁଁ ଯଦି ଧରନ୍ତୁ ସା ବିଦ୍ୟା ଯା ବିମୁକ୍ତ ହେ ମୁଁ ଯଦି ପୋଷ୍ଟ କଲି ମୁଁ ଏଟା ସରଳ କରିଦେଲି କାରଣ ଅନ୍ୟ ସଂସ୍କୃତ ଶ୍ଲୋକ ମୋର ମନେ ପଡୁନି ଯୋଉଟାକୁ ମୁଁ ବ୍ୟବହାର କରିଛି 3-4 ଲାଇନର ଗୋଟେ ସଂସ୍କୃତ ଶ୍ଲୋକ ଓଡ଼ିଆ ଲିପିରେ ଲେଖା ହେଇଥିବା ସଂସ୍କୃତ ଶ୍ଲୋକ ଯାହାର କି ମୁଁ ଜାଣିନି ତାର କୋଉଠୁ ସେଟା କୋଉ ଇଏର ସ୍କ୍ରିପ୍ଚରରୁ ଆସିଛି ମୁଁ ଯଦି ପୋଷ୍ଟ କରିବି ସିଏ କହୁଛି ଯେ ଏଇଟା ଓଡ଼ିଆ ଭାଷାରେ ଲେଖା ହେଇଛି ସଂସ୍କୃତ ଭାଷାର ଶ୍ଲୋକ ଏବଂ ଏଇଟା ଅମକ ଅମକ ରଚନା ଅମକ ପୁରାଣ ବା ସମକ ଇଏରୁ ଆସିଛି ଏବଂ ତାର ମାନେ ହେଉଛି ଏଇଆ ଖୁବ ସୁନ୍ଦର ଭାବରେ ସେ ବ୍ୟାଖ୍ୟା କରିପାରୁଛି। ଆଚ୍ଛା ତେଣୁ ସେମାନେ ଯୋଉ ଲାର୍ଜ ଲାଙ୍ଗୁଏଜ ମଡେଲ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ କଣ ଓଡ଼ିଆ ଭାଷାଟାକୁ ବି ସେମାନେ ବି କିଛି ଗୋଟେ ଇଣ୍ଡିପେଣ୍ଡେଣ୍ଟଲି ସେମାନେ କିଛି ବ୍ୟବହାର କରୁଛନ୍ତି ନା ଏଇଟା କେମିତି ହେଇପାରୁଛି ଯଦି ଆମେ ଯୋଉ ଓଡ଼ିଆକୁ ବ୍ୟବହାର କରିବା ପାଇଁ ଚାହୁଁଛୁ ମୁଁ ଯେତେବେଳେ ଲେଖିବା ପାଇଁ ଚାହୁଁଛି ଗୋଟେ ପ୍ୟାସେଜ ସ୍ମୃତି ଲେଖିଲେ ସେ ଲେଖୁଛି ସମୃତି ଲେଖୁଛି ବହୁତ ମାନେ ବିଭିନ୍ନ ମୁଁ ହ୍ୱାଟ୍ସଆପରେ ଲେଖିକି ପଠେଇକି ସେଟା କଟ୍ କରି ପେଷ୍ଟ କରୁଛି ସ୍ମୃତି ଶବ୍ଦ ପାଇଁ ତ ସେମାନେ କେମିତି ଏତେ ଆକ୍ୟୁରେଟଲି କରିପାରୁଛନ୍ତି? ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବି ସୁନିଲ ବାବୁ ଚାଟ୍ ଜିପିଟି ଜିନିଷଟିକୁ ଆପଣ ବ୍ଲାଇଣ୍ଡଲି କେବେ ବିଶ୍ୱାସ କରିବେ ନାହିଁ କାରଣ ଚାଟ୍ ଜିପିଟି ର ଯାହା ଏସବୁ ଜିନିଷ ଅପରେଟ କରେ ବେସ୍ଡ ଅନ୍ ନଲେଜ ବେସ୍ ସେ ନଲେଜ ବେସ୍ ଟି କ୍ରିଏଟ ହୁଏ ଆପଣ ତାକୁ ମ୍ୟାଟେରିଆଲ ଫିଟ୍ କଲେ ସେଇଠୁ ସେ ନଲେଜ କ୍ରିଏଟ କରେ ତା ପାଇଁ ଆମର ଓଡିଆରେ ଆପଣ ଯୋଉଗୁଡିକ ସବୁ ଦେଖୁଛନ୍ତି ସେଗୁଡିକ ପ୍ରାୟତଃ ମିଛ ଆପଣ ମୁଁ ଏଇଟା ବହୁ ଆଗରୁ ଥରେ ଟେଷ୍ଟ କରିଥିଲି ଆପଣ ଯଦି ମୁଁ ମଝିରେ କରୁଥିଲି ଯେ ଆମର ପୂର୍ଣ୍ଣଚନ୍ଦ୍ର ଭାଷାଗୋଷ୍ଠୀ ଗୋଟେ କଲଚରାଲ ଆଇକନ ପୂର୍ଣ୍ଣଚନ୍ଦ୍ର ଭାଷାଗୋଷ୍ଠୀରେ ଅନେକ କୋଟେସନ ଅଛି ଉଦାହରଣ ଗୁଡିକ ବେସିକାଲି ପ୍ରହରାଜ ନେଇଛନ୍ତି ବିଭିନ୍ନ ଓଡିଆ କ୍ଲାସିକାଲ ଟେକ୍ସଟ ରୁ ନିଆ ହେଇଛି ଉଦାହରଣ ତ ମୋର ଗୋଟେ ଇଏ ଥିଲା ଆଶା ଥିଲା ଯେ ଆମେ ଯଦି ସେ ଉଦାହରଣ ଗୁଡିକୁ ଆହୁରି ବଢେଇ ପାରିବା ଅନ୍ୟାନ୍ୟ ସୋର୍ସ ରୁ ନେଇପାରିବା ସୋ ଆହୁରି ସୁନ୍ଦର ହବ ଧରନ୍ତୁ ଓଡିଆ ଭାଗବତ ହଉଛି ଆମର ଆଉ ଗୋଟେ କଲଚରାଲ ଆଇକନ ସେ ଓଡିଆ ଭାଗବତରୁ ଆମେ କେମିତି ଗୋଟେ ଶବ୍ଦ ନେଇକି ଧରନ୍ତୁ ମୁଁ ଖୋଜିଲି ବର୍ତ୍ତମାନ ବାଉରୀ ଶବ୍ଦରୁ ଉପରେ ମୁଁ ଯଦି ଓଡିଆ ଭାଗବତରୁ ଗୋଟିଏ ପଦ କୋଟ କରିପାରିଲି ବଡ ସୁନ୍ଦର ହବ ସେଇ ଧାରଣାରେ ମୁଁ କାମ କଲା ବେଳେ ମୁଁ ଦେଖୁଥିଲି ଚେକ୍ କରୁଥିଲି କୋଉଠି କଣ ଅଛି ତ ମୁଁ ଗୋଟେ ପଦ ଦେଲି ଓଡିଆ ଭାଗବତରୁ ୟାକୁ କାହାକୁ ଚାଟ୍ ଜିପିଟିକୁ ସେ ଏଇ ପଦଟି କୋଉଠୁ ଆସିଛି ହଁ ସେ କହିଲା ଏଇଟା ଓଡିଆ ଭାଗବତରୁ ଆସିଛି ହଁ ଆଚ୍ଛା ତାପରେ ମୁଁ ପଚାରିଲି ଯେ ଏଇ ଯଦି ଓଡିଆ ଭାଗବତରୁ ଆସିଛି ତୁମେ ଓଡିଆ ଭାଗବତ ବିଷୟରେ ଜାଣିଛ ତ ଓଡିଆ ଭାଗବତର ଆଉ ଗୋଟେ ପଦ କୁହ ବର୍ତ୍ତମାନ ଯୋଉ ଦ୍ୱିତୀୟ ପଦଟି ଆସିଲା ସେଠି ହଉଛି ଟୋଟାଲ ଫେକ୍ ସେ ନିଜେ ସେଇଟାକୁ ମେକଅପ୍ କରିକି ଆପଣଙ୍କୁ ଦେଲା କାରଣ ତା ପାଖରେ ସେ ନଲେଜ ନାହିଁ ତେଣୁ ଆପଣ କେବେ ବ୍ଲାଇଣ୍ଡଲି ସେଟା ନେବେନି ଆଉ ତା ପାଖରେ କିଛି ନଲେଜ ଅଛି which is very limited ଆଉ ଏଇଟା ହଉଛି ଆମର ଓଡିଆଙ୍କ ପାଇଁ ଗୋଟେ ଅର୍ଦ୍ଧଚନ୍ଦ୍ର କାହିଁକି ନା ଆମେ ନିଜ ଭାଷା ବହୁ ପରିମାଣରେ ଏମାନଙ୍କୁ ଦେଇପାରି ନାହିଁ and that onus is on our shoulders ଆମେ ଯେହେତୁ ଦେଇପାରିନାହିଁ ସେମାନେ କରିପାରିନାହାନ୍ତି ଆଉ ସେଇ ବର୍ତ୍ତମାନ ଯୋଉ ଷ୍ଟେଟ ରେ ଅଛି ସେମାନେ ଆପଣ ଅନେକ ସମୟରେ ଓଡିଆ ଲେଖିବେ ସେ ତାକୁ କହିବେ ଏଇଟା ହଉଛି ଥାଇଲାଣ୍ଡ ଭାଷା କି ଅନ୍ୟ କୌଣସି ଇଏ ଭାଷା ଏଭଳି ବି ସିଚୁଏସନ ହଉଛି ତେଣୁ ଆପଣ ଇଂରାଜୀରେ ଯାହା ଇନଫର୍ମେସନ ଟ୍ରଷ୍ଟ କରିପାରିବେ କିନ୍ତୁ ଫର ଓଡିଆ ଡୋଣ୍ଟ ଗो ଟୁ ଚାଟ୍ ଜିପିଟି ଦ୍ୟାଟ୍ସ ମାଇ ଆଡଭାଇସ୍ ବହୁତ ଧନ୍ୟବାଦ ଏଇ କ୍ୱେଶ୍ଚିନ୍ ଆଉ ଆନ୍ସର ପାଇଁ ସାର୍ ମୁଁ ଯେହେତୁ ଆଉ କାହାର ଦେଖୁନି ହ୍ୟାଣ୍ଡ ରେଜ୍ ମୋ ନିଜର 3ଟି ଜିନିଷ ଆପଣଙ୍କୁ କହିବାର ଥିଲା ଯଦି ଆଉ କାହାର ନାହିଁ ଦେନ୍ କ୍ୟାନ୍ ଆଇ ଗୋ ହେଡ୍ ପ୍ଲିଜ ପଚାରିବି ସାର୍ ଆଚ୍ଛା ବହୁତ ଧନ୍ୟବାଦ ସାର୍ ପ୍ରଥମତଃ ଆପଣଙ୍କର କାମ ପାଇଁ ଆପଣ ଏଇ ଯେଉଁ ଗାର୍ଗେନ୍ ଟାସ୍କ ଅଲମୋଷ୍ଟ ଇମ୍ପସିବଲ୍ ଟାସ୍କ କେହି ଭାବି ବି ପାରିବେନି ନିଜର ସମୟ ନିଜର ରିସୋର୍ସ ସବୁକିଛି ଲଗେଇକି କରିବା ଆଉ ତା ପୂର୍ବରୁ ସୃଜନୀ ଯେଉଁ ଓଡ଼ିଆ ବିଭାଗର ପୁଷ୍ପଶ୍ରୀ ମ୍ୟାଡ଼ାମ୍ ଅଛନ୍ତି ମାନେ ଯେତେ ଧନ୍ୟବାଦ କହିଲେ ବି ସେଟା ଯଥେଷ୍ଟ ହେବନି ଆମେ ଆମମାନଙ୍କର ବର୍ତ୍ତମାନର ବହୁତ କିଛି ତା ଦେହରୁ ଆମେ ରେଫର୍ କରୁଛୁ ତେଣୁ ପ୍ରଥମେ ମୁଁ ଧନ୍ୟବାଦରୁ ଆରମ୍ଭ କରୁଛି ତାପରେ ସାର୍ ମୋର 3ଟି କଥା ଥିଲା ମୁଁ ଏଠି ଭାରତ ବାହାରେ ବହୁତ ଦିନ ହେଲାଣି ରହିଲିଣି ମୋର ପୁଅକୁ ମୁଁ ମୂଳରୁ ଓଡ଼ିଆ ଶିଖେଇଥିଲି ପଢ଼ିବା ଆହୁରି କଥା ହେବା ଘରେ କଥା ହଉ ତାକୁ ଲେଖାପଢ଼ା ବି ଶିଖେଇଥିଲି ଆଉ ତା ସାଙ୍ଗରେ ଆମର ସାଙ୍ଗମାନଙ୍କର ପିଲାମାନେ ବି ସବୁ
ଓଡ଼ିଆରେ ପଢ଼ିବା ଲେଖିବା କେମିତି ସେମାନେ ଟିକେ ରଖିବେ ସେଇଟା ଶିଖଉଥିଲୁ। ଏବେ ସେ ପିଲାମାନେ ସବୁ ବଡ଼ ହେଇଗଲେଣି, ଜଣେ ହାଇସ୍କୁଲରେ କଲେଜରେ ପଢ଼ିଲେଣି। କିନ୍ତୁ ମୁଁ ଏଇ ଯେଉଁ ଲାଷ୍ଟ କପଲ୍ ଅଫ୍ ଡେକେଡ୍ସର ମୋର ନିଜର ଏକ୍ସପିରିଏନ୍ସରୁ ମୁଁ କହୁଛି, ଯେତେବେଳେ ବାହାରେ ପିଲାମାନେ ଜନ୍ମ ହେଉଛନ୍ତି କି ବଡ଼ ହେଉଛନ୍ତି, ସେମାନଙ୍କ ପାଇଁ ଯଦିଓ ଘରେ ମାତୃଭାଷାର ପ୍ରଚଳନ ଅଛି, କିନ୍ତୁ ତାଙ୍କ ପାଇଁ ଇଂଲିଶ ମାନେ ଇଂଲିଶ ତା ବି ଆମେରିକାନ ଇଂଲିଶ କି ବ୍ରିଟିଶ ଇଂଲିଶ କି ଅଷ୍ଟ୍ରେଲିଆନ ଯିଏ ଯେଉଁଠି ବଡ଼ ହେଲା କି ଅନ୍ୟାନ୍ୟ ୟୁରୋପିଆନ୍ ଭାଷା ତାଙ୍କ ପାଇଁ ମେନ୍ ଫର୍ମ ଅଫ୍ କମ୍ୟୁନିକେସନ୍ ଆଉ ଲର୍ଣ୍ଣିଂ ହେଉଛି। ଆଉ ସେତେବେଳେ ସାନବେଳରୁ ଯଦି ସେମାନେ ଘରେ ଓଡ଼ିଆରେ କଥା ହେଇନାହାନ୍ତି, ତାହେଲେ ତାଙ୍କର ଭାଷାର ଫୋନେଟିକ୍ସର ବି ଫାଉଣ୍ଡେସନାଲ ଇଏଟା ସେଠାରେ କେତେଟା ସାଉଣ୍ଡର ମାନେ କମ୍ ହେଇଯାଉଛି ସାଉଣ୍ଡ। କାହିଁକିନା ଆମର ଧରି ନିଅନ୍ତୁ ଆମର ଅକ୍ଷରମାଳାରେ ଆମର ସାଉଣ୍ଡ ସିଷ୍ଟମ୍ରେ 50ରୁ ଅଧିକ ହେଲା ବେଳକୁ ଇଂଲିଶ ବେସ୍ରେ ମାତ୍ର 26ଟା ଆଜ୍ଞା ସାଉଣ୍ଡ ଭାୱେଲ ଫୋନେଟିକ୍ସ ମାନେ ଏସବୁ ନେଇକି ମୁଁ ଏଇଟା କାହିଁକି ଏଠି କହୁଛି, କାହିଁକିନା ଯେଉଁ ପିଲାମାନେ ଏସ୍ପେଶାଲି ଏଠି ଜନ୍ମ ହେଇକି ବଢ଼ୁଛନ୍ତି ତାଙ୍କ ପାଇଁ କ ଆଉ ଖ, ଗ ଆଉ ଘ, ଟ ଆଉ ଠ, ଚ ଆଉ ଛ ଆପଣ ବିଶ୍ୱାସ କରିବେନି ସେମାନେ କ କହି ହିଁ ପାରିବେନି, ଖ ହିଁ ବାହାରିବ। ଆମେ ଯଦି କହିବା କରେ କୌଣସି ଶବ୍ଦ କହିବା ପାଇଁ ସେ ଖ ଖ ବୋଲି ମାନେ ଆସିବ। ସେମିତି ଗ ଯେଉଁ ସଫ୍ଟର ସାଉଣ୍ଡ ଗୁଡ଼ାକ ୟୁଜୁଆଲି ଆସେ ଆଜ୍ଞା ନାହିଁ, ମାନେ ଆମେରିକାରେ ମୁଁ କହୁଛି। ହୁଁ, ତ ମୁଁ ସେଇ ଅନୁସାରେ ପଢ଼େଇଲା ବେଳେ ବହୁତ ମାନେ ମୁଁ ଏଠି ସେମାନେ ଯେମିତି ବୁଝିପାରିବେ କହିପାରିବେ, ଆହୁରି କାଫି ସାରା ଏକ୍ସରସାଇଜେସ୍ ମାନେ ୱାର୍ଡ଼ ଏକ୍ସରସାଇଜ୍, ନିଜର ଟଙ୍ଗଟାକୁ ଏମିତି ରୋଲ୍ କରି କୁହ କି ପଛକୁ ହୁଁ, ଟଚ୍ କରିକି ଆଗକୁ ଯାଅ କି ଏମିତି ସବୁ ଛୋଟ ଛୋଟ ନିଜର ମାନେ ଟେକ୍ନିକ୍ସ ୟୁଜ୍ କରିକିରି ଏଠି ପିଲାମାନଙ୍କୁ ଶିଖାହେଉଥିଲା। ତଥାପି ବି ସେମାନଙ୍କର ଭାଷା ଶୁଦ୍ଧିର ଯେଉଁ ମାନେ ପ୍ରୋନାଉନ୍ସିଏସନ୍ ଶୁଦ୍ଧିଟା ସେତେ ପରଫେକ୍ଟଲି ହୁଏ ନାହିଁ, କାହିଁକିନା ହୁଁ, ତାଙ୍କର ଆଉଟର ଏନଭାୟରମେଣ୍ଟଟା ସେମାନେ ବେଶୀ ବ୍ୟବହାର କଲେ ତାଙ୍କର ଏଇଠିକାର ଯେଉଁଠି ବଡ଼ ହେଉଛନ୍ତି ସେଇ ଭାଷାଟା। ଆଜ୍ଞା ତ ମୁଁ ଏଇଟା କାହିଁକି ଏଇ ଭୂମିକାଟା ଦେଲି, ଧରି ନିଅନ୍ତୁ ସେଇଭଳିଆ ପିଲାମାନେ ଯଦିଓ ସେମାନଙ୍କର ଏକ୍ସପୋଜର ଅଛି ଓଡ଼ିଶାକୁ ବିକଜ ତାଙ୍କ ପ୍ୟାରେଣ୍ଟସ୍ଙ୍କ ଯୋଗୁରୁ, କିନ୍ତୁ ସେମାନେ ଧରି ନିଅନ୍ତୁ କୌଣସି ଶବ୍ଦଟେ ଖୋଜିବାକୁ ଚାହିଁଲେ ବେଳେବେଳେ ସେମାନଙ୍କ ମୁଣ୍ଡରେ ସେଇଟା ଆମକୁ ଧରି ନିଅନ୍ତୁ ସେମାନେ ଓଡ଼ିଆରେ ଟାଇପ୍ ନ କରିକିରି ଇଂଲିଶରେ ଓଡ଼ିଆଟାକୁ ଟାଇପ୍ କରିକି ପଠାଇ ଦେଉଛନ୍ତି ଟେକ୍ସଟ। ତ ଆଜ୍ଞା ମୁଁ ଖାଇବିଟା KAIB ହେଇଯାଇପାରେ KH ମାନେ ହେବି, ମାନେ ମୁଁ ହୁଁ, କହିପାରୁନି ଏକ୍ଜାକ୍ଟ ଏକ୍ଜାମ୍ପଲ୍। ମାନେ ମୋ କହିବା ହୁଁ, କଥା ଯଦି ଗୋଟେ ପିଲା ଯିଏକି କ ଆଉ ଖର ମାନେ ଯଦି ଚାହିଁଲା ଇଂଲିଶରେ ଯେତେବେଳେ ଲେଖୁଛି ଗୋଟେ ଓଡ଼ିଆ ଶବ୍ଦଟେ ତାର ମାନେ ଜାଣିବାକୁ, ଯେମିତି ଆଉ ଟିକେ ସମୟ ଆଗରୁ କି ଜଣେ RK ବିଶ୍ୱାଳ ସାର୍ କି ଆଉ ଜଣେ କିଏ ବୋଧହୁଏ ଏ କଥାଟା ଉପସ୍ଥାପନ କରିଥିଲେ, ମୁଁ ଭୁଲି ଯାଉଛି, କି ମାନେ ଇଂଲିଶ ଶବ୍ଦଟାକୁ ମାନେ ଇଂଲିଶରେ ସେଟା ଲେଖିବେ କିନ୍ତୁ ତାର ଓଡ଼ିଆର ମାନେଟା ଆସିବ, କିନ୍ତୁ ସେମାନେ ଏମିତି ବି ଲେଖିପାରିବେନି ଯେ ସେଟା ଟ୍ରାନ୍ସକ୍ରାଇବ୍ ହେଇପାରିବ ଏକ୍ଜାକ୍ଟ ଓଡ଼ିଆ ଶବ୍ଦକୁ। ତ ସିମିଲର ଟୁ ଦ ମାନେ ସ୍ପେଲିଂ ସେମିତି ବି ଯଦି ଲେଖୁଛନ୍ତି ତାର ବି ସିମିଲର ଗୁଡ଼ା ଆସୁ। ଏଇଟା ପୂର୍ଣ୍ଣଚନ୍ଦ୍ର ଭାଷା କୋର୍ସରେ ଅଫକୋର୍ସ ଆପଣ କରି ନ ପାରନ୍ତି, ବୋଧେ କିଛି ଆଡ଼ିସନାଲ୍ ଆପଣଙ୍କୁ ଆପ୍ଲିକେସନ୍ କି ଆଡ଼ିସନାଲ୍ କିଛି ଆପଣଙ୍କୁ କମାଣ୍ଡସ୍ ୟୁଜ୍ କରିବାକୁ ପଡ଼ିବ ତା ଦେହରେ, କି ଯଦି ଜଣେ ଖୋଜୁଛି ଆଉ ସେଇଟା ପୂର୍ଣ୍ଣଚନ୍ଦ୍ର ଭାଷା କୋର୍ସକୁ ନେଉଛି, ତାହେଲେ ସିମିଲର ଲୁକିଂ ରୋମାନ ଲେଟର୍ସରେ ଲେଖା ହେଇଥିବା ୱାର୍ଡ଼ଟା କେମିତି ଓଡ଼ିଆ ଶବ୍ଦ ପାଖକୁ ନେଇକି ଯିବ, ସେଇଟା ହେଲା ଗୋଟେ। ଦ୍ୱିତୀୟ ହେଲା ସାର୍ ଆପଣ ଜଷ୍ଟ ଗୋଟେ ମିନିଟ ମୁଁ କହୁଛି ପ୍ରୀତା ମ୍ୟାଡାମ, ଆପଣ ଆଜ୍ଞା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବର୍ତ୍ତମାନ ଯୋଉ ଭାଷାକୋଷ.online ଯାଆନ୍ତୁ ଏବଂ ସେଥିରେ ଆଜ୍ଞା ମୁଁ ତ ଲେଖିଲି ଇଂରାଜୀରେ ଲେଖିଲି ତ କୁହନ୍ତି ରୋମାନାଇଜ୍ଡ ଫର୍ମ, ଆଜ୍ଞା ଆଜ୍ଞା ସୋ ମୁଁ ଆଜ୍ଞା ରୋମାନ କ୍ୟାରେକ୍ଟରରେ ଲେଖିଲି ODIA, ସେ ମତେ ଦେଖେଇଲା ଆଜ୍ଞା ଓଡ଼ିଆ, ସୋ ଆଜ୍ଞା ଦ୍ୟାଟ ଇଜ ଅଲରେଡି ବିଲ୍ଟ ଇନ୍। ମୁଁ ଖାଲି ସେଇଟା କହୁନି ସାର୍, ମାନେ ମୁଁ କହୁଛି ଯେ ଯୋଉଟାକ ସାଉଣ୍ଡ ମାନେ ସିମିଲର ପିତା ଆସିବ ପିତା ଶବ୍ଦଟା। ଲେଟ୍ ମି ମୁଁ ଭାବୁଛି ମୁଁ ତମର ଇଏ ଆପଣ ଦେଖନ୍ତୁ କହୁଛି ଠିକ ସାର୍। ହୁଁ, ସେ ଯୋଉ ସିଚୁଏସନଟା କଥା କହୁଛନ୍ତି, ଧରନ୍ତୁ ଜଣେ ଆମେ କହୁଛୁ ଖାଦ୍ୟ, ଜଣେ ଆମେରିକାନ ପିଲା ଆଜ୍ଞା ଯିଏକି ଖାଦ୍ୟ ଜାଗାରେ ସେ ଲେଖିବ କାଦ୍ୟ KADIA, whether he would be led to this particular meaning ଖାଦ୍ୟ ଫୁଡ, ଏୟା ନା ପ୍ରୀତା? ଆଜ୍ଞା ଆଜ୍ଞା, ମାନେ ସିମିଲର ଦେ ଆଜ୍ଞା ୱାଣ୍ଟ ଟୁ ସର୍ଚ୍ଚ ଫର୍ ଦ ୱାର୍ଡ, ବଟ୍ ଲେଖିଲା ବେଳକୁ ସେମାନେ ରୋମାନ ସ୍କ୍ରିପ୍ଟରେ କି ଡାଇକ୍ରିଟିକ୍ସ ବି ନ ବ୍ୟବହାର କରିପାରନ୍ତି। ତ ଆଜ୍ଞା ସେଇଟାକୁ ଲେଖିଲେ ସମହାଉ କିଛି ଗୋଟେ ଟୁଲ୍ ଯୋଉଟାକି କି ସେମାନଙ୍କୁ ଇଟ୍ କ୍ୟାନ୍ ଶୋ ଦ ପ୍ରୋବାବଲ୍ ଆପଣ ଏଇଟା ଖୋଜୁଛନ୍ତି କି,
तो ସେଇଟା ହେଲା ଆଜ୍ଞା ଗୋଟେ ମୋର କ୍ୱେଶ୍ଚନ୍ ଥିଲା ସାର୍। ହଁ ଦ୍ୱିତୀୟ ହେଲା ଦ୍ୱିତୀୟ ଥିଲା ଆଉ ଗୋଟେ ଶବ୍ଦ, ଯେମିତି ମୋର ବି ଲିଙ୍ଗୁଇଷ୍ଟିକ୍ସରେ ମୋର ଆଗ୍ରହ ଅଛି, ଯଦିଓ ମୁଁ ପ୍ରୋଫେସନାଲ୍ ଲିଙ୍ଗୁଇଷ୍ଟିକ୍ସର କିଛି ଷ୍ଟଡି କରିନି। ମୁଁ ଆମର ଓଡ଼ିଆ ଭାଷା, ସଂସ୍କୃତ ଆଉ ସାଉଥ୍ ଇଷ୍ଟ ଏସିଆନ୍ ଭାଷା, ଭାରତର ଅନ୍ୟାନ୍ୟ ଭାଷା ଏଗୁଡ଼ାକର ରୁଟ୍ ୱାର୍ଡ଼ସ୍ ଆଉ ତାର ସବୁ ଯେଉଁ ବିଭିନ୍ନ କେମିତି ଚେଞ୍ଜେସ୍ ହୁଏ, ମୋର ଆକ୍ଚୁଆଲି ସାର୍ ଆମର ଓଡ଼ିଶାର ମେରିଟାଇମ୍ ହେରିଟେଜ୍ ଆଉ ଆମର ପୁରୁଣା କଲଚରାଲ୍ ହେରିଟେଜ୍ ଉପରେ ବହୁତ ଆଗ୍ରହ ଅଛି। ମୁଁ ସେ ବିଷୟରେ କ୍ୟୁରେସନ୍ସ କରେ, ପଢ଼ାପଢ଼ି କରେ। ତ ମୁଁ ଦେଖେ ବହୁତ ଗୁଡ଼ିଏ ଶବ୍ଦ ଯେତେବେଳେ ଗୋଟେ ଲୋକାଲ୍ ଲୋକ କହୁଛି, ସେ ଗୋଟେ ଅଲଗା ଆଜ୍ଞା ଜାଗାକୁ ଯାଇଛି, ଜଣେ ନନ୍ ଲୋକାଲ୍ ଗୋଟେ ଫରେନ୍ ଲୋକ ତାର ସେ ଶବ୍ଦଟା ଶୁଣିଲା, କିନ୍ତୁ ସିଏ ତା ନିଜ ଭାଷାରେ ତାର ଯେତେବେଳେ ରେକର୍ଡ଼ କରେ ସେଇଟାର ଫର୍ମଟା ବଦଳିଯାଏ, କାହିଁକିନା ସେଇ ଭାଷାରେ ହୁଏତ ଆମର ଓଡ଼ିଆ ଭାଷା ଭଳିଆର ସାଉଣ୍ଡ ସିଷ୍ଟମ୍ ନଥାଇପାରେ। ଧରନ୍ତୁ ଚାଇନିଜ୍ରେ କି ଜାଭାନିଜ୍ରେ କେଉଁଟା ଗୋଟେ ରେକର୍ଡ଼ ହେଇଛି, ସେଇଟା ଓଡ଼ିଆର ସେମ୍ ୱାର୍ଡ଼ଟା ସେଠି ନ ହେଇପାରେ, ତାର ପାଖାପାଖି ହେଇପାରେ। କି ଆମର ଧରି ନିଅନ୍ତୁ କଲୋନିଆଲ ଟାଇମ୍ସରେ ବି ଯେମିତି ଓଡ଼ିଆଟା ଆମେ ଓଡ଼ିଆ କହୁଛେ, ସେତେବେଳେ ଆର୍ଟାକୁ ସେମାନେ କ୍ଲୋଜେଷ୍ଟ ନେଉଥିଲେ ଡ଼ ସାଙ୍ଗରେ ବୋଲି ORIYA କରିକି ସେମାନେ କରିଥିଲେ। କିନ୍ତୁ ORIYAଟା ଓଡ଼ିଆର ଏକ୍ଜାକ୍ଟ ଟ୍ରାନ୍ସକ୍ରିପ୍ସନଟା ନୁହେଁ, କାରଣ YA ହେଇଗଲା ବେଳକୁ ୟରେ ଆକାର ହେଇଯାଉଛି। ଆଜ୍ଞା ମୁଁ ଏଥିରେ କିଛି ଠିକ୍ ଭୁଲର କିଛି ଆନାଲିସିସ୍ ପାଇଁ କହୁନି। ଏଇଟାରେ ମୋର ସଜେସନ୍ କି ରିକ୍ୱେଷ୍ଟ ହେଲା, ଯେତେ ପ୍ରକାରର ଶବ୍ଦ ଅଛି, ମାନେ ORIYA ହେଇପାରେ, ORIA ହେଇପାରେ, ODIA ହେଇପାରେ, ODIYA ହେଇପାରେ, URIYA ହେଇପାରେ, ମାନେ ବୁଝିପାରୁଛନ୍ତି ନା, ସୋ ଅନ୍ ଆଣ୍ଡ ସୋ ଫୋର୍ଥ। ଓଡ଼ିଆ ଶବ୍ଦକୁ ଡିନୋଟ୍ କରିବା ପାଇଁ ଯେଉଁ ଏତେ ପ୍ରକାର 20ଟା କି 25ଟା ବି ହେଇଥାଇପାରେ ତାର ଫର୍ମ ଅଫ୍ ସ୍ପେଲିଂ, ମାନେ ଇନ୍ ଅନାଦର ଲିପି, ସେଇ ଯେଉଁ ସ୍ପେଲିଂର ୟା ପ୍ରେଜେଣ୍ଟେସନ୍ର ଯଦି ଆମେ ଖୋଜୁଥିବେ, ଯଦି କିଏ ଗୋଟେ କେଉଁ ଅଲଗା ଜାଗାରେ ସ୍କଲର୍ଟେ ଖୋଜୁଛି, ସିଏ ଜାଣିବାକୁ ଚାହୁଁଛି URIYAଟା କ'ଣ, ସେ ଖୋଜିଲେ ମେ ବି ତାକୁ ଗୁଗଲରେ ମିଳିଯିବ, ଇଟ୍ ମାଇଟ୍ ବି ଓଡ଼ିଆ। ତ ସେଇଟାକୁ ମୁଁ ସାର୍ କହୁଛି ଯେ ଏଇଟା ଗୋଟେ ଖାଲି ଏକ୍ଜାମ୍ପଲ୍ କହିଲି, ସେମିତି ଅଲଗା ଶବ୍ଦ ଗୁଡ଼ାକର ସାଉଣ୍ଡସ୍ ଲାଇକ୍ କି ଅଲଗା ଯେଉଁ ଜାଗାରେ ସବୁ ତାର ରେକର୍ଡ଼ସ୍ ଅଛି, ସେଇଟା ସାଙ୍ଗରେ ତି ଆପଣଙ୍କର ଆମେ କିଛି ଯଦି ଟୁଲ୍ ଆପଣ ବ୍ୟବହାର କରିକି ସେଟାକୁ କରିପାରନ୍ତେ। ଆଉ ତୃତୀୟ ମୋର ଗୋଟେ ଜିନିଷ ହେଲା ଯେ ଯେମିତି ସାର୍ କହୁଥିଲେ ଅର୍ଦ୍ଧଚନ୍ଦ୍ର, ସେମିତି ଆମେ ଏଠି ବେଳେବେଳେ ପିଲାମାନଙ୍କୁ ପିଠି କୁଣ୍ଡେଇ ହେଉଛି, ଲିଟରାଲି ନେଇଯିବେ କି ହଁ ନାଇଁ କୁଣ୍ଡେଇ ହେଉନି, କିନ୍ତୁ ପିଠି କୁଣ୍ଡେଇ ହେବ ମାନେ ମାଡ଼ ଖାଇବୁ କି। ତ ସେଇ ଯେଉଁ ଜିନିଷଟା, ମାନେ ଗୋଟେ ସେମ୍ ଭାରି ସିମ୍ପଲ୍ ସାଉଣ୍ଡିଂ ୟା ଭେରି ଡିଫରେଣ୍ଟ ସାଉଣ୍ଡିଂ ଜିନିଷର କେମିତି ଆଉ ଗୋଟେ ଡିଫରେଣ୍ଟ ମିନିଂ ହେଇଥାଇପାରେ, ତାର ଯଦି ଆପଣ କ୍ୟୁରେସନ୍ସ ଆଉ ଇଏଟା କରିପାରିବେ ଯେଉଁଗୁଡ଼ାକ। ଏଇ ତିନିଟା ସାର୍ ମୋର ରିକ୍ୱେଷ୍ଟ ଥିଲା। ସରି ଆଇ କନଫ୍ୟୁଜ୍ଡ ୟୁ, ତେଣୁ ନାଇଁ ନାଇଁ ଓଭର ଟୁ ୟୁ। କିଛି ନାହିଁ thank you for bringing this up and I would say that the first part which you said that you write in English alphabet and you get back a Odia word, that is already we have built that into Purnachandra Bhasako's current app which you see. You can try it out there, that you can pretty well do. And it also has the second that leads us to the second one, which is what you said is something called phonetic match. So we have also done that. So that phonetic match is happening in Ardhachandra. We have deliberately not kept that in Purnachandra. It is there till a limited extent. So that phonetic match we are using in Ardhachandra. So these two are already we have successfully done. And the third one, which is essentially the compilation part, or you can say that it's like interpreting a phrase. So interpreting a phrase is more difficult, and because we have to collect the phrase, and ସେଥିରେ ପ୍ରରାଜଙ୍କର ଗୋଟେ ଭଲ ଢଗଢମାଳି ବଚନ ବୋଲି ଗୋଟେ ଅଛି, so ଢଗଢମାଳି ବଚନଟିକୁ ମୁଁ ନିଜେ ସେୟାର କରିଛି, ଏବଂ given time permitting we will bring that up, and ସେଇଥିରୁ if we link that to Purnachandra Bhasakosa, it would be quite potent, and that is the next steps for us to do. बहुत बहुत थैंक यू सर। सर ମୁଁ That's how things actually I am guilty of not having used the ଭାଷାକୋଷ online yet। ମୁଁ ଶୁଣିଛି ବଟ୍ କେବେ କରିନି, କାରଣ ମୁଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର PDF କୁ ହିଁ ଯାଇକି ଯେଉଁଟା ଓଡ଼ିଆ ଆମର ଆର୍କାଇଭ୍
ରୁ ଡାଉନଲୋଡ୍ କରିଥିଲି ଓଡ଼ିଆ ବିଭାବରେ ଯୋଉଟା ସୃଜନିକାର ଏରୁ ହେଇଥିଲା ମାନେ ଫିଜିକାଲି ଯାଇ ଖୋଜେ ତେଣୁ କିନ୍ତୁ ନାଇଁ ସେଟା ଭାଷାକୋଷ ଅନଲାଇନ୍ କମର୍ସମ୍ ଜିନିଷ ରାଇଟ୍ ଆଜ୍ଞା ଭେରି ଆଜ୍ଞା କିନ୍ତୁ କମର୍ସମ୍ ମୁଁ ଜିନିଷ ଭାଷାକୋଷ ଅନଲାଇନ୍ ବ୍ୟବହାର କରିନଥିଲି ନିଶ୍ଚୟ କରିବି ବଟ୍ ସାର୍ ଏଇ ଆଉ ଆପଣଙ୍କର ଏଥିରେ ବି ଯଦି ମୋର ବି ଯଦି କିଛି ମୁଁ ବି ସାର୍ ସବୁ କିଛି ନିଜ ରିସୋର୍ସେସ୍ ବି କରେ କିନ୍ତୁ ଯଦି କିଛି ଦରକାର ତାହେଲେ ଆଇ ଏମ୍ ଅଲୱେଜ୍ ଅଲସୋ ଆଇ ଏମ୍ ହ୍ୟାପି ଟୁ ଗିଭ୍ ମାଇ ଟାଇମ୍ thank you yeah ଯଦି ଏଥିରେ thank you କିଛି କରିବାକୁ we actually ପଡ଼େ need volunteers we need volunteers ସାର୍ ମୁଁ ଆକ୍ଚୁଆଲି contributors ମୁଁ ଗୋଟେ ଆପଣଙ୍କୁ ନିଶ୍ ଏରିଆରେ ଆପଣଙ୍କୁ ଆକ୍ଚୁଆଲି ହେଲ୍ପ କରିପାରିବି ଯଦି ଆପଣ କେବେ ଏଇଟାକୁ ଆଡ୍ କରିବାକୁ ଚାହାନ୍ତି ମୁଁ ଆପଣଙ୍କୁ ଯେପରି କହିଲି କି ମୋର ଆମର କଲଚରାଲ ହେରିଟେଜ୍ ମେରିଟାଇମ୍ ହେରିଟେଜ୍ର କନଜର୍ଭେସନ୍ କ୍ୟୁରେସନ୍ରେ ବହୁତ ଇଣ୍ଟରେଷ୍ଟ ତେଣୁ ମୁଁ ଦେଖେ ଓଡ଼ିଶାର ଯେଉଁ ନାଁ ଗୁଡ଼ାକ ବିଭିନ୍ନ କଣ୍ଟ୍ରିଜ୍ର ସ୍କଲର୍ସ ମାନେ ଆମକୁ ବିଭିନ୍ନ ରୂପରେ ଆମକୁ ଯେଉଁ ନାଁ ଗୁଡ଼ାକ ଆମର ଅଛି ଭାରତର ଯେମିତି ଅଲଗା ଅଲଗା ନାଁ ଅଛି ଓଡ଼ିଶାର ବି ସେମିତି ଅଛି ଆଉ କେବଳ ନାଁ ନୁହେଁ ଟୋପୋନିମ୍ସ ନୁହେଁ ଅଲଗା ଜିନିଷ ବି ଆମର ମାନେ ଆମ ଶବ୍ଦଟା କିନ୍ତୁ ଅଲଗା ୱେରେ ସେମାନେ ବି ତାକୁ ରେକର୍ଡ଼ କରି ରଖିଛନ୍ତି ଯଦି ସେଇ ଜିନିଷ ଯଦି ହେରିଟେଜ୍ କନଜର୍ଭେସନ୍ ରିଲେଟେଡ୍ କିଛି ଆପଣ ସେକ୍ସନ୍ କରିବାକୁ ଚାହୁଁଛନ୍ତି ଅର୍ଦ୍ଧଚନ୍ଦ୍ରରେ ତାହେଲେ ମେ ବି ଆଇ କ୍ୟାନ୍ ମାନେ ମୋର ଯାହା କ୍ୟୁରେସନ୍ ଏପର୍ଯ୍ୟନ୍ତର ଅଛି ଆଇ କ୍ୟାନ୍ ୱାର୍କ ଆପଣଙ୍କୁ ସେଟା ନିଶ୍ଚୟ ଦେଇପାରିବେ ଆପଣ ନିଶ୍ଚୟ କରିପାରିବେ ଧନ୍ୟବାଦ ସାର୍ ଆଉ ଯଦି କାହାର କିଛି କ୍ୱେଶ୍ଚିନ୍ ଅଛି ପ୍ଲିଜ୍ ଆପଣ ନହେଲେ ଭିଡ଼ିଓ ବି ଅନ୍ କରନ୍ତୁ ଆପଣ ପଚାରି ପାରିବେ ଅର୍ ଓଭର ଟୁ ୟୁ ସୁନିଲ ସାର୍ ପ୍ଲିଜ୍ ଟେକ୍ ଇଟ୍ ଫ୍ରମ୍ ହିୟର୍ ସାର୍ ପିତା ବର୍ତ୍ତମାନ ଯୋଉଟା କହିଲେ ମୁଁ ତାଙ୍କରି କାମରୁ ଗୋଟେ ଛୋଟ ଏକ୍ଜାମ୍ପଲ ଦେବା ପାଇଁ ଚାହେଁ ଯେ ୱାଇ ଇଟ୍ ଇଜ୍ ଇମ୍ପୋର୍ଟାଣ୍ଟ ଟୁ ନୋ the wrongly spelled words or names of Odisha. For example, ସମ୍ବଲପୁରର ଯୋଉ କଲୋନିଆଲ ଟାଇମରେ ଯୋଉ ରିସର୍ଚର୍ସ ମାନେ ଆସୁଛନ୍ତି କୌଣସି ମାନେ କଥାରେ ତାଙ୍କର ଯୋଉ ଅନୁଭୂତିଟାକୁ ସେମାନେ ରେକର୍ଡ କରିଛନ୍ତି ଆମେ ଯଦି ସମ୍ବଲପୁର ଦେଇକି ସର୍ଚ୍ଚ କରିବା ଆମେ ତାଙ୍କର ଲେଖା ପାଖରେ ପହଞ୍ଚି ପାରିବାନି ସେମାନେ ତାକୁ ବିଭିନ୍ନ ଉପାୟରେ ଲିଖିଛନ୍ତି ଦି ତିନିଟା ପ୍ରକାର ବା ଚାରି ପାଞ୍ଚଟା ଭେରାଇଟିରେ କିଏ ଲିଖିଛି ସୁମଲ ପୌର ସୁମଲପୁର ସୁମେଲପୁର ସମ୍ବଲପୁର ତ ବୋଧେ ପିତା ସେୟା ବୋଧେ କହିବା ପାଇଁ ଚାହୁଁଥିଲେ ଯେ ଓଡ଼ିଶାର ନାଁ କିନ୍ତୁ ତାକୁ ଅନ୍ୟ ଯୋଉ ଲୋକମାନେ ତାକୁ ଶୁଣନ୍ତି ସେମାନେ କେମିତି ରେକର୍ଡ କରନ୍ତି ତ ସେଟା ଯଦି ଆମେ ଜାଣିବା ଆମର ଇତିହାସ ବା ଆମର ଐତିହ୍ୟ ସମ୍ପର୍କିତ ଯୋଉ ରିସର୍ଚ୍ଚ ବା ଯୋଉ ମାନେ ଖୋଜିବା ଯୋଉ ପ୍ରକ୍ରିୟାଟା ଆଉ ଟିକେ ବେଶୀ ଇଫେକ୍ଟିଭ ହବ ଏୟା ବୋଧେ ଏୟା ନା ପ୍ରୀତା ଆଜ୍ଞା ଆଜ୍ଞା ତା ଛଡ଼ା ଆପଣ ଯଦି ସୁମେଲପୁର କଥା କହିଲେ ଗୋଟେ ଜାଗାରେ ଜୁମେଲପୁର ଭଳିଆ ହେଇକିନା ହଁ ବି ସେଟା ଅଛି ଜୁମେଲପୁର କହିଲେ ଜଣେ ଆଜିକା ଡେଟ୍ରେ ଜଣେ କହିବ ହେ ଜୁମେଲପୁର ଆଉ ଗୋଟେ କେଉଁ ଜାଗା ତ ଜ ଆଉ ସ ଭିତରେ କୌଣସି ସମ୍ପର୍କ ହିଁ ନାହିଁ କିନ୍ତୁ ସେମାନେ ଏମିତି ଭାବି ନଥିବେ କି ଜେଟା 16-17 ସେଞ୍ଚୁରୀର ପ୍ରିଣ୍ଟିଂ ବେଳେ ଯଦି ଗୋଟେ ପ୍ରିଣ୍ଟ ହେଇଛି ବହିଟା କେତେଟା ପ୍ରିଣ୍ଟିଂରେ ସେ ଜେଟା ଆକ୍ଚୁଆଲି ଏସ୍ଟା ବି ଯେଉଁ ଷ୍ଟାଇଲରେ ପ୍ରିଣ୍ଟ ହେଉଥିଲା ତାକୁ ପରେ କିଏ ଇଣ୍ଟରପ୍ରେଟ୍ କରି ଯେ ଭଳିଆ ବି କରିକିରି ସେଇଟାର ରିକ୍ରିଏଟ୍ କରିକିରି ନେକ୍ସଟ ଧରନ୍ତୁ 19 ସେଞ୍ଚୁରୀ କିଏ ଲେଖିଛି ସେ ତାକୁ ଜୁମେଲପୁର ଭଳିଆ କରିକି ଲେଖିଥାଇପାରେ ହୁ ନୋଜ୍ ତେଣୁ ଆମର କର୍ତ୍ତବ୍ୟ ହେବ କି ଆମେ କେମିତି ଫ୍ୟୁଚର ଜେନେରେସନ୍ସ ପାଇଁ ମାନେ ନୂଆ ରିସର୍ଚର୍ସ ମାନଙ୍କ ପାଇଁ ଏଇ ଯେଉଁ ଜିନିଷଟା ସେମାନେ ବୁଝିପାରନ୍ତି ନ ପାରନ୍ତି କିନ୍ତୁ ତାଙ୍କ ପାଇଁ ଗୋଟେ ରିସୋର୍ସ ଛାଡ଼ିକି ଯିବାର ଅଛି କି ମେ ବି ଏଇଟା 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 ବି ହେଇଥାଇପାରେ ତ ୟୁ ଫିଗର ଇଟ୍ ଆଉଟ୍ ତାପରେ କ'ଣ ତ ସେଇଟା ସାର୍ ଯେଉଁ କହୁଥିଲେ ଆଜ୍ଞା ସେଇଟା ଯେଉଁ ସବୁଠୁ ଗୋଟେ ରିସେଣ୍ଟ ଆମେ ଗୋଟେ କାମ କରୁଥିଲୁ ସେଇଥିରୁ ହିଁ ସେ କହିଲେ ବୋଧହୁଏ ସୁମେଲପୁର ଜୁମେଲପୁର ଆକ୍ଚୁଆଲି ସରି ଏଥିରେ ମୁଁ ଦେଖିଲି ପ୍ରହରାଜ ଅନେକ ତଥ୍ୟ ଦେଇଛନ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭିତରେ ଗୋଟେ ପ୍ରଦେଶର ନାଁ ବି ଅଛି ଯେ ଏଇ ଶବ୍ଦଟି ସମ୍ବଲପୁରରୁ ଆସିଛି ଏଇ ଶବ୍ଦଟି ବାଲେଶ୍ୱରରୁ ଆସିଛି ଏଭଳି ଡିଷ୍ଟିଂସନ ଅଛି ଆମେ ସାଧାରଣତଃ ସେଇ ଭିତରକୁ ଯାଉନା ଆମେ କାରଣ ଆପଣ ଯଦି ପିଡିଏଫ ଖୋଜିବେ ଏଗୁଡିକ ଦେଖିବାର କୌଣସି ମାନେ ଆପଣ ଯଦି ଖୁବ କଷ୍ଟ ସହିଷ୍ଣୁ ହେଇଥିବେ ତାହେଲେ ଆପଣ ଖୋଜି ଖୋଜି ପାଇବେ କିନ୍ତୁ ନର୍ମାଲ ସର୍ଚ୍ଚରେ ଆପଣ ଏଗୁଡିକ ପାଇବେ ନାହିଁ ସୋ ଏଇ ଜିନିଷଟିକୁ ଆମେ ଅନୁଭବ କଲୁ ଏବଂ କଲା ପରେ ଏଥିରେ ଆହୁରି ଗୋଟେ ଭଲ ଇଣ୍ଟରେଷ୍ଟିଂ କାମ ମୁଁ ଯୋଉଟା ଆଜି ସମୟ ଅଭାବରୁ ହେଇନି ସେଥିରେ ଅଛି ଯେ ଆପଣ ଯଦି ଅର୍ଦ୍ଧଚନ୍ଦ୍ରକୁ ପଚାରିବେ ଯେ ମତେ
ଆମେ ଟିपिକାଲ ଆମ ଧରନ୍ତୁ ଆପଣ ଗୋଟେ ଡିକ୍ସନାରୀ ହଉଛି ଆପଣ ମୁଁ ଗୋଟେ ଶବ୍ଦ ଲେଖିବି ଏବଂ ଶବ୍ଦର ଆପଣଙ୍କୁ ଗୋଟେ ଶବ୍ଦାର୍ଥ ମିଳିବ ଏତିକି ତ। କିନ୍ତୁ ଦ୍ୟାଟ୍ ଇଜ ନଟ୍ ଡୁଇଂ ଜଷ୍ଟିସ୍ ଟୁ ପୂର୍ଣ୍ଣଛନ୍ଦ ଭାଷାକୁ, କାରଣ ଏତେ ତଥ୍ୟ ତା ଭିତରେ ଅଛି ଆମେ ତାକୁ ଦେଖିପାରୁନାହିଁ। ଧରନ୍ତୁ ଏଇ ଯୋଉ ସର୍ଚ୍ଚ ପ୍ରକ୍ରିୟାଟି ଆମେ ଯଦି ଚେଞ୍ଜ କରିବା, ଆଉ ମୁଁ ତାକୁ ପଚାରିବି ଯେ ବାବୁ ମତେ 5ଟି ସମ୍ବଲପୁରୀ ଶବ୍ଦ ଦିଅ, ଇଜ ଦ ଡିଫରେନ୍ସ। ତ ଆପଣଙ୍କୁ 5ଟି ସମ୍ବଲପୁରୀ ଶବ୍ଦ ଯୋଉଗୁଡିକ ସମ୍ବଲପୁରରୁ ସଂଗୃହୀତ ହେଇଛି, ସେଇ ଶବ୍ଦ 5ଟି ଆପଣଙ୍କୁ ଦିଆଯିବ। ଇଟ୍ସ ଅ ଭେରି ପାୱାରଫୁଲ ଫିଚର। Yes. ତାପରେ ଆହୁରି ତାକୁ ଫାଇନ ଟ୍ୟୁନ କରନ୍ତୁ, ମୁଁ କହିବି ମତେ ସମ୍ବଲପୁରୀରେ ମତେ ଝିଅର ପ୍ରତିଶବ୍ଦ ଦିଅ ସମ୍ବଲପୁରୀରୁ, ଏବଂ ସେଇଠି ଅର୍ଧଚନ୍ଦ୍ର ମାଧ୍ୟମରେ ଆମେ ଆପଣଙ୍କୁ ଦବୁ। ଆଉ ସେଇଟା ବର୍ତ୍ତମାନ ହେଇସାରିଛି। Interesting, sir. Okay. ମୁଁ ଭାବୁଛି ଯଦି ଆଉ କାହାର କିଛି ପଚାରିବାର ନାହିଁ ବା ମନ୍ତବ୍ୟ ଦେବାର ନାହିଁ, ତାହେଲେ ଆମେ କାର୍ଯ୍ୟକ୍ରମଟାକୁ ଶେଷ ପର୍ଯ୍ୟାୟକୁ ନେବା। ଅଲରେଡି 8ଟା 43 ହେଲାଣି, ସାର୍ ମାତ୍ର ଅଧଘଣ୍ଟା ପାଇଁ କହିଥିଲେ। ସାର୍ ସାର୍ ଆଉ ଗୋଟେ ଆଜ୍ଞା। ଜିନିଷ ମନେ ପଡ଼ିଲା ସାର୍, ଜଷ୍ଟ ଲାଷ୍ଟ କ୍ୱେଶ୍ଚିନ୍ କ୍ୱେଶ୍ଚିନ୍ ନାହିଁ, ସଜେସନ୍ ସାର୍। ସାର୍ ଜଗତ ଜନନୀ ଫର୍ ଏକ୍ଜାମ୍ପଲ୍ ଆମେ କହିଦେଉଛେ ଜଗତ ଜନନୀ ଚଳଚ୍ଚିତ୍ର, ମାନେ ଜଗତ ଜନନୀଟା ଗୋଟେ ଆକ୍ଚୁଆଲି କମ୍ପାଉଣ୍ଡ, ଜଗତ ଜନନୀ ଆମେ ବୁଝିପାରୁଛେ ବିକଜ ଆମେ ସେସବୁ ଗ୍ରାମର ଦେଇକିନା ପଢ଼ିକି ଆସିଛେ। କିନ୍ତୁ ଧରି ନିଅନ୍ତୁ ଜଣେ ଖାଲି ଶୁଣିକି ସେଟାକୁ ଲେଖିବାକୁ ଖୋଜିବାକୁ ଚାହୁଁଛି, ତାହେଲେ ଆପଣଙ୍କର ସେ ଯେଉଁ ଅର୍ଦ୍ଧଚନ୍ଦ୍ରରେ ଯେଉଁ ଜିନିଷଟା ବାଉରୀ ବନ୍ଧୁ ଯେମିତି କଲେ, ଜଣେ ଜାଣିନି ତାର ଆକ୍ଚୁଆଲ ସ୍ପେଲିଂ କ'ଣ କିନ୍ତୁ ଶୁଣିଛି କେଉଁଠୁ, ସେ ଜଗଜନନୀ ଲେଖିଦେଲା, କିନ୍ତୁ ସେଟା ଆକ୍ଚୁଆଲି ଜଗତ ଜନନୀ ଆସିଛି ଜଗତ ଆଉ ଜନନୀରୁ। ସେଇଭଳିଆ ବି କିଛି ଆପଣ ଦୟାକରି ତା ଦେହରେ ଯଦି ଆଡ୍ କରିପାରିବେ କେତେଟା ଶବ୍ଦ ଯୋଉଟାକ କଥିତ ମାନେ କହୁ କହୁ ଗୋଟେ ହେଇଯାଏ, ମାନେ ଗୋଟେ ଅଲଗା ତାର କଥିତ କଲୋକିଆଲ ୱେଟା ଗୋଟେ ହେଇଯାଇଥାଏ, ବଟ୍ ସେଇଟା ଗୋଟେ କମ୍ପାଉଣ୍ଡ ୱାର୍ଡ କି ଗୋଟେ ସଂସ୍କୃତ କି ସମଥିଙ୍ଗରୁ ଆସିଥାଏ। ତ ସେଇଭଳିଆର ବି ଆପଣ କିଛି ଯଦି ଆଡ୍ କରିପାରିବେ ବହୁତ ଭଲ ହବ ସାର୍। ଏଗୁଡିକ ତ ନିଶ୍ଚୟ ଭାବରେ ମାନେ ଚିନ୍ତା କରିବା ଜିନିଷ। ଏଗୁଡିକ ଆମେ କେତେ କଣ କରିପାରିବା ଏବଂ କେତେ ଆମକୁ ସମୟ ମିଳିବ ଇଏ ଭିତରେ। ଏ, ଆପଣ ଯୋଉ କହିଲେ, ମୁଁ ଶେଷ କରିବା ଆଗରୁ ସୁନୀଲ ବାବୁ ଆପଣ ତ ଦେଖିଛନ୍ତି, ମତେ ଗୋଟେ ସେକେଣ୍ଡ ଦିଅନ୍ତୁ। କୋଉଟା ହେଲା? ଆରେ ଆରେ ଏଇଠି ମୁଁ ଟିକେ ସେୟାର କରୁଛି। ଏଇ ଦେଖନ୍ତୁ, this is how I what Ardhachandra will return you, right? ଦେଖାଉ ସାର୍। ନା ଏଟା ଠିକ ଲେଖିନି, ହଁ ଜଗତ ଜନନୀ ଆଜ୍ଞା। ଲେଖିନି, ଠିକ ଲେଖିନି। ଜଗତ ନାଇଁ, ଜନନୀ ମୁଁ ଟାଇପିଂ ରେ ଦେଖୁଛନ୍ତି ଏଇ ଯୋଉଟା ମାନେ despite the mistake ଟାଇପିଂ in ରେ the typing, it is still ଟାଇପିଂ returning a valid response. କିନ୍ତୁ ତାପରେ ବି ଆନାଲିସିସ୍ ଇଜ କରେକ୍ଟ, ଜଗତ ଜନନୀ। ଏଥିରୁ ଆପଣ ଏଠି କୋଉଠି ଯାଉଛି ଦେଖିବେ। So this will take you to ଜଗତ। So this is already we are doing. ସାର୍ ୟାର କିଛି ହଉ ଅଛି କି ସେଟା ଠିକ୍ ସ୍ପେଲିଂକୁ ନେଇଯାଇପାରିବ, ଯେମିତି ଫର୍ ଏକ୍ଜାମ୍ପଲ୍ ନାଇଁ, ଏଥିରେ ମୁଁ ଟାଇପିଂରେ ଯେତେବେଳେ ଭୁଲ ଲେଖିଲି ହେଲା। ଏଠି କୁଇକଲି, ମୁଁ ଦେଖନ୍ତୁ ଆଜ୍ଞା। ଜଗତ ଜନନୀ ମୁଁ କେମିତି ଲେଖିଛି, ଦ୍ୟାଟ ଇଜ ମାଇ ମିଷ୍ଟେକ୍। ନା ନା ସାର୍, ସେଇଟା ଆବସଲ୍ୟୁଟଲି ମାନେ ଇଟ୍ସ ଫାଇନ୍, ଏଇଟା ଗୋଟେ ହ୍ୟାପି ଆକ୍ସିଡେଣ୍ଟ କହିପାରନ୍ତି। କାରଣ ଯଦି ଲେଖିଲା ବେଳେ ଜଣେ ଭୁଲ ଲେଖି ଦେଉଛି, ଯେମିତି ତାର କରେକ୍ଟ ସ୍ପେଲିଂ ଆଡ଼କୁ ନେଇଯିବାର ଆଜିକାଲି ଯେମିତି ଟାଇପ୍ କଲାବେଳେ ଆମକୁ ରହୁଛି ନା, ସେମିତି ଯଦି ଆ ଦେହରେ ବି କିଛି ରହିପାରିବ କି, କିଛି ସ୍ମାର୍ଟ ଟୁଲ୍ ରହିପାରିବ ଯୋଉଟାକୁ କି ନାଇଁ, this is already giving you the words, right? The breakup, Jagat and Janani, ସାର୍ ସେଇଟା and କହୁନି it's ସାର୍, explaining ସେଇ you. ସାର୍ କମ୍ପାଉଣ୍ଡ ୱାର୍ଡର କହୁଛି, ତାର ସ୍ପେଲିଂଟା ଠିକ୍ ଦେଖେଇ ପାରିବ ସେଟା। ଇଟ୍ ୱିଲ୍ ଟେକ୍ ୟୁ ଟୁ ଆକ୍ଚୁଆଲି ଜଗତ ଜନନୀ, ଜ ତଳେ ଜୟ। ଜଗତ ଜନନୀଟା କେମିତି ଲେଖାଯାଏ? ହଁ, ସେଇଟା କେମିତି ଲେଖାଯାଏ, ସେଥିରେ ଆମର ଗୋଟେ ତର୍କ ଅଛି। ସେ ଗୋଟେ ସବଜେକ୍ଟ ଆମେ କଥା ହେବାକୁ ପଡିବ ଆମକୁ, କାରଣ ଯେତେବେଳେ ଆପଣ ଫର୍ମକୁ ଆସନ୍ତି ସେତେବେଳେ ଆମେ ଯୁକ୍ତାକ୍ଷର ଲେଖିବା କି ଯୁକ୍ତାକ୍ଷର ଲେଖିବା ନାହିଁ, ସେ ଗୋଟେ ଡିବେଟ୍। ବୈଷ୍ଣବ ଭାଇ ଭଲ କହିବେ। ସୋ ଅନେକ
ଜିନିଷ ଅଛି ଇସ୍ୟୁ ଯେମିତି ପଞ୍ଚାନନ ବାବୁ କହିଲେ ଇଜ କରେକ୍ଟ। ଏଥିରେ ବହୁତ ଗୁଡିଏ ଇସ୍ୟୁ ଅଛି which is debatable। ଆମେ କେତେ କଣ କୋଉଠି କରିପାରିବା, so we have to take a deeper action, thought and action into this। ଏତେ ମାନେ ସହଜ ନୁହେଁ, ବଟ୍ ଯାହା ହଉ ଗୋଟିଏ ଡାଇରେକ୍ସନରେ ଆମେ ଆରମ୍ଭ କରିଛେ ଏବଂ କିଛି କୋଉଠି ତ ଗୋଟେ ପହଞ୍ଚିବା। ହଉ ସୁନିଲ ବାବୁ ଥ୍ୟାଙ୍କ ୟୁ। ଆମେ ଅଧଘଣ୍ଟାରୁ ସାର୍ 2 ଦୁଇ ଘଣ୍ଟା ଜଣ ଚାଲିଗଲା which ସାର୍ is ଆଉ ଦୁଇ ଜଣ ଅଛନ୍ତି କ୍ଲୋଜିଂ କମେଣ୍ଟସ୍ କ୍ୱିକ୍ କମେଣ୍ଟସ୍ ନେଇଯିବା। ଆଚ୍ଛା। ମୁଁ ଅନୁରୋଧ କରିବି ଶ୍ରୀ ରୁଦ୍ର ପ୍ରସନ୍ନ ସାହୁ ସାର୍ଙ୍କୁ ଆପଣ ଅନମ୍ୟୁଟ୍ କରନ୍ତୁ, ଭିଡ଼ିଓ ଅନ୍ କରିକି ଆପଣଙ୍କର କ'ଣ କହିବାର ଅଛି କୁହନ୍ତୁ। ସାର୍ ସମସ୍ତଙ୍କୁ ପ୍ରଣାମ। ମୁଁ ମୁଁ ତ ଆପଣଙ୍କର ଭାଷାବିତ୍ ନୁହେଁ ବା ସାହିତ୍ୟିକ ନୁହେଁ। ମୁଁ ଗୋଟେ ରିଟାୟାର୍ଡ ଓଏସ୍ ଅଫିସର। ହେମଚନ୍ଦ୍ର ସାହୁ ଥିଲେ, ତାଙ୍କ ଝିଅ ଯିଏ ପ୍ରଫେସର ଇଂଲିଶ ସୁଜାତା ପିଉଛନ୍ତି, ସେ ମୋତେ କହିଲେ ଯେ ଭାଇ ଆଉ ୱେବିନାରଟା ଦେଖିବେ ଆପଣ, ଏବଂ ଆପଣ ଦେଖି ଆପଣ ମତ ମୋର 3ଟା ଅନୁରୋଧ। ପ୍ରଥମତଃ ହେଲା ଯେ ଆପଣ ଯୋଉଟା କହିଥିଲେ ଯେ ଓଡ଼ିଆ ଅସ୍ମିତା ଯୋଉ ୱାର୍ଡଟା, ଏ ୱାର୍ଡଟା କେବଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଛି, ଅନ୍ୟ କୌଣସି ଡିକ୍ସନାରୀରେ ନାହିଁ। ମୁଁ ମଧ୍ୟ ଏଇଟା ଆପ୍ରିସିଏଟ୍ କରୁଛି ଯେ ଏଇଟା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଛି। ଏବଂ ବର୍ତ୍ତମାନ ଆମର ଯୋଉ ସରକାର ଯୋଉ ଆସିଛନ୍ତି, ଏ ସରକାର ମଧ୍ୟ ଓଡ଼ିଆ ଅସ୍ମିତାକୁ ବହୁତ ଗୁରୁତ୍ୱ ଦଉଛନ୍ତି। ତେଣୁ ଯେତେବେଳେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦଉଛନ୍ତି, ମୁଁ ଅନୁରୋଧ କରିବି ଆମର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯିଏ ଗୋପାଳ ପ୍ରସାଦ ଲେଖିଛନ୍ତି, 18-20 ବର୍ଷର ପରିଶ୍ରମରେ ସେ ଏ ଭାଷାକୋଷଟାକୁ ଲେଖିଛନ୍ତି। ଏବଂ ଯାହା ଆଲୋଚନା ହେଉଥିଲା 4ଟି ଲାଙ୍ଗୁଏଜରେ ସେ ବିଭିନ୍ନ ପ୍ରକାର ଲୋକାଲ ଲାଙ୍ଗୁଏଜକୁ ନେଇକି ଅନ୍ୟ ସବୁ ଢଗଢମାଳି ନେଇକି ସେ ଜିନିଷ ସୃଷ୍ଟି କରିଛନ୍ତି। ଏବଂ ଫର୍ଚୁନେଟଲି ମୁଁ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗୋଟେ ପ୍ରାୟ 15 ବର୍ଷ ଭାଷାକୋଷ ରଖିଛି। ଯେତେବେଳେ ଛୋଟ ପିଲା ଥିଲି, ମାନେ 75-74 ବେଳେ, ସେତେବେଳେ ଆମକୁ କୁହାଯାଉଥିଲା ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଇଜ ଏ ରେୟାର ପୋଜେସନ। ଏବଂ ମୁଁ ଜାଣିବା ଭିତରେ ବହୁତ 4-5 ଜଣ ଲୋକ ଥିଲେ ଯେଉଁମାନେ ଖୁବ୍ ପୁରୁଣା ଆଡଭୋକେଟ, ଯେଉଁମାନେ ରିନାଉଣ୍ଡ ଆଡଭୋକେଟ, ସେମାନଙ୍କ ପାଖରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରହିଥିଲା ଏବଂ ଆମକୁ ଦେଖିବାକୁ ସୁଯୋଗ ମିଳିଥିଲା। କିନ୍ତୁ ବର୍ତ୍ତମାନ ଲାର୍କ ବୁକ୍ସ ଯିଏ, ସେ ଆପଣଙ୍କର 7,000 ଟଙ୍କାରେ 2006 ମସିହାରେ 7,000 ଟଙ୍କାରେ 7ଟା ଭଲ୍ୟୁମ୍ ସେ ଦଉଛନ୍ତି। ମୋର ଏଥର ଗୋଟେ ଅନୁରୋଧ, ଆପଣଙ୍କର ଯେହେତୁ ଆମର ଓଡ଼ିଆ ଭାଷା ପ୍ରତି ଆମେ ଗୁରୁତ୍ୱ ଦଉଛୁ ଏବଂ ଓଡ଼ିଆ ଅସ୍ମିତା ପ୍ରତି ଯଦି ଆମେ ଗୁରୁତ୍ୱ ଦଉଛୁ, ଅନ୍ତତଃ ପକ୍ଷରେ ଯେତେ ହାଇସ୍କୁଲ ଅଛି, ପ୍ରତି ହାଇସ୍କୁଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗୋଟେ ଲାଇବ୍ରେରୀ ରଖାଯାଉ। ଆମର ଏଇ ଯୋଉ ପ୍ରୟାସ ଆପଣ କରିଛନ୍ତି, ଯୋଉ ନୂଆ ଆପ୍ ପ୍ରୟାସ କରିଛନ୍ତି, ସେଟା ନିଶ୍ଚିତ ଭାବରେ ଯେତେ ପ୍ରଶଂସା କଲେ ମଧ୍ୟ ଦ୍ୟାଟ୍ ୱିଲ୍ ବି ଇନ୍ଆଡୁକେଟ୍ ଆଣ୍ଡ ଇନସଫିସିଏଣ୍ଟ। ତେବେ ଗୋଟେ କ'ଣ ଆମର ଯାହା ହେଲେ ବି ହାର୍ଡ କପି ଯେତେ ହାଇସ୍କୁଲ ଅଛି, ସବୁ ହାଇସ୍କୁଲରେ ଗୋଟେ ହାର୍ଡ କପି ରହିବା ଦରକାର। ଦ୍ୱିତୀୟ କଥା ଯେ ଏଇଟା ଭଲ୍ୟୁମଟା ଏତେ ବଡ଼ ହେଇଯାଉଛି, ଆପଣ ଗୋଟେ ୱାର୍ଡ ଯଦି ଖୋଜିକି ବାହାର କରିବେ, ଇଟ୍ ଇଜ୍ ଭେରି କ୍ୟୁମ୍ବରସମ୍ ଆଣ୍ଡ ଇଟ୍ ଇଜ୍ ଭେରି ପେନଫୁଲ। ତେଣୁ ଆମର ଯେମିତି ବିନୋଦ କାନୁନର ଜ୍ଞାନ ମଣ୍ଡଳ କରିଛନ୍ତି, ଧରନ୍ତୁ ଆପଣ 20ଟା ଭଲ୍ୟୁମ୍ 25ଟା ଭଲ୍ୟୁମ୍ କରିଛନ୍ତି। ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଯେମିତି 20-25ଟା 40ଟା 50ଟା ଭଲ୍ୟୁମ୍ ହେଇଛି, ସେମିତି ଆମର 7ଟା ଭଲ୍ୟୁମ୍କୁ ଯଦି ଆମେ ଭାଗ ଭାଗ କରିଦେଇକି ଯଦି ଆମେ 20ଟା ଭଲ୍ୟୁମ୍ କରିଦିଅନ୍ତେ ଏବଂ ଆଉ ଟିକେ ସୁନ୍ଦର ଅକ୍ଷର ଏବଂ ସୁନ୍ଦର ମାନେ ଭଲ ପେପର ଲେଖାଯାଆନ୍ତା, ତାହେଲେ ଏଇଟା ସମସ୍ତଙ୍କ ସୁଖ ପାଠ୍ୟ ହୁଅନ୍ତା। ଏଇଟା ଗୋଟେ ଜିନିଷ। ଦ୍ୱିତୀୟ କଥା ହେଲା ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକୃତ ପକ୍ଷରେ ଗୋପାଳ ପ୍ରହ୍ଲାଦ କଲେ, କିନ୍ତୁ ସେ ତାଙ୍କ ନିଜ ନାଁ ନ ଦେଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତାଙ୍କ ଦେଇଛନ୍ତି। ଏବଂ ଏଇଟା ମଧ୍ୟ ବହୁତ କଷ୍ଟରେ ସେ ପାଖାପାଖି 20 ବର୍ଷର ତାଙ୍କର ସାଧନା ବଳରେ ସେଇଟା କରିପାରିଛନ୍ତି। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ବା ପାରିବାରିକ ଜୀବନ କ'ଣ ଥାଉ ନଥାଉ, ଆମେ ତାଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ହିସାବରେ ଗ୍ରହଣ କରିବା ଦରକାର। ଏବଂ ତାଙ୍କର ଜନ୍ମ ଜୟନ୍ତୀକି ଯେମିତି ଅନ୍ୟମାନଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛୁ, ଆମେ ମଧ୍ୟ ଗୋପାଳ ପ୍ରସାଦଙ୍କ ଜନ୍ମ ଜୟନ୍ତୀ ମଧ୍ୟ ସେଇ ପ୍ରକାର ଗୁରୁତ୍ୱ ଦେଇକି ପାଳନ କରିବା ନିହାତି ଆବଶ୍ୟକତା ରହିଛି। ଆଉ ଏଇଟା ହେଲା ମାନେ ମୋର ବ୍ୟକ୍ତିଗତ ଭାବରେ ମତ। ଆଉ ଆଜି ଯାହା ଡିସ୍କସନ୍ ହେଇଛି, ବହୁତ ସୁନ୍ଦର ଡିସ୍କସନ୍ ହେଇଛି। ଆଉ ଆମର ଯେତେବେଳେ ନୂଆ ଆପ୍ଟେ କ୍ରିଏଟ୍ ହେଇଛି, ତେଣୁ ଏଇଟା ଯୋଉ ଭଲ୍ୟୁମ୍ ବହି ଧରିକି ଆଉ ଯିବା ଦରକାର ନାହିଁ, ଆପ୍ଟା ଆପଣ ଖୋଲିଦେଲେ ଆପଣ ସବୁ ଜିନିଷ ଜାଣିପାରିବେ। ତେବେ ଗୋଟେ ବଡ଼ ଜିନିଷ ହେଲା କ'ଣ, ଆପଣ ଯେତେ ଯାହା ହେଲେ ମଧ୍ୟ ଆପଣ ହାର୍ଡ କପିଟା ସବୁବେଳେ ଆବଶ୍ୟକ ରହୁଛି। ପିଲା କମ୍ପିଟିଭ୍ ପ୍ରିପାରେସନ୍ କରୁଛନ୍ତି, ଯାହା ଦେଖିଲେ ବାପା ମା ପଚାରିଲେ ପିଲା କହୁଛନ୍ତି ଆମର ମୋବାଇଲ ଏଭ୍ରିଥିଙ୍ଗ ଇଜ୍ ଦେୟାର ଇନ୍ ଦି ମୋବାଇଲ। କିନ୍ତୁ ମୋବାଇଲରେ ଆପଣ ପ୍ରିପାରେସନ୍ ବା ସେମାନେ ଅନ୍ୟ କିଛି ଜିନିଷ ମଧ୍ୟ ଦେଖିବାକୁ ସୁଯୋଗ ପାଉଛନ୍ତି ଏବଂ ତାଙ୍କ ସମୟର ଅପଚୟ ହେଉଛି। ତେଣୁ ଅନ୍ତତଃ ପକ୍ଷରେ ମୁଁ ଅନୁରୋଧ କରିବି, ଆମର ଯେତେବେଳେ ସରକାର ବହୁତ ଗୁରୁତ୍ୱ ଦେଉଛନ୍ତି ଅନ୍ତତଃ ଓଡ଼ିଆ ଭାଷା ପାଇଁ, ଆମ ଓଡ଼ିଶାରେ ଅନ୍ତତଃ ଯେତେ ହାଇସ୍କୁଲ ଅଛି, ସବୁ ହାଇସ୍କୁଲ ଲାଇବ୍ରେରୀ ଅନ୍ତତଃ ପକ୍ଷରେ ଗୋଟେ ଗୋଟେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରହୁ ଏବଂ ଏଟା ଭଲ୍ୟୁମଟାକୁ ମାନେ ସଂଖ୍ୟାଟାକୁ ବଢ଼େଇ ଦିଆଯାଉ।
ଏବଂ ଛୋଟ ଛୋଟ ହ୍ୟାଣ୍ଡି ହେଲେ ଅନ୍ତତଃ ସମୟ ଦେଖିବା ପାଇଁ ପଢିବା ପାଇଁ ସୁଯୋଗ ପାଇବେ। ସାର୍ ଧନ୍ୟବାଦ। ଧନ୍ୟବାଦ ସାର୍ ଧନ୍ୟବାଦ ସାର୍। ସାର୍ ପଞ୍ଚାନନ ମହାନ୍ତି ସାର୍ ଆପଣଙ୍କର ସାର୍ କ୍ୱିକ୍ କମେଣ୍ଟ ନା ରାତି 9ଟା ନା ହେବା ପାଇଁ ଖାଲି ବସିଲାଣି। ହଁ ନାଇଁ ଛୋଟ କଥା ଗୋଟେ ଖାଲି କହିବି, ସେ କହିବା ପାଇଁ ଚାହୁଁଥିଲି ଯେ ସେଥିପାଇଁ ଆପଣଙ୍କର ଏତେ ସମାସ ଶବ୍ଦ ଆମ ଭାଷାରେ ଅଛି, ଆପଣ ସବୁ ସମସ୍ୟାକୁ ଆପଣଙ୍କର ଡିକ୍ସନାରୀରେ କୌଣସି ଅଭିଧାନରେ ଦେଇପାରିବେ ନାହିଁ। ତେଣୁ ପ୍ରଥମେ ଯେତେବେଳେ ଆମେ ଆରମ୍ଭ କରୁଛୁ କାମ, ବ୍ୟାକରଣକୁ ଅଲଗା କରିକି ରଖିବୁ। ଆପଣ ଯୋଉ ଜଗତ ଜନନୀ, ଏଇ ଯୋଉ ତଟା ଜ ହଉଛି, ସନ୍ଧି ହଉଛି, ସମାସ ହଉଛି। ତେଣୁ ପ୍ରଥମେ ଏଇଟା କରିକି ତା ପରବର୍ତ୍ତୀ ସ୍ତରରେ ଏଗୁଡାକ ସବୁ କଲେ ଭାରି ଭଲ ହବ। ଏତିକି ଖାଲି କହିବାର ଥିଲା, ଆଉ କିଛି। ଧନ୍ୟବାଦ। ତେବେ ବିଶ୍ୱରତୀ ମ୍ୟାଡାମ କିଛି କହିବେ କି? ସାର୍ ଯୋଉ ସାଧନା କରିଛନ୍ତି ଯେ ସମସ୍ତଙ୍କ ପାଖରେ ପହଞ୍ଚେଇବା ପାଇଁ ଆମର ଭାଷାକୋଷକୁ, ସେଟା ତ ଯେତେ ଧନ୍ୟବାଦ ଦେଲେ କମ ହବ। ୟାର ଗୋଟେ ବହୁତ ଭଲ ଦିଗ ହେଇପାରିବ, ମୁଁ ଯୋଉଟା ଭାବୁଛି। ସାର୍ଙ୍କ ପାଇଁ ତ ମୋର କିଛି କହିବାର ନାହିଁ, ସେ ଯୋଉ କାମ କରିଛନ୍ତି ସାନୁଜିତ ସାର୍ଙ୍କ ପାଇଁ। ଆମର ଯୋଉ ସାଉଥ ଇଷ୍ଟ ଏସିଆନ କଣ୍ଟ୍ରି ମାନଙ୍କୁ ଓଡ଼ିଶାରୁ ଦିଟା ଫେଜରେ ମାସ୍ ମାଇଗ୍ରେସନ ହେଇଛି। ଏବେ ତ 150 ବର୍ଷ ପୂର୍ବେ ଇଂରେଜ ମାନଙ୍କ ଦ୍ଵାରା ବ୍ରିଟିଶ ଲୋକମାନଙ୍କୁ ନେଇଥିଲେ ଯୋଉମାନଙ୍କୁ, ସେଇମାନଙ୍କର ତ 150 ବର୍ଷ ପୂର୍ବେ ଯାଇଛନ୍ତି। ସେମାନେ ତାଙ୍କ ଭାଷା କିଛି ମାତ୍ରାରେ ବଜାୟ ରଖିଛନ୍ତି ଆଜି ପର୍ଯ୍ୟନ୍ତ। କିନ୍ତୁ 2000 ବର୍ଷ ତଳେ ଯୋଉମାନେ ଯାଇଥିଲେ ସାଧବ ମାନଙ୍କ ସାଙ୍ଗରେ ମେରିଟାଇମ ଟ୍ରେଡ ସମୟରେ, ସେମାନେ ତାଙ୍କର ଭାଷା ସଂସ୍କୃତିକୁ ସେତେ ମାତ୍ରାରେ ବଜାୟ ରଖି ପାରିନାହାନ୍ତି, କାରଣ ୟା ଭିତରେ 2000 ବର୍ଷ ଭିତରେ ସେଇ ଦେଶ ମାନଙ୍କରେ ବହୁତ ପରିବର୍ତ୍ତନ ହେଇଛି। ବହୁତ ଇଣ୍ଟରମିକ୍ସଚର ହେଇଛି, କଲଚରାଲ, ପଲିଟିକାଲ, ବିଭିନ୍ନ ପ୍ରକାର ଇଣ୍ଟରମିକ୍ସଚର ହେଇଛି, ଯାହା ଦ୍ୱାରା କି ଧର୍ମ ଏସବୁର, ଯାହାଦ୍ୱାରା କି ସେମାନେ ତାଙ୍କର ଭାଷା ଓ ସଂସ୍କୃତିକୁ ପୂର୍ଣ୍ଣ ମାତ୍ରାରେ ବଜାୟ ରଖିବାଟା ତାଙ୍କ ପକ୍ଷରେ ସମ୍ଭବ ହେଇପାରିନାହିଁ। କିନ୍ତୁ ଆମର କଳିଙ୍ଗ ଇତିହାସରେ ମେମ୍ବର ଅଛନ୍ତି ଆଲୋକ ବୋଲି, ଯୋଉ ମାଲେସିଆର ୟଙ୍ଗ ଇଞ୍ଜିନିୟର ଜଣେ। ସିଏ ବର୍ତ୍ତମାନ ତାଙ୍କ ନିଜ ଇଣ୍ଟରେଷ୍ଟ ପାସନେଟଲି ସିଏ ଚେଷ୍ଟା କରୁଛନ୍ତି ମାଲୟ ଭାଷାରେ କେତେ ମାତ୍ରାରେ ଓଡ଼ିଆ ଶବ୍ଦ ରହିଛି ସେ ଖୋଜିକି ବାହାର କରୁଛନ୍ତି। ତାର ଅର୍ଥ ହଉଛି ଏଇଆ ଯେ କେବେ ନା କେବେ ମାଲେସିଆର, ଯୋଉଟା ଆମେ ବର୍ତ୍ତମାନ ମାଲେସିଆର ମୂଳ ବାସିନ୍ଦା ବୋଲି ଯାହାକୁ କହୁଛେ, ସେମାନେ ଓଡ଼ିଶାରୁ ଯାଇଛନ୍ତି। କାରଣ ଭାଷା ଗୋଟେ ଏମିତି ଜିନିଷ, ସେଇଟା କେବଳ ଯଦି ବର୍ଷ ବର୍ଷ ଧରିକି, ଶହ ଶହ ବର୍ଷ ଧରିକି ଗୋଟେ ଜାତି ଯାଇକି ଅନ୍ୟ ଗୋଟେ ଜାଗାରେ ବସବାସ କରିବେ, ତାହେଲେ ତାଙ୍କର ଭାଷାଟା ସେଇ ଅଞ୍ଚଳରେ ପ୍ରତିଷ୍ଠିତ ହେଇପାରିବ। ଅଦରୱାଇଜ ମାନେ ଅନ୍ୟ କୌଣସି ଜିନିଷ, ଯେମିତି ଆମେ କୌଣସି ଜିନିଷ ଗୋଟେ ନେଇକି ଗୋଟେ ଜାଗାରେ ଥୋଇ ଦେଇପାରିବା, ଗୋଟେ ପଥର ମୂର୍ତ୍ତି ହଉ ବା କୌଣସି କାରିଗରୀ ଜିନିଷ, କିନ୍ତୁ ଭାଷା କୌଣସି ଜାଗାରେ କେବେ ନେଇକି କୋଉଠି ଥୋଇ ଦେଇଯାଇ ହବନି। କେବଳ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଲୋକମାନେ ଯାଇଥିଲେ ହିଁ ସେମାନେ ତାଙ୍କ ଭାଷାକୁ ସାଙ୍ଗରେ ନେଇକି ଯାଇଥିବେ। ତେଣୁ ଏଇଟା ଗୋଟେ ବହୁତ ବଡ ପ୍ରମାଣ ଯେ ଆମର ଇଣ୍ଡୋନେସିଆରେ ହଉ ବା ଆମର ମାଲେସିଆ, ଥାଇଲାଣ୍ଡ, ଏ ସମସ୍ତ ଦେଶ ମାନଙ୍କରେ ଆମର ଓଡ଼ିଆ ଭାଷାର ଶବ୍ଦ ଅନେକ ପରିମାଣରେ ରହିଛି। ତେଣୁ ସେଠି ଯୋଉ ଲୋକମାନେ ଆମର ରହୁଛନ୍ତି, ସେମାନେ ଯଦି ଚେଷ୍ଟା କରିବେ, ବିଶେଷ କରି ଆମର ମାଲେସିଆର ଯଦି ଅଛନ୍ତି ଆମର ସଦସ୍ୟ ମାନେ ବର୍ତ୍ତମାନ ଏଠି, ସେମାନେ ମଧ୍ୟ ଯେହେତୁ ମାଲେଇ ଲାଙ୍ଗୁଏଜ ଜାଣନ୍ତି, ତେଣୁ ସେମାନେ ଓଡ଼ିଆ ଭାଷାରେ କଣ କଣ ଶବ୍ଦ ମାଲେଇ ଭାଷାରେ ରହିଛି, ବା ଇଣ୍ଡୋନେସିଆର ଯୋଉ ଜାଭାରେ ହଉ, ସୁମାତ୍ରାରେ ଯୋଉ ଯୋଉ ଭାଷା ସବୁ ରହିଛି, ସେମାନେ ତା ଭିତରୁ ଖୋଜିକି ବାହାର କରିପାରିବେ। ଆଉ ସେଥିପାଇଁ ଆମର ଯୋଉ ଡିଜିଟାଲ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବହୁତ ମାତ୍ରାରେ ସାହାଯ୍ୟ କରିବ ସେମାନଙ୍କୁ। ତାହେଲେ ସେମାନେ ଯୋଉ ଭାଷା ମାନେ ଭାବୁଛନ୍ତି ଯେ ଏଇଟା ଆମର ଓଡ଼ିଆ ଭାଷା ହେଇଥାଇପାରେ କି, ଯଦି ଗୋଟେ ଶବ୍ଦ ସେମାନେ ପାଇଛନ୍ତି ଆଉ ଏମିତି ଭାବୁଛନ୍ତି, ତାହେଲେ ସେମାନେ ସିଧାସଳଖ ଆମର ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଡିଜିଟାଲ ଇଏକୁ ବ୍ୟବହାର କରିକି ସେମାନେ ସେ ଶବ୍ଦର ଅର୍ଥ ଖୋଜିକି ବାହାର କରିପାରିବେ। ଆଉ ଆଲୋକ ଭାଇ ଯେମିତି ଆମର ଗୁଡାଏ ଶବ୍ଦ ତିଆରି କରିଛନ୍ତି, ମାନେ ତାର ତାଲିକା ପ୍ରସ୍ତୁତ କରିଛନ୍ତି, ସେଥିରେ ତାର ଅର୍ଥ ମଧ୍ୟ ସେ ଦେଇଛନ୍ତି, ସେମିତି ମଧ୍ୟ ସେ ତାର ଅର୍ଥ ଦେଇପାରିବେ। ଧନ୍ୟବାଦ। ଏଇଟା ମୁଁ ଭାବୁଛି ଯେ ଏଇଟା ଗୋଟେ ବହୁତ ଭଲ କାମ ହେଇପାରିବ ଆମ ମାନଙ୍କ ପାଇଁ। ସାଉଥ ଇଷ୍ଟ ଏସିଆନ କଣ୍ଟ୍ରି ମାନଙ୍କରେ ଓଡ଼ିଶାର କେତେ ମାତ୍ରାରେ ଅବଦାନ ଥିଲା ସେ
ସଭ୍ୟତା ସବୁ ତିଆରି କରିବାରେ ତାର ଭାଷାରୁ ଆମେ ତାର ପ୍ରମାଣ ପାଇପାରିବା, ଯୋଉଥିରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଗୋଟେ ବହୁତ ବଡ ଡିଜିଟାଲ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଗୋଟେ ବହୁତ ବଡ ଅବଦାନ ରହିବ। ଧନ୍ୟବାଦ। ବହୁତ ଧନ୍ୟବାଦ ବିଶ୍ୱଭାରତୀ ମ୍ୟାଡାମ। କଣ ସାର୍ କିଛି କହିବେ? ନାଇଁ ନାଇଁ, ମୁଁ ଏତିକି ଖାଲି କହିବାକୁ ଚାହୁଁଛି ଯେ ଆଜି ବହୁତ ଭଲ ଭଲ ସଜେସନ୍ସ ମିଳିଲା ଏବଂ ଯେମିତି ମ୍ୟାଡାମ ବର୍ତ୍ତମାନ କହିଲେ, ପଞ୍ଜାବ ସାର୍ କହିଲେ, ଆମ ପାଖରେ ବହୁତ ଅଛି, ମାନେ ଆମ ସାମର୍ଥ୍ୟ ବୋଲି ଗୋଟେ ଜିନିଷ ଆମ ପାଖରେ ଅଛି, କିନ୍ତୁ ଆମେ ୟୁଜ କରିପାରୁନେ। ତେଣୁ ଆପଣ ଏଇ ନେଟୱାର୍କଟି କରନ୍ତୁ ଏବଂ ଲେଟ୍ ଅସ୍ ବି ଇନ୍ ଟଚ୍ ୱିଥ୍ ଇଚ୍ ଅଦର। ଆପଣ ଆମର ବର୍ତ୍ତମାନ ଯେମିତି କଣ୍ଟାକ୍ଟ ଗୋଟେ ଏଷ୍ଟାବ୍ଲିଶ ହଉ, ଆଉ ଆଇ ଏମ୍ ପ୍ରିଟି ସିଓର ଯେ ଯେମିତି କହୁଛନ୍ତି ମ୍ୟାଡାମ ଯେମିତି କହିଲେ, ଭେରି ଇଣ୍ଟରେଷ୍ଟିଂ ଆଣ୍ଡ ଭେରି ନାଇସ୍ thing to do, to link that okay, this is the origin of this word is from Orissa. ସେଭଳି ଜିନିଷ ହେଇନାହିଁ ଏବଂ ସେଠି ଖୁବ ସୁନ୍ଦର ହବ ଯଦି ଆମେ କରିପାରିବା। ଏଥିପାଇଁ କନେକ୍ସନ ଦରକାର, ଆମକୁ ଗୋଟେ କଣ୍ଟାକ୍ଟ ନେଟ୍ ଗ୍ରୁପ କରିବାକୁ ପଡିବ। ସୋ ଦିସ୍ ଆର୍ ନିଡେଡ ଥିଙ୍ଗସ୍। ଆଉ ଭାଷା ଏମିତି ଗୋଟେ ଜିନିଷ, ମୁଁ ନିଜସ୍ୱ ବ୍ୟକ୍ତିଗତ ଜିନିଷ କଥା କହୁଛି। ମୁଁ 30 ବର୍ଷ ସେପଟେ ରହିଲି, ମୋ ମାତୃଭାଷା ଓଡିଆ। ମୁଁ ଏବେ ସ୍ୱିଡିଶ କହୁଛି, ଜର୍ମାନ କହୁଛି, ଗତ 2 ବର୍ଷ ଧରି ମୁଁ ସଂସ୍କୃତ ଶିଖୁଛି ଏବଂ ହିନ୍ଦୀ ବଙ୍ଗଳା ତ ଜଣା ପଢିବାରେ ଇଏ କରିଛି। ତେଣୁ ଭାଷା ଗୋଟେ ଜିନିଷ କେବେ ମରେନି। ଏଇଟା ଆପଣ ଯଦି ଚାହିଁବେ ଭାଷା ମରିବ, ଅଦରୱାଇଜ ମରିବନି। ଆଜ୍ଞା। ବହୁତ ନାଇଁ, ସୁନ୍ଦର। ଏଠି ଗୋଟେ ମାନେ ଯେମିତି ଆମକୁ ବର୍ତ୍ତମାନ ସାଉଥ ଇଷ୍ଟ ଏସିଆନ କଣ୍ଟ୍ରିରେ ଓଡିଶାର ଲୋକମାନେ, କଳିଙ୍ଗର ଲୋକମାନେ ଆଗରୁ ଯାଇକି ସଭ୍ୟତା ତିଆରି କରିଛନ୍ତି ବୋଲି ସେମାନଙ୍କ ଜାଗାରେ ତାଙ୍କର ଇତିହାସରେ ପ୍ରମାଣ ଅଛି, କିନ୍ତୁ ଆମର ଭାରତୀୟ ଇତିହାସରେ କୌଣସି ପ୍ରମାଣ ନାହିଁ। କିନ୍ତୁ ଯଦି ଭାଷାର ଆମେ ସାମଞ୍ଜସ୍ୟ ଖୋଜିକି ବାହାର କରିପାରିବା ଯେ ଅନେକ ଶବ୍ଦ, ଯୋଉ ଓଡିଆ ଶବ୍ଦ ସେଇ ଦେଶର ଭାଷା ମାନଙ୍କରେ ଅଛି, ତାହେଲେ ଏଇଟା ଗୋଟେ ଆମ ପାଇଁ ଗୋଟେ ବହୁତ ବଡ ପ୍ରମାଣ ହେଇପାରିବ ଯେ ହଁ, ଆମର ଲୋକମାନେ ଯାଇକି ସେଠି ପ୍ରଥମେ ସଭ୍ୟତାର ଉନ୍ମେଷ ଘଟେଇଥିଲେ ବୋଲି। ତେଣୁ ଏଥିରେ ତ ନିଶ୍ଚିତ ଭାବରେ ଆପଣଙ୍କର ଯୋଉ କାମଟା ସେଟା ବହୁତ ବଡ ମାନେ ସାହାଯ୍ୟ କରିବ। ଆଉ ଆଜିର ପ୍ଲାଟଫର୍ମରେ ମୁଁ ଗୋଟେ ଜିନିଷ ଦେଖିପାରିଲି, ଯେ ଅନୁଭବ କଲି ଯେ ଯେମିତି କି ଆପଣ ଭାବୁଛନ୍ତି ଯେ ଆମ ପାଇଁ ବହୁତ ଭଲ୍ୟୁଣ୍ଟିୟର୍ସ ଦରକାର ଏଇ କାମଟା କରିବା ପାଇଁ ବୋଲି, କିନ୍ତୁ ଆପଣ ସେତିକି ଲୋକ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି। ଆଉ ଆଉ କିଛି ଲୋକ ଅଛନ୍ତି ଯୋଉମାନେ ଭଲ୍ୟୁଣ୍ଟିୟରିଂ କରିବା ପାଇଁ ଇଚ୍ଛୁକ, କିନ୍ତୁ ସେମାନେ ବି ଗୋଟେ ଆଜି ପର୍ଯ୍ୟନ୍ତ ପ୍ଲାଟଫର୍ମ ପାଉନଥିଲେ। ତେଣୁ ମୁଁ ଭାବୁଛି ନିଶ୍ଚିତ ଭାବରେ ମାନେ କଳିଙ୍ଗ ଇତିହାସ ଦିଟା ଇଚ୍ଛୁକ ଲୋକଙ୍କୁ ଯୋଡିବାର ଗୋଟେ ବହୁତ ଭଲ ପ୍ଲାଟଫର୍ମ ହେଇପାରିବ। ଆଉ ଏଇକୁ ନେଇକି ନିଶ୍ଚିତ ଭାବରେ ଆଗକୁ ଆମେ ଆହୁରି ଅଧିକା କାମ କରିବା। ଧନ୍ୟବାଦ। ବହୁତ ଧନ୍ୟବାଦ ବିଶ୍ୱଭାରତୀ ମ୍ୟାଡାମ, ସୁନ୍ଦର କଥାରେ କହିଲେ ଆପଣ। ତେବେ ମୁଁ ଭାବୁଛି ଯେ କଳିଙ୍ଗ ଇତିହାସ ତରଫରୁ ଆଉ ସାରା ଓଡ଼ିଆ ଜାତି ତରଫରୁ ଆଜି ଆମେ 3ଟି ଷ୍ଟାଣ୍ଡିଂ ଓଭେସନ ଦବା। ପ୍ରଥମେ ଦବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହାରଜୀଙ୍କୁ, ଦ୍ୱିତୀୟ ସୃଜନିକା ସଂସ୍ଥାକୁ, ଏବଂ ତୃତୀୟ ହେଉଛି ଆଜିର ବକ୍ତା ଶ୍ରୀଯୁକ୍ତ ସାନୁଜିତ ମୋହନ ମହୋଦୟଙ୍କୁ, ଯେ ତାଙ୍କର ଏତେ ବଡ଼ ସାଧନା ବିଷୟରେ ଆମେ ଜାଣିଲା ପରେ ଆମେ କୃତଜ୍ଞ ସାର୍, ଆପଣ ଯାହା କରୁଛନ୍ତି ଓଡ଼ିଆ ଜାତି ପାଇଁ। ତେଣୁ ଆମେ ଆପଣଙ୍କ ପାଖରେ ଋଣୀ ଏବଂ ଆପଣଙ୍କ କାମରେ ଯଦି ଆମେ କିଛି କରିପାରିବୁ, ଯୋଗ ଦେଇପାରିବୁ, ନିଶ୍ଚିତ ଭାବରେ ଆମେ ନିଜକୁ କୃତାର୍ଥ ମନେ କରିବୁ। ଆଜିର ଯୋଉ କାର୍ଯ୍ୟକ୍ରମଟି ମୋ ମତରେ ବହୁତ ଉଚ୍ଚକୋଟୀର ହେଇଥିଲା। ବକ୍ତା କୁହନ୍ତୁ ବା ଆଜିର ଯୋଉମାନେ ଯୋଗ ଦେଇଥିଲେ ସମସ୍ତଙ୍କର ଯୋଉ ଏନଗେଜମେଣ୍ଟ, କ୍ୱାଲିଟି ଅଫ୍ ଏନଗେଜମେଣ୍ଟ ବହୁତ ହାଇ ଲେଭେଲର ଥିଲା। ମୁଁ କାଲି ସକାଳ ସୁଦ୍ଧା ଆମେ କଳିଙ୍ଗ ଇତିହାସର ୟୁଟ୍ୟୁବ ଚ୍ୟାନେଲରେ ଏଇଟା ସ୍ଥାନିତ ହେଇଯିବ ଏବଂ ତାପରେ ଆମେ ଆଶା କରିବା ଯେ ଆଜି ଆମେ ଯୋଉ ଯୋଉ ବିଷୟରେ ଜାଣିଲେ, ଯେମିତି ନିହାର ଶତପଥୀ ସାର୍ କହିଲେ ବା ସାର୍ଙ୍କର ଅର୍ଦ୍ଧଚନ୍ଦ୍ର ବିଷୟ କଥା କହିଲେ, ଏସବୁ ବିଷୟରେ ଆମେ ଆମ ପରିସର ଭିତରେ ଯଥେଷ୍ଟ ପ୍ରଚାର ଆଉ ପ୍ରସାର କରିବା। ଯେମିତିକି ମେନ୍ ହେଉଛି ଆଲଗୋରିଦିମ୍, ଇଣ୍ଟରନେଟ୍ ଆଲଗୋରିଦିମ୍ରେ କାମ କରୁଛି। ଆମେ ଯେତେ ବ୍ୟବହାର କରିବା ସେ ଆଲଗୋରିଦିମ୍ ସେତେ ସେଟାକୁ ମାନେ ପ୍ରୋପାଗେଟ୍ କରିବ।
ତେଣୁ ଏଇ ଏଇ ଯୋଉ ମନରେ ଏଇ ଯୋଉ ପ୍ରତିଜ୍ଞାଟା କରିବା ଆଉ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା। ମୁଁ କୁହଣ ସାର୍ଙ୍କୁ ପୁଣି ଆଉ ଥରେ କୃତଜ୍ଞତା ଜ୍ଞାପନ କରୁଛି ଆପଣଙ୍କ ସୁନ୍ଦର କାର୍ଯ୍ୟ ପାଇଁ। ନମସ୍କାର। ସାର୍ ମୁଁ ଆପଣଙ୍କୁ ଅନୁରୋଧ କରିବି ସୁନୀଲ ସାର୍, ଏଇଟା ଆମର ମାନେ ପୃଥିବୀର ଯୋଉ ଯୋଉ ଦେଶ ମାନଙ୍କରେ ପର୍ଟିକୁଲାରଲି ସାଉଥ ଇଷ୍ଟ ଏସିଆନ କଣ୍ଟ୍ରିର ଯୋଉ ସଦସ୍ୟ ମାନେ ଅଛନ୍ତି ତାଙ୍କ ପାଖରେ ଆଜିର ପ୍ରୋଗ୍ରାମଟା ଯେମିତି ନିହାତି ଭାବରେ ପହଞ୍ଚିବ, ମ୍ୟାମାରରେ ହଉ ବା ଆମର ମାଲେସିଆ, ମ୍ୟାମାର, ଥାଇଲାଣ୍ଡ, ଇଣ୍ଡୋନେସିଆ, ଯୋଉଠି ଯୋଉଠି ଆମର କଳିଙ୍ଗ ଇତିହାସର ସଦସ୍ୟ ମାନେ ଅଛନ୍ତି ତାଙ୍କ ପାଖରେ ନିହାତି ଭାବରେ କାର୍ଯ୍ୟକ୍ରମଟା ପହଞ୍ଚିବ। ତାହେଲେ ସେମାନେ ଯେମିତି ତାଙ୍କ ଅଞ୍ଚଳର ଭାଷାରୁ ଆମ ଓଡ଼ିଆ ଭାଷାର ସାମଞ୍ଜସ୍ୟ ଖୋଜିକି ବାହାର କରିବାର ପ୍ରୟାସ ଆରମ୍ଭ କରିବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ବ୍ୟବହାର କରିକି। ଆଜ୍ଞା ଧନ୍ୟବାଦ। ଧନ୍ୟବାଦ। ନମସ୍କାର।